ଆଜିକା ଡେଟ୍ରେ ସେତିକି ଡିପ୍ରେସନ୍ ଅଛି ନା ଏ ଟର୍ମିନୋଲୋଜିଟା ବହୁତ କମନ୍ ହେଇଯାଇଛି। ସେମାନେ କେବେ ହେଲେ ଚାଇଲ୍ଡକୁ ଆଣନ୍ତିନି ପିଲାଟା ଡିପ୍ରେସ୍ ରହୁଛି ବୋଲି। କମ୍ପ୍ଲେନ୍ ରହିବ ଗୋଟେ କି ସାରିଆ ପାଠ ପଢ଼ୁ। ଆମ ମାଆ ମାନେ ଯଦି ଟିକେ ଶୋଇଥିବେ ଆମେ ତାକୁ ଡାକିଦେବା ମା, ସେ ହଠାତ୍ ଉଠିବେ, ଗୋଟେ ହାଇ ଆଲର୍ଟ ମୋଡ଼୍ରେ ସେମାନେ ରୁହନ୍ତି। ସମ୍ ଆମାଉଣ୍ଟ ଅଫ୍ ଏଞ୍ଜାଇଟି ଇଜ୍ ଅଲୱେଜ୍ ଗୁଡ୍। ନିଜ ସ୍ପାଉସ୍କୁ ସନ୍ଦେହ କରିବା କିମ୍ବା ଫ୍ୟାମିଲି ମେମ୍ବରକୁ ସନ୍ଦେହ କରିବା, ବହୁତ ଗୁଡ଼ାଏ ଜିନିଷ ଭୁଲିଯିବା, ଏଜ୍ ହେଲେ ଅଟୋମେଟିକ୍ ସମସ୍ତଙ୍କୁ ହୁଏ ନା ତାର କିଛି ରିଜନ୍ ଥାଏ? ଏଇଟା ଗୋଟେ ଯେହେତୁ ଏଜ୍ ରିଲେଟେଡ୍ ଡିଜେନେରେଟିଭ୍ ପ୍ରୋସେସ୍, ଏଇଟା ଭଲ ହେବାର ଆଉ ଚାନ୍ସ ନାହିଁ। ମେଣ୍ଟାଲ ହେଲ୍ଥ ଇସ୍ୟୁସ୍ ଉପରେ ନିଶା ଦ୍ରବ୍ୟ କେତେ ଇମ୍ପାକ୍ଟ ପକାଏ? ଲୋକ ଦେଖିବେ ଯେଉଁମାନେ କିଛି ଗୋଟେ କାମ କରିବା କିଛି ଗୋଟେ ପରଫର୍ମାନ୍ସ କରିବା ଟିକେ ଆଲକୋହଲ ପିଇକି ଚାଲି ଯାଆନ୍ତି, ସୋ ଦ୍ୟାଟ୍ ଏଞ୍ଜାଇଟି ଟିକେ କମିଯାଏ। ୱିମେନ୍ର ମେଣ୍ଟାଲ ହେଲ୍ଥଟା ମେନ୍ମାନଙ୍କ ଠାରୁ କିଛି ଅଲଗା କି? କେବେ କେବେ ସେଇଟା ଅଲ୍ଟିମେଟଲି ଡିପ୍ରେସନ୍ କି ଏଞ୍ଜାଇଟିକୁ ହିଁ ଲିଡ୍ କରେ। ହେଇଗଲା ପରେ ବି ସେମାନେ କହିପାରନ୍ତିନି। ସୁଇସାଇଡ୍ ଅଧିକ ୱିମେନ୍ ମାନେ ଆଟେମ୍ପ୍ଟ କରନ୍ତି, କିନ୍ତୁ ସୁଇସାଇଡ୍ର ଅଧିକ ଡେଥ୍ ମେନ୍ ମାନଙ୍କର ହୁଏ। ମୋଷ୍ଟ ଅଫ୍ ଦ ସୁଇସାଇଡ୍ ଆଟେମ୍ପ୍ଟସ୍ କାଇଣ୍ଡ ଅଫ୍ ଆର୍ ଇମ୍ପଲସିଭ୍। ପୁଅ ପିଲା କାନ୍ଦି ପାରିବେନି, लड़के नहीं रोते यार, लड़के ऐसे नहीं रोते। ସେ କ୍ଷେତ୍ରରେ ସେ ନିଜ ମେଣ୍ଟାଲ ହେଲ୍ଥର ଧ୍ୟାନ କେମିତି ରଖିବ? ଆପଣ ଶୁଣୁଛନ୍ତି ରିପ୍ଲାଏ ଦେବା ପାଇଁ, ବୁଝିବା ପାଇଁ ନୁହେଁ। ବୁଝିବା ପାଇଁ ଯେତେବେଳେ ଗୋଟେ ବେବିଟା ଆସିଛି ଆମେ ବେବି ଉପରେ ଆମେ ବେଶୀ ନଜର ରଖୁ, କିନ୍ତୁ ମାଆଟିକୁ ଆମେ ଭୁଲିଯାଉ। ଅଲମୋଷ୍ଟ 20% women have postpartum depression। ସେଇଟା ସାଇକୋସିସ୍ ଟାଇପ୍ର ହେଇଯାଏ। ସେ କହିବ କି ପିଲାଟା ମୋ ପିଲା ନୁହଁ, ପିଲାକୁ ଇଭେନ୍ ହାର୍ମ କରିବାକୁ ଚେଷ୍ଟା କରେ। ନମସ୍କାର ସାର୍, ବେଷ୍ଟ ଇନ୍ ଓଡ଼ିଶାକୁ ଆପଣଙ୍କୁ ସ୍ୱାଗତ। ନମସ୍କାର ମ୍ୟାଡ଼ାମ୍, ଥ୍ୟାଙ୍କ ୟୁ। ସାର୍, ଯଦି ଆମେ ଦେଖିବା ଏବେ ଆମେ ମେଣ୍ଟାଲ ହେଲ୍ଥ କଣ୍ଡିସନ୍ ବିଷୟରେ କଥା ହେଉଛନ୍ତି, କିନ୍ତୁ ପୂର୍ବରୁ ଏସବୁ ବିଷୟରେ ଆମେ କଥା ହେଉନଥିଲେ। କେବଳ ଫିଜିକାଲ୍ ହେଲ୍ଥର କଣ୍ଡିସନ୍କୁ, ଦେହ ଖରାପକୁ ହିଁ ଆମେ ଭାବୁଥିଲେ କି ହଁ ଏଇ ଟାଇମ୍ରେ ଆମକୁ ମେଡ଼ିକାଲ ଯିବାର ଅଛି। ତ ଏବେ ସାର୍ ଯଦି ଆମେ ମେଣ୍ଟାଲ ହେଲ୍ଥକୁ ଦେଖିବା, ଏବେ ବି କିଛି ଲୋକଙ୍କର ଭାବନା କି ମେଣ୍ଟାଲ ହେଲ୍ଥର କଣ୍ଡିସନ୍ ହେଉଛି କି ସାଇକୋଲୋଜିକାଲ, ଯଦି ଆମେ ୟୋଗା କରିବା, ମେଡ଼ିଟେସନ୍ କରିବା, ଡେଲି ହାବିଟ୍ ଠିକ୍ କରିଦେବା, ଏଇଟା ଠିକ୍ ହେଇଯିବ। ଏଇଟା ଗୋଟେ ମେଡ଼ିକାଲ କଣ୍ଡିସନ୍ ନୁହଁ, ଆ ପାଇଁ ମେଡ଼ିସିନ୍ ଖାଇବା ଦରକାର ନୁହଁ। ସାର୍, ଆଜ ଏ ଡକ୍ଟର ଆର ବାୟୋଲୋଜିକାଲ ବା ନ୍ୟୁରୋଲୋଜିକାଲ ଆସ୍ପେକ୍ଟ କ'ଣ ଅଛି ଯଦି ଟିକେ ବୁଝେଇବେ? ଆପଣ ଯେମିତି କହିଲେ, ଆଜି ବି ଲୋକ ସେଇ ଜିନିଷ କହୁଛନ୍ତି। ମେଣ୍ଟାଲ ହେଲ୍ଥ ଉପରେ ଗୁଡ଼ାଏ ଟାବୁ ଅଛି, ଗୁଡ଼ାଏ ଷ୍ଟିଗ୍ମା ରହିଛି, ଯାହାଫଳରେ ଲୋକ ଆଜି ବି ବିଲିଭ୍ କରୁଛନ୍ତି କି ଇଟ୍ ଇଜ୍ ଆକ୍ଚୁଆଲି ନଟ୍ ଏ ଡିଜର୍ଡର, ଏଇଟା କିଛି ପ୍ରୋବ୍ଲେମ୍ ନୁହଁ। ବଟ୍ ଅନେଷ୍ଟଲି ଦେଖିବାକୁ ଗଲେ ଦେର୍ ଆର୍ ସୋ ମେନି ଥିଙ୍ଗସ୍। ଯେମିତି ଗୁଡ଼ାଏ ଜିନିଷ ରହୁଛି ଆମର ମେଣ୍ଟାଲ ହେଲ୍ଥ ଅର୍ ମେଣ୍ଟାଲ ଡିଜର୍ଡର ପାଇଁ। ଯେମିତି ମେଣ୍ଟାଲ ହେଲ୍ଥ ଆଉ ମେଣ୍ଟାଲ ଡିଜର୍ଡର ମୋଷ୍ଟଲି ମେଣ୍ଟାଲ ହେଲ୍ଥ ଇସ୍ୟୁସ୍ ବହୁତ ଗୁଡ଼ାଏ କାରଣ ଯୋଗୁଁ ଖରାପ ହେଇପାରେ। ଠିକ୍ ଅଛି। ତ ଯେମିତି ମଲ୍ଟିଫ୍ୟାକ୍ଟୋରିଆଲ ମିନ୍ସ କ୍ୟାନ୍ ବି ଜେନେଟିକ୍। କିଛି କିଛି ଡିଜର୍ଡର ଅଛି ଯେଉଁଟାକି ଜେନେଟିକ୍ ବେସିସ୍ ଥାଏ। এটা ଯଦି ଫ୍ୟାମିଲି ମେମ୍ବର କାହାକୁ ଥିବ ତାର ମାନେ ଅଫସ୍ପ୍ରିଙ୍ଗ ମାନେ ପିଲାମାନଙ୍କୁ ବି ସେ ଟାଇପ୍ର ରୋଗ ହେଇପାରେ। ଆଉ ଗୋଟେ ଅଛି ନ୍ୟୁରୋବାୟୋଲୋଜିକାଲ, ଯେମିତିକି ଆମର କିଛି କିଛି ରୋଗ ଅଛି ଯେମିତି ଡିପ୍ରେସନ୍, ଏଞ୍ଜାଇଟି, ଓସିଡି। ଏଠି ଆମ ବ୍ରେନ୍ରେ ସେରୋଟୋନିନ୍ ନାମ ଗୋଟେ ନ୍ୟୁରୋ ଟ୍ରାନ୍ସମିଟର ସେଇଟା କମ୍ ଥାଏ, ଯାହାଫଳରେ ଡିପ୍ରେସନ୍ ଏଞ୍ଜାଇଟି ହୁଏ। ଆଉ ଗୋଟେ ରୋଗ ଅଛି ସ୍କିଜୋଫ୍ରେନିଆ, ଯେଉଁଟାକି ଡୋପାମିନ୍ ନାମ ଗୋଟେ ନ୍ୟୁରୋ ଟ୍ରାନ୍ସମିଟର ଆମ ବ୍ରେନ୍ରେ ବହୁତ ଅଧିକା ବଢ଼ିଯାଏ, ଯାହାଫଳରେ ସେଇଟା ସ୍କିଜୋଫ୍ରେନିଆ ହୁଏ। ତ ଏମିତି ବିଭିନ୍ନ ପ୍ରକାର ରୋଗ ଅଛି ଯେଉଁଟାକି ବିଭିନ୍ନ ପ୍ରକାର ନ୍ୟୁରୋବାୟୋଲୋଜିକାଲ ଅଣ୍ଡରପିନିଂ ଅଛି। ବଟ୍ ତା ସହିତ ଅଲଗା କାରଣ ବି ଅଛି, ଏମିତିକି ନ୍ୟୁଟ୍ରିସନାଲ ଷ୍ଟାଟସ୍। ଯେମିତି ଆମର ବହୁତ ଭିଟାମିନ୍ ଅଛି, ଭିଟାମିନ୍ B12, ଭିଟାମିନ୍ D3, କ୍ୟାଲସିୟମ୍, ଆଇରନ୍, ଏଗୁଡ଼ା ଡେଫିସିଏନ୍ସିରେ ବି ମେଣ୍ଟାଲ ହେଲ୍ଥ କଣ୍ଡିସନ୍ସ ଆସିପାରେ। ଯେମିତି ସିଷ୍ଟମିକ୍ ଡିଜର୍ଡର ଯେମିତି ଥାଇରଏଡ଼, ଡାଇବେଟିସ୍, ବ୍ଲଡ଼ ପ୍ରେସର, ଏଗୁଡ଼ାରେ ବି ଆମର ମେଣ୍ଟାଲ ହେଲ୍ଥ ଇସ୍ୟୁସ୍ ଆସିପାରେ। ତା ସହିତ ଆଉ ଗୋଟେ ହେଉଛି ଷ୍ଟ୍ରେସ୍। ଯେଉଁଟାକି ଡେ ଟୁ ଡେ ଷ୍ଟ୍ରେସ୍, ଏନି କାଇଣ୍ଡ ଅଫ୍ ଷ୍ଟ୍ରେସ୍ ଡଜଣ୍ଟ ମ୍ୟାଟର, ଦ୍ୟାଟ୍ ଅଲସୋ ଯେଉଁଟାକି ଆମ ମେଣ୍ଟାଲ ହେଲ୍ଥ ଇସ୍ୟୁ କରିବାରେ ବହୁତ ବଡ଼ ଭୂମିକା ଗୋଟେ ଗ୍ରହଣ କରେ। ସାର୍, ଆପଣ କଥା ହେଉଥିଲେ ବାୟୋଲୋଜିକାଲ ଆସ୍ପେକ୍ଟ। ସାର୍, ମୁଁ ଗୋଟେ ଏମିତି ମେଣ୍ଟାଲ କଣ୍ଡିସନ୍ ଦେଖିଛି, ମେଣ୍ଟାଲ ଡିସଅର୍ଡର ଦେଖିଛି, ଯେଉଁଥିରେ ଲୋକ ଆଜ୍ୟୁମ୍ କରିବାକୁ ଲାଗନ୍ତି। କିଛି ସେମିତି ଘଟଣା ଘଟି ନଥିବ, କିନ୍ତୁ ସେ ଗୋଟେ ଦିନ ପରେ କହିବେ କି କାଲି ଏମିତି ହେଇଥିଲା, ସେମିତି ହେଇଥିଲା, ଆଉ ସେ ଲୋକ ବହୁତ ନର୍ମାଲ ଲାଗୁଥିବେ। ସେ କଣ୍ଡିସନ୍ଟା କ'ଣ? ମାନେ ଏଇଟା ଡିପେଣ୍ଡ କରେ କ'ଣ ଅଛି। ଯଦି ସେ ଲୋକ ଏଜ୍ୟୁମ୍ କରି ସେଇଟାକୁ ବିଲିଭ୍ କରିନିଅନ୍ତି, ଠିକ୍ ଅଛି, ବିଲିଭ୍ ମାନେ ଷ୍ଟ୍ରଙ୍ଗ ବିଲିଭ୍। ଯେମିତି ମୁଁ ଉଦାହରଣ ଗୋଟେ ଦେଉଛି, ଗୋଟେ ଲୋକ ଭାବୁଛି କି
କାଲି ସେ ରାସ୍ତାରେ ଯାଉଥିଲା ତା ପଛରେ 2 ଜଣ ଲୋକ ପଡ଼ିଥିଲେ ତାକୁ ମାରିବା ପାଇଁ। ଆ, ଏଇଟା ସତ ନୁହଁ, ତା ଘର ଲୋକ ଦେଖିଛନ୍ତି କେହି ନାହାନ୍ତି, ବଟ୍ ସେ ଷ୍ଟ୍ରଙ୍ଗଲି ବିଲିଭ୍ କରୁଛି ନା ମୁଁ ଜାଣିଛି ସେମାନେ ମୋତେ ମାରିବାକୁ ଗୋଡ଼ଉଥିଲେ। ଠିକ୍ ଅଛି, ତ ସେଇଟା ଆମେ ଡେଲ୍ୟୁଜନ୍ କହୁ। ତ ଏଇଟା ସାଇକୋଟିକ୍ ଡିଜର୍ଡରରେ ଦେଖାଯାଏ। ଏଇଟା ଗୋଟେ ଟାଇପ୍ର ହେଲା। ଆଉ ଗୋଟେ କ'ଣ ନା ସେମାନେ ଖାଲି ଏଜ୍ୟୁମ୍ କରିବେ, କାଳେ ମୋ ପଛରେ କିଏ ପଡ଼ିଯାଇଛି କି, କାଳେ ମାନେ ସେମାନଙ୍କୁ ପଚାରେ ତୁ ଜାଣିଛୁ କିଏ ପଡ଼ିଛି, ସେମାନେ କହିବେ ନା ମୁଁ ଜାଣିନି, ବଟ୍ ମୋତେ ଲାଗୁଛି କାଳେ ପଡ଼ିଯାଇଥାଇ ପାରନ୍ତି। ତ ଏଇଟା ମୋଷ୍ଟଲି ତାଙ୍କର ଗୋଟେ କାଇଣ୍ଡ ଅଫ୍ ଏନ୍ଜାଇଟି ଟାଇପ୍ର ହୁଏ। ତ ଯେତେବେଳେ ବିଲିଫ୍ଟା ବହୁତ ଷ୍ଟ୍ରଙ୍ଗ ହେଇଯାଏ ସେତେବେଳେ ଆମେ ସେଇଟା ସାଇକୋଟିକ୍ କହୁ। ଯେତେବେଳେ ବିଲିଫ୍ଟା ସିଏ ଏତେ ଷ୍ଟ୍ରଙ୍ଗ ନଥାଏ ସେମାନେ ଭାବନ୍ତି କାଳେ ହେଇଥାଇପାରେ, ମୁଁ ଜାଣିନି, ମୁଁ କହିପାରିବିନି, ବଟ୍ ଲାଗୁଥିଲା ସେମିତି, ତ ସେଟା ବି ଆମେ ଏନ୍ଜାଇଟିରେ ମୋଷ୍ଟଲି କହୁ। সেটা স্যার মেডিসিন দ্বারা ঠিক ହୁଏ ନା এটা ଲାଇଫ୍ ଲଙ୍ଗ ଡିସଅର୍ଡର? ନା ଡିପେଣ୍ଡ କରୁଛି ନା, ମେଡ଼ିସିନ ଯୋଗୁଁ ମେଡ଼ିସିନ ଦ୍ୱାରା ମୋଷ୍ଟଲି ଠିକ୍ ହେଇଯାଏ। କିଛି କିଛି କଣ୍ଡିସନ ଅଛି ଇଭେନ୍ ମେଡ଼ିସିନ ବି ଦରକାର ନ ପଡ଼ିପାରେ, ଯେମିତି ପ୍ରପର ଗୋଟେ ସାଇକୋଥେରାପି କାଉନସିଲିଂ ବଗେରା କଲେ ବି ଗୁଡ଼ାଏ ଇମ୍ପ୍ରୁଭମେଣ୍ଟ ଆସିଯାଏ। ଯେମିତି ଏନ୍ଜାଇଟି ଡିଜର୍ଡର, ମାଇଲ୍ଡ ଏନ୍ଜାଇଟି ରହୁଛି, ତାକୁ ଟିକେ ଆପ୍ରେନ୍ସିଭ୍ ଲାଗୁଛି ଫ୍ୟୁଚର ବିଷୟରେ, ପାଷ୍ଟ ବିଷୟରେ, ତ ସେଇଟା ଆମେ ସାଇକୋଥେରାପିରେ ବି ବହୁତ ହେଲ୍ପ ହେଇଯାଏ। ନହେଲେ କିଛି କିଛି ଯଦି ସିଭିୟର ଅଛି ତାହେଲେ ଆମକୁ ମେଡ଼ିସିନ ଦେବାକୁ ପଡ଼େ। ସାର୍ ଯଦି ଦେଖିବା ଆମେ ଓଲ୍ଡ ଏଜ୍ରେ ଏଇ ପ୍ରୋବ୍ଲେମ୍ ଗୁଡ଼ାକ ବହୁତ କମନ୍। ବିନା କାରଣରେ ନିଜ ସ୍ପାଉସ୍କୁ ସନ୍ଦେହ କରିବା କିମ୍ବା ଫ୍ୟାମିଲି ମେମ୍ବରକୁ ସନ୍ଦେହ କରିବା, ବହୁତ ଗୁଡ଼ାଏ ଜିନିଷ ଭୁଲିଯିବା କି ମେମୋରି ଲସ୍ ହେବା, ସାର୍ ଏଇ ଜିନିଷ ଗୁଡ଼ାକ ଏଜ୍ ହେଲେ ଅଟୋମେଟିକ୍ ସମସ୍ତଙ୍କୁ ହୁଏ ନା ତାର କିଛି ରିଜନ୍ ଥାଏ, ଲାଇଫଷ୍ଟାଇଲ୍ ଡିଜର୍ଡର ବା ହର୍ମୋନାଲ ଇମ୍ବାଲାନ୍ସ ତା ଯୋଗୁଁ ଏସବୁ ହୁଏ? ଦେଖନ୍ତୁ ମ୍ୟାଡ଼ାମ୍, ଏଜ୍ ଯେଉଁ ଅଛି, ଏଜ୍ଟା ଗୋଟେ ମିଷ୍ଟ୍ରି। ଓକେ, ସୋ ହ୍ୱାଟ୍ ହାପେନ୍ସ ଇନ୍ ଏଜ୍, ଯେତେବେଳେ ବୟସ ବଢ଼ି ବଢ଼ି ଯାଏ ଆମ ବ୍ରେନ୍ଟା ସଂକୁଚିତ ହେଇଯାଏ, ଶ୍ରିଙ୍କିଂ ହେଇଯାଏ, ଯାହାଫଳରେ ବ୍ରେନ୍ ଭଲ୍ୟୁମ୍ କମିଯାଏ। ଓକେ, ସେଇଟା ହେବା ଯୋଗୁଁ ଅଟୋମେଟିକାଲି କିଛି କିଛି ବିହେଭିଅରାଲ ଚେଞ୍ଜେସ୍ ଆସେ, ଆଉ ଲୋକମାନେ ନର୍ମାଲି ଅଟୋମେଟିକାଲି ଭୁଲି ଯାଆନ୍ତି। ଆମେ ଦେଖିବେ ନର୍ମାଲ ଲୋକ ଯିଏ ବି ଆରାଉଣ୍ଡ 70-75 ଇୟର ହେଲା ବେଳକୁ ଟିକେ ଟିକେ ଭୁଲିବେ, ଟିକେ ଟିକେ ଡାଉଟ୍ କଲା ପରେ ଲାଗିବ, ସେଇଟା ନର୍ମାଲି ହୁଏ, କାହିଁକିନା ଏଇଟା ନର୍ମାଲ ଏଜିଂ ପ୍ରୋସେସ୍। ବଟ୍ କିଛି କିଛି କଣ୍ଡିସନ୍ ଅଛି ଯେଉଁଟାକି ଆରାଉଣ୍ଡ 55-60 ଇୟର୍ସ ଏଜ୍ରେ ବି ଲୋକମାନେ ମାନେ ଏଜ୍ ରିଲେଟେଡ୍ ଯେତିକି ସେମାନେ ଭୁଲିବା ତାଠୁ ଅଧିକା ଭୁଲିବା ଲାଗନ୍ତି। ତ ସେତେବେଳେ ଆମେ ସନ୍ଦେହ କରୁ କାଳେ କିଛି ରୋଗ ହେଇଛି କି, ଯେମିତିକି ଡେମେନ୍ସିଆ। ତ ଡେମେନ୍ସିଆରେ କ'ଣ ହୁଏ, ଲୋକ ଜିନିଷ ସବୁ ଭୁଲି ଯାଆନ୍ତି। ଆଗ ଯେଉଁ ଜିନିଷ ବହୁତ ସୁରୁଖୁରୁରେ ପ୍ଲାନ୍ କରିପାରୁଥିଲେ, ଏବେ ପ୍ଲାନିଂ କରିପାରିବେନି, ପୁରା କନଫ୍ୟୁଜ୍ ରହିବେ କ'ଣ କରିବି କ'ଣ ନାହିଁ। ଭାତ ଜଣେ ରାନ୍ଧୁଥିଲେ ମାନେ ତରକାରୀ ଫରକାରୀ ବହୁତ ଭଲସେ କରିପାରୁଥିଲେ, ସିଏ ଆଉ ଯାଇକି ଲୁଣ ପକାଇବେ ଭୁଲିଯିବେ, ହଳଦୀ ଗୁଣ୍ଡ ପକାଇବେନି, ତ ଏଇ ଟାଇପ୍ର ଜିନିଷ ଭୁଲିଯିବେ। ତାପରେ ସବୁବେଳେ ସନ୍ଦେହ କରିବେ ମୋ ପଇସା କିଏ ନେଇଯାଉଛି, ସବୁବେଳେ ତାଙ୍କର ସେ ପେଢ଼ିଟାକୁ ଟ୍ରଙ୍କଟାକୁ ନିଜ ପାଖରେ ଧରିକି ବସିବେ, ମୋ ପଇସା କାଳେ କିଏ ନେଇଯିବ ବୋଲି। ତ ଯେତେବେଳେ ଏ ଟାଇପ୍ର ସିଭିୟର ହେଇଯାଏ ତ ଆମେ ଭାବୁ କି ସେଟା ବୋଧେ କିଛି ଗୋଟେ ଡିଜର୍ଡର ଯୋଗୁଁ ହେଉଥାଏ। ମୋଷ୍ଟଲି ଇଟ୍ ଇଜ୍ ବିକଜ୍ ଅଫ୍ ଡେମେନ୍ସିଆ। ଆଚ୍ଛା, ଦିସ୍ ଇଜ୍ ଏ ଏଜ୍ ଫ୍ୟାକ୍ଟର। ୟେସ୍, ଆର କିଛି ଟ୍ରିଟମେଣ୍ଟ ଅଛି ନା ଏଟା ନର୍ମାଲ? ମ୍ୟାଡ଼ାମ୍ ଏଇଟା ଗୋଟେ ଏଜିଂ ପ୍ରୋସେସ୍, ତ ନର୍ମାଲ ଏଜିଂ ପ୍ରୋସେସ୍ରେ ଯାହା ହୁଏ ସେଟାର ସେମିତି କିଛି ଟ୍ରିଟମେଣ୍ଟ ନାହିଁ। ବଟ୍ ଡେମେନ୍ସିଆର କିଛି କିଛି ଟ୍ରିଟମେଣ୍ଟ ଅଛି, ବଟ୍ ଯେଉଁ ଟ୍ରିଟମେଣ୍ଟ ଅଛି ସେଇଟା ରିଭର୍ସ କରେ ନା, ଇଟ୍ ଇଜ୍ ଇରିଭର୍ସିବୁଲ୍। ବଟ୍ ପ୍ରୋଗ୍ରେସନରେ ଟିକେ ସାୟଦ ଟିକେ କମି କରିପାରେ, ସ୍ପିଡ୍ ଅଫ୍ ପ୍ରୋଗ୍ରେସନଟା ଟିକେ କମ୍ କରିପାରେ, ବଟ୍ ସେଟା ବି ଆମେ ରିସର୍ଚ୍ଚ ଯାହା କହୁଛି ସେଟା ବି ସିଓର ନାହିଁ। ସାର୍ ଯଦି ଆମେ ଦେଖିବା ଏଜ୍ ବେସ୍ଡ ସାଇକାଟ୍ରିକ୍ ଡିସଅର୍ଡର ବହୁତ ଆସେ, ସାର୍ ଆଜ୍ ଏ ଫ୍ୟାମିଲି ମେମ୍ବର ଆମେ କେମିତି ତାଙ୍କୁ ସପୋର୍ଟ କରିପାରିବା? ତ ମ୍ୟାଡ଼ାମ୍ ଫାଷ୍ଟ କଥା ହେଉଛି ଫ୍ୟାମିଲି ମେମ୍ବରକୁ ବୁଝିବାକୁ ପଡ଼ିବ କି ଜିନିଷଟା କ'ଣ। ତ ୟୁଜୁଆଲି ଯେତେବେଳେ ଆମ ପାଖକୁ ପେସେଣ୍ଟ ଆସନ୍ତି ତ ସେମାନେ ଆମକୁ ପଚାରନ୍ତି ସାର୍ କେତେ ଦିନ ମେଡ଼ିସିନ ଖାଇଲେ ଭଲ ହେଇଯିବ, ଠିକ୍ ଅଛି। ତ ଯେତେବେଳେ ଆମେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁ କି ଏଇଟା ଗୋଟେ ଯେହେତୁ ଏଜ୍ ରିଲେଟେଡ୍ ଡିଜେନେରେଟିଭ୍ ପ୍ରୋସେସ୍, ଏଇଟା ଭଲ ହେବାର ଆଉ ଚାନ୍ସ ନାହିଁ। କାହିଁକିନା ଆମେ ତ ଏଜ୍ଟା ରିଭର୍ସ କରିପାରିବାନି, ଯାହା ବ୍ରେନ୍ ମ୍ୟାଟର ଆମର ଶ୍ରିଙ୍କ ହେଇଯାଇଛି ସେଟାକୁ ତ ଆମେ ଆଉ ଥରେ ଇଏ କରିପାରିବାନି, ଯାହା ବ୍ରେନ୍ ମ୍ୟାଟର ଲସ୍ ହେଇଛି ସେଟାକୁ ଆମେ ଗେନ୍ କରିପାରିବାନି, ନର୍ମାଲ ଏଜିଂ ପ୍ରୋସେସ୍। ତ ସେଟା ତାଙ୍କୁ ଫାଷ୍ଟ ବୁଝିବାକୁ ପଡ଼ିବ କି ଏଇଟା ଏଜିଂ ପ୍ରୋସେସ୍ ଆଉ ଏଇଟା ହବ, ଆଗକୁ ବଢ଼ି ଚାଲିବ। ତ ଏକ୍ସପେକ୍ଟେସନ୍ କି ଏମିତି ତାଙ୍କୁ ରଖିବାକୁ ପଡ଼ିବ କି କେଉଁ ୱେରେ ଆମେ ହେଲ୍ପ କରିପାରିବୁ, ଯେମିତି ତାଙ୍କୁ ଦୈନନ୍ଦିନ କାର୍ଯ୍ୟ କରିବାରେ କିଛି କିଛି ହେଲ୍ପ କରିପାରିବେ ଯେମିତି। ନହେଲେ ଯଦି ସେମାନେ ଯଦି ହେଲ୍ପ କରିପାରୁନାହାନ୍ତି ସେମାନେ କିଛି ହାଉସ୍ ହେଲ୍ପ ରଖିପାରିବେ ଯେଉଁମାନେ କି ତାଙ୍କ ଦୈନନ୍ଦିନ କାର୍ଯ୍ୟରେ ହେଲ୍ପ କରିପାରିବେ। ତାଙ୍କୁ ସବୁ ଜିନିଷ ସବୁବେଳେ ଯେଉଁ ସେମାନେ ଭୁଲି ଯାଆନ୍ତି ତାଙ୍କୁ ତଥାପି ଜିନିଷ କିଛି କିଛି କହିବେ, ଯେମିତି ପାଷ୍ଟ ଜିନିଷ, ସେଇଟା ରେମିନିସେଣ୍ଟ ଥେରାପି କୁହାଯାଏ। ଆଗରେ ଏମିତି ହେଇଥିଲା, 10 ବର୍ଷ ତଳେ ଆମେ ଯାଇଥିଲେ, ବୁଲି ଯାଇଥିଲେ, କୋଣାର୍କ ଯାଇଥିଲେ, ପୁରୀ ଯାଇଥିଲେ, ଏଇଟା କରିଥିଲେ ସେଇଟା କରିଥିଲେ, ମାନେ ରେମିନିସେଣ୍ଟ କରାଇ ପାରିବେ। ତା ସହିତ ଡେ ଟୁ ଡେ ଲାଇଫ୍ରେ ତାଙ୍କର ଆଜି ସୋମବାର,
आज 18 तारीख माने एमिति गोटे उदाहरण दे बस ହୁଁ, सबुदिन तांको रिमाइंड करिया जाए ठीक अछि ହୁଁ, किछि केबे केबे म्यूजिक थेरापी देले से माने बेटर लागे ହୁଁ, तो ए टाइप रो वेरियस टेक्निक्स अछि ହୁଁ, आउ मेडिकेशंस भी किछि किछि अछि ହୁଁ, जोटा कि स्पेशली बिहेवियरल इश्यूज जोटा कि रागी जीवाटा ହୁଁ, आउ संदेह करिवाटा ହୁଁ, सेगुडा को कमै दे आउ बट हमर डेमेंशिया प्रोसेस टाकू एमिति किछि मेडिसिन नै जे कि कम करि पारे ହୁଁ। ଆମ ଆଜ୍ ଏ ଫ୍ୟାମିଲି ମେମ୍ବର ଆଜ୍ ଏ ସୋସାଇଟି ଆମେ ତାଙ୍କୁ ହେଲ୍ପ କରିବା ଦରକାର ନା କି यस ତାଙ୍କ ଉପରେ ଚିଡ଼ିବା ଦରକାର यस ସାର୍ ଇଏ ତ ଆମେ କଥା ହେଲେ ଓଲ୍ଡ ଏଜ୍ ବିଷୟରେ ଓଲ୍ଡ ଏଜ୍ରେ ବହୁତ ସାରା ସାଇକେଟ୍ରିକ୍ ପ୍ରୋବ୍ଲେମ୍ ଦେଖାଯାଏ ୟଙ୍ଗ ଏଜ୍ରେ ବି ଦେଖାଯାଉଛି यस मैम ୟଙ୍ଗ ଏଜ୍ର ଗୋଟେ ଛୋଟ ଛୁଆକୁ ଯାହାକୁ ପଚାରିବ ତୁ କେମିତି ଅଛୁ ମୁଁ ଡିପ୍ରେସନରେ ଅଛି ଆଉ ଏଇଟା ଗୋଟେ ବହୁତ କମନ୍ ଟର୍ମିନୋଲୋଜି ହେଇଗଲାଣି ଆଜିକା ଡେଟ୍ରେ ସାର୍ ସତରେ ଆଜିକା ଡେଟ୍ରେ ସେତିକି ଡିପ୍ରେସନ୍ ଅଛି ନା ଏଇ ଟର୍ମିନୋଲୋଜିଟା ବହୁତ କମନ୍ ହେଇଯାଇଛି मैम टर्मिनोलॉजी तो ऑब्वियसली कॉमन ହେଇଛି ହୁଁ जेहेतु ସମସ୍ତେ ବହୁତ କ୍ୟାଜୁଆଲି ୟୁଜ୍ କରୁଛନ୍ତି ହୁଁ ଟର୍ମିନୋଲୋଜି ବହୁତ କମନଲି ହେଇଛି ବଟ୍ ଦେଖିବାକୁ ଗଲେ ଲେଟ୍ ସେ 10-20 ବର୍ଷର ଷ୍ଟାଟିଷ୍ଟିକ୍ସ ଦେଖିବେ ଆଉ ଏବେର ଷ୍ଟାଟିଷ୍ଟିକ୍ସ ଦେଖିବେ ଡିପ୍ରେସନର ରେଟ୍ଟା ବି ବଢ଼ିଛି ହୁଁ ଠିକ୍ ଅଛି ତ ବହୁତ କାରଣ ଅଛି ଡିପ୍ରେସନ୍ ବଢ଼ିବାର ବହୁତ କାରଣ ଅଛି ହୁଁ ୟଙ୍ଗ ଏଜ୍ରେ ତ ସେମିତି ବି ମୋଷ୍ଟଲି ଚିଲଡ୍ରେନ୍ ମାନଙ୍କୁ ଆଡୋଲେସେଣ୍ଟ ମାନଙ୍କୁ ଆଜିକାଲି ବହୁତ ଡିପ୍ରେସନ୍ରେ ବି ଆମେ ଦେଖୁଛୁ ହୁଁ ଠିକ୍ ଅଛି ତ ମୋଷ୍ଟଲି ଆମେ ଯେତେବେଳେ ପ୍ୟାରେଣ୍ଟସ୍ ନେଇକି ଆସନ୍ତି ଚିଲଡ୍ରେନ୍କୁ ନା ହୁଁ ସେମାନେ କେବେ ହେଲେ ଚାଇଲ୍ଡକୁ ଆଣନ୍ତିନି ପିଲାଟା ଡିପ୍ରେସ୍ ରହୁଛି ବୋଲି ହୁଁ ଠିକ୍ ଅଛି ତ ପିଲା ସେମାନେ ଧରିକି ଆସିବେ ଗୋଟେ କମ୍ପ୍ଲେନ୍ ନେଇକି ସାର୍ ଇଏ ପାଠ ପଢ଼ୁନି ଆଚ୍ଛା କମ୍ପ୍ଲେନ୍ ରହିବ ଗୋଟେ କି ସାର୍ ଇଏ ପାଠ ପଢ଼ୁନି ପାଠ ପଢ଼ୁନି ତାପରେ ଆମେ ଯେତେବେଳେ ତାଙ୍କୁ ଇଣ୍ଟରଭ୍ୟୁ କରିବୁ ହୁଁ କଲାବେଳେ ଆମେ ଧୀରେ ଧୀରେ ଜଣାପଡ଼ିବ କି ସେ ପିଲାର ମନ ଲାଗୁନି ପଢ଼ାରେ ହୁଁ କାହିଁକି ତାର ଆଟେନସନ୍ କନସେନ୍ଟ୍ରେସନ୍ ରହୁନି ହୁଁ ବସିଲେ ବି ମନ ଭିତରୁ ଯାଉନି ପାଠ ହୁଁ ପାଠ ଗ୍ରାସ୍ପ କରିପାରୁନି ହୁଁ ଇଚ୍ଛା ହିଁ ହେଉନି ହୁଁ ପଢ଼ିବା ପାଇଁ ବସିବାକୁ ଇଚ୍ଛା ହେଉନି ଯେଉଁ କାମ ତାକୁ ମ୍ୟାଥମେଟିକ୍ସ ତାର ବହୁତ ପସନ୍ଦ ଥିଲା ହୁଁ ମ୍ୟାଥ୍ ଦେଖିଲେ ତାକୁ ଚିଡ଼ଚିଡ଼ା ଲାଗୁଛି ସାନ ସାନ ଜିନିଷରେ ରାଗି ଯାଉଛି କାହା ସହିତ ବେଶୀ ଇଣ୍ଟରାକ୍ସନ୍ କରୁନି ହୁଁ ସ୍କୁଲ ଯାଉଛି ଆସିକି ବସି ପଡ଼ୁଛି ଘରେ ବାପା ମା ପଚାରିଲେ କେମିତି ସ୍କୁଲ ଥିଲା ହଁ ଭଲ ଥିଲା ହୁଁ ଗୋଟେ ଲାଇନ୍ ବେଶୀ ଇଣ୍ଟରାକ୍ସନ୍ ନାହିଁ ବସିକି ମୋବାଇଲ ସ୍କ୍ରୋଲ୍ କରୁଛି ହୁଁ ତ ଏ ଟାଇପ୍ର ଜିନିଷ ଯାକ ନେଇକି ମୋଷ୍ଟଲି ଏ ସିମ୍ପଟମ୍ ନେଇକି ଆମ ପାଖକୁ ଆସନ୍ତି ହୁଁ ଏଗୁଡ଼ା ଯେତେବେଳେ ଆମେ ହିଷ୍ଟ୍ରି ଯେତେବେଳେ ଆମେ ଆଇଡେଣ୍ଟିଫାଇ କରୁ ତାପରେ ଜଣାପଡ଼େ କି ଆକ୍ଚୁଆଲି ତାକୁ ଡିପ୍ରେସନ୍ ଅଛି ହୁଁ ସାର୍ ଆଉ ଗୋଟେ ଜିନିଷ ହେଉଛି ସାଡନେସ୍ କିଛି ଜିନିଷରେ ଆମେ ଦୁଃଖ ଫିଲ୍ କରୁ କିନ୍ତୁ ଆମେ ତାକୁ ଡିପ୍ରେସନର ନାଁ ଦେଉ ସାର୍ ସାଡନେସ୍ ଆଉ କ୍ଲିନିକାଲ ଡିପ୍ରେସନ୍ ଆ ଭିତରେ କ'ଣ ଡିଫରେନ୍ସ ଅଛି ମ୍ୟାଡ଼ାମ୍ ସାଡନେସ୍ଟା ଗୋଟେ ଷ୍ଟେଟ୍ ଅଫ୍ ମାଇଣ୍ଡ ହୁଁ ଓକେ ତ ସାଡନେସ୍ ନର୍ମାଲ ଲୋକଙ୍କୁ ବି ହୁଏ ହୁଁ ଆପଣ ଦେଖନ୍ତୁ କିଛି ଗୋଟେ ଏକ୍ସପେକ୍ଟ କରୁଛନ୍ତି ହୁଁ କି ଆପଣ ଏଇଟା କରିବେ ହୁଁ ଏ ଟାଇପ୍ର କରିବେ ହୁଁ ସେଇଟା ହେଇପାରୁନି ତ ଆପଣଙ୍କ ମନ ଦୁଃଖ ହେଉଛି ସେଇଟା ହେଉଛି ସାଡନେସ୍ ସେଇଟା ନର୍ମାଲ ହୁଁ ଆପଣ ସ୍ୟାଡ୍ ଥିବା ସମୟରେ ଆପଣ ଭାବିଛନ୍ତି କି ସେଇଟା ହେଇପାରିଲାନି 2 ମିନିଟ୍ ପରେ ଆପଣଙ୍କୁ ନ୍ୟୁଜ୍ ଆସିଲା ନା ନାହିଁ ଆପଣ ଯେମିତି ଚାହୁଁଛନ୍ତି ସେଇଟା ହେବ ହୁଁ ତ ଆପଣ ଅତି ଖୁସି ଲାଗିବ ହୁଁ ତ ଆପଣ ଇମିଡ଼ିଏଟଲି ଖୁସି ହେଇଯିବେ ହୁଁ ତ ସାଡନେସ୍ ଟାଇମ୍ ଗୋଟେ ଷ୍ଟେଟ୍ ଅଫ୍ ମାଇଣ୍ଡ ଯେଉଁଟାକି ଏତେ ପରସିଷ୍ଟେଣ୍ଟଲି ରହେନି କିଛି ଗୋଟେ ଭଲ ନ୍ୟୁଜ୍ ପାଇଲେ ଆପଣ ସେଟାକୁ ଭୁଲିକିରି ତାପରେ ଅଲଗା ଜିନିଷରେ ଫୋକସ୍ କରିଦିଅନ୍ତି ହୁଁ ବଟ୍ ଡିପ୍ରେସନ୍ଟା ଗୋଟେ ଏମିତି ଡିପ୍ରେସନ୍ରେ କ'ଣ ହୁଏ ନା ଦେର୍ ଇଜ୍ ଏ ପ୍ରୋଲଙ୍ଗ ସାଡନେସ୍ ହୁଁ ସାଡନେସ୍ ଯେଉଁଟାକି ପରସିଷ୍ଟେଣ୍ଟ ଆଣ୍ଡ ପରଭେଜିଭ୍ ହୁଁ ଯେଉଁଟା ଲାଷ୍ଟ ଫର୍ ଏଟଲିଷ୍ଟ 2 ୱିକ୍ସ କଣ୍ଟିନ୍ୟୁଅସଲି ହୁଁ 2 ସପ୍ତାହ ମିନିମମ୍ ରହିବାକୁ ପଡ଼ିବ ହୁଁ ଠିକ୍ ଅଛି ତା ସହିତ ଆମର ଅଲଗା ସିମ୍ପଟମ୍ସ ବି ଥିବ ଡିପ୍ରେସନ୍ରେ ଯେମିତି ଆମେ କହିବା ଆନେଡୋନିଆ ଆନେଡୋନିଆ କ'ଣ ହୁଏ ନା ଇଣ୍ଟରେଷ୍ଟ ଲସ୍ ଅଫ୍ ଇଣ୍ଟରେଷ୍ଟ ଇନ୍ ହୁଁ ପ୍ରିଭିୟସଲି ପ୍ଲେଜରେବୁଲ୍ ଆକ୍ଟିଭିଟିଜ୍ ହୁଁ ଯେଉଁ ଜିନିଷ କରି ଆଗକୁ ବହୁତ ଭଲ ଲାଗୁଥିଲା ଯେଉଁ ଜିନିଷ କରି ଏନ୍ଜୟ କରୁଥିଲେ ସେ ଜିନିଷର ମଜା ଲାଗିବନି ହୁଁ ଖାଲି ପଡ଼ିକି ରହିବେ ବିଛଣାରେ ପଡ଼ିକି ରହିବେ ବିଛଣା ଉଠିବା ପାଇଁ କଷ୍ଟ ହୋଇଯିବ କିଛି ନ କରି ବି ଟାୟାର୍ଡ଼ ଲାଗିବ ହୁଁ ମନ ଏତେ ଖରାପ ହେଇଯିବ ଯେ ମାନେ ଲାଗିବ କି ବଞ୍ଚିକି କିଛି ଲାଭ ନାହିଁ ହୁଁ ମରିଗଲେ ଭଲ ହୁଅନ୍ତା ମୋର ତ ଆଉ କିଛି ହେଲା ପରିଆ ନାହିଁ ହୋପ୍ ବି ରହିବନି ହୁଁ ଆଉ କିଛି ତ ହେଲା ପରିଆ ନାହିଁ ମୋତେ କେହି ସାହାଯ୍ୟ ବି କେହି କରିପାରିବେନି ମୋତେ ଲାଗୁଛି ହୋପଲେସନେସ୍ ହେଲ୍ପଲେସନେସ୍ ତାପରେ ଲାଗିବ ମୋ ଜୀବନ ବଞ୍ଚି କିଛି ଲାଭ ନାହିଁ ମୁଁ ମରିଯାଏ ଏମିତି ଭାବି ସୁଇସାଇଡାଲ୍ ଥଟ୍ସ ଆସିବ ହୁଁ ତ ଏଇ ଟାଇପ୍ର ବିଭିନ୍ନ ପ୍ରକାର ସିମ୍ପଟମ୍ ଆସେ ଡିପ୍ରେସନ୍ରେ ହୁଁ ଯେଉଁଟାକି ନର୍ମାଲ ସ୍ୟାଡନେସ୍ରେ ନଥାଏ ତ ସ୍ୟାଡନେସ୍ ଇଜ୍ କମ୍ପ୍ଲିଟଲି ଡିଫରେଣ୍ଟ ଫ୍ରମ୍ ଡିପ୍ରେସନ୍ ଡିପ୍ରେସନ୍ ନିଶ୍ଚିତ ସାର୍ ଯଦି ଏଇଟା ମୋ ଭିତରେ ହେଉଛି ମୁଁ ବୁଝିପାରିବି ଦିସ୍ ଇଜ୍ ସାଡନେସ୍ ଅର୍ ଡିପ୍ରେସନ୍ କିନ୍ତୁ ଯଦି ମୋର ଗୋଟେ ଫ୍ୟାମିଲି ମେମ୍ବରର ଡିପ୍ରେସନ୍ ଅଛି ମୁଁ କେମିତି ଆଇଡେଣ୍ଟିଫାଏ କରିପାରିବି ସେ ଡିପ୍ରେସନ୍ରେ ଅଛି ସାଡନେସ୍ରେ ଅଛି କେମିତି ମୁଁ ଡିଫାଇନ୍ କରିପାରିବି ତ ମ୍ୟାଡ଼ାମ୍ ଆପଣ ଫାଷ୍ଟ ଫ୍ୟାମିଲି ମେମ୍ବରରେ ଦେଖିବାକୁ ପଡ଼ିବ ଆପଣଙ୍କୁ ଦେଖିବାକୁ ପଡ଼ିବ କି ତାଙ୍କର ଡେ ଟୁ ଡେ ଲାଇଫ୍ କେମିତି ଚେଞ୍ଜ ହେଇଛି ହୁଁ
ଠିକ୍ ଅଛି। ସ୍ୟାଡ଼ନେସ୍‌ରେ ଆପଣ ଦେଖିପାରିବେ ଡେ ଟୁ ଡେ ଲାଇଫ୍ ବେଶୀ ଚେଞ୍ଜ ହେଇନଥିବ। ହୁଁ ମାନେ ଏବେ ସ୍ୟାଡ଼୍ ଅଛନ୍ତି, ସନ୍ଧ୍ୟା ସମୟରେ ଆପଣ କହିବେ ଚାଲ ମା ବୁଲିଯିବା, ହୁଁ ବୋଲେ ଆପଣଙ୍କ ସହିତ ସେ ପଳେଇବେ। ହୁଁ ଯଦି ଡିପ୍ରେସନ୍‌ରେ ଥିବେ ମାନେ ତାଙ୍କ ଡେ ଟୁ ଡେ ଲାଇଫ୍ ପୁରା ହାମ୍ପର୍ ହେଇଯିବ। ହୁଁ ସେ ଡିପ୍ରେସନ୍ ଆଗରୁ ସେ ପୁରା ସକାଳୁ ଉଠି ଦିନ ସାରା ଘର ସାରା କାମ କରୁଥିବେ, ମାନେ ପିଲାମାନଙ୍କୁ ହେଲ୍ପ କରୁଥିବେ, ଘର କିଛି କାମ କରୁଥିବେ, ସବୁଆଡ଼େ ମନ ଦେଉଥିବେ, ରନ୍ଧା ରୋଷେଇଆ ସବୁ କରୁଥିବେ। ବଟ୍ ଡିପ୍ରେସନ୍‌ରେ କ'ଣ ହୁଏ, ତାଙ୍କୁ କିଛି କରିବେନି, କରିବାକୁ ମନ ଲାଗିବନି। ହୁଁ ସିଏ ପଡ଼ିକି ରହିବେ, ବେଡ଼୍‌ରେ ପଡ଼ିକି ରହୁଥିବେ, କିଛି ଇଚ୍ଛା ଲାଗିବନି। ତ ଆପଣ ଜାଣିପାରିବେ କି ତାଙ୍କ ନର୍ମାଲ୍ ଲାଇଫ୍‌ଟା ଯେମିତି ଥିଲା ହୁଁ ଏଟା କମ୍ପ୍ଲିଟଲି ଚେଞ୍ଜ ହେଇଯାଇଛି। ହୁଁ ଭେରିୟସ୍ ୱେରେ ଚେଞ୍ଜ ହେଇଯାଇଛି। ତ ସେତେବେଳେ ଆପଣ ଆଇଡେଣ୍ଟିଫାଇ କରିପାରିବେ। ହୁଁ ସାର୍ ଡିପ୍ରେସନଟା ଯାହାକୁ ବି ହେଇଛି ସାର୍ ମେଡ଼ିକାଲ ଇମର୍ଜେନ୍ସି ମେଡ଼ିକାଲର ଆଟେନସନ୍ ନିହାତି ଦରକାର ନା ଆମେ ଘରେ ରହିକି ଲାଇଫଷ୍ଟାଇଲ୍ ଠିକ୍ କରିକି ଡିପ୍ରେସନ୍ ଠିକ୍ କରିପାରିବା? नो ମ୍ୟାଡ଼ାମ୍, ଡିପ୍ରେସନ୍ ପାଇଁ ତ ନିହାତି ମେଡ଼ିକାଲ ଇଣ୍ଟରଭେନସନ୍ ଦରକାର। ହୁଁ ଓକେ, ଲାଇଫଷ୍ଟାଇଲ୍ ମୋଡ଼ିଫିକେସନ୍ ଇଜ୍ ଏ ପାର୍ଟ। ହୁଁ ତ ଡିପ୍ରେସନ୍ ପାଇଁ ଆମକୁ ଆକ୍ଚୁଆଲି वी नीड टू ट्रिट प्रॉपर्ली। ହୁଁ ନହେଲେ ଡିପ୍ରେସନ୍‌ଟା ଏତେ ବଢ଼ିଯାଏ ନା, ବହୁତ ସୁଇସାଇଡ଼ାଲ୍ ଥଟ୍ ଆସେ। ଇଭେନ୍ ପେସେଣ୍ଟ ମାନେ ସୁଇସାଇଡ଼୍ କରିଦିଅନ୍ତି, ହୁଁ କମ୍ପ୍ଲିଟ୍ କରିଦିଅନ୍ତି ସୁଇସାଇଡ଼୍। ତ ଇଟ୍ ଇଜ୍ ଆକ୍ଚୁଆଲି ଭେରି ଡେଞ୍ଜରସ୍। ହୁଁ ଆମେ ଏଠି ମାନେ ଆମର ସୋସାଇଟିରେ ବହୁତ ଇଗ୍ନୋରାନ୍ସ ଇଗ୍ନୋର ହୁଁ କରିଦିଅନ୍ତି ଲୋକ କି ହଁ ଡିପ୍ରେସନ୍ ହେଇଛି କିଛି ନାହିଁ। ବଟ୍ ଆକ୍ଚୁଆଲି ଇଟ୍ ଇଜ୍ ଭେରି ଡେଞ୍ଜରସ୍। ହୁଁ ତ ତାକୁ ପ୍ରପର୍ ଟ୍ରିଟମେଣ୍ଟ ଦରକାର। ଯଦି ଡିପ୍ରେସନ୍ ସିଭିୟର୍ ଅଛି ତାଙ୍କୁ ଆମେ ସେ ଅନୁସାରେ ଟ୍ରିଟମେଣ୍ଟ ଦରକାର, ମାନେ ସେ ହୁଁ ଅନୁସାରେ ମେଡ଼ିକାଲ ୟା କିଛି ଅଦର ଟ୍ରିଟମେଣ୍ଟ ଅଛି ଯେଉଁଟାକି ଆମେ ୟୁଜ୍ କରୁ। ହୁଁ ଡିପ୍ରେସନ୍ ମାଇଲ୍ଡ ଅଛି, ଯଦି ସେ କିଛି ମେଡ଼ିକେସନ୍ ନେବାକୁ ଚାହୁଁନାହାନ୍ତି ତ ଆମ ବିଭିନ୍ନ ପ୍ରକାର ଥେରାପି ଅଛି। ହୁଁ ଥେରାପି ବି ଆମେ ଦେଇକରି ତାଙ୍କୁ ଡିପ୍ରେସନ୍‌ରେ ମୁକୁଳିବାରେ ହେଲ୍ପ କରିପାରୁ। ହୁଁ ସାର୍ ଆଉ ଗୋଟେ ଜିନିଷ ମୁଁ କହିବି, ଯଦି ଘରେ ଫ୍ୟାମିଲିରେ କାହାର ଡେଥ୍ ହେଇଥାଏ କିମ୍ବା ନିଜ ଛୁଆର ଡେଥ୍ ହେଇଥାଏ, ଏ କଣ୍ଡିସନଟା ସାର୍ ବହୁତ ଡିପ୍। ଯଦି ସେଇ କଣ୍ଡିସନରେ 2 ସପ୍ତାହରୁ ଅଧିକ ସେ ଲୋକର ଆମେ ସେମ୍ ସିମ୍ପଟମ୍ସ ଦେଖିବୁ ତାହେଲେ 2 ସପ୍ତାହ ପରେ ଆମେ ତାଙ୍କୁ ମେଡ଼ିକାଲ ଆଟେନସନ୍ ଦରକାର? ତ ମ୍ୟାଡ଼ାମ୍ ଆପଣ ଯେଉଁଟା କହୁଛନ୍ତି ସେଇଟା କୁହାଯାଏ ଗ୍ରିଫ୍। ହୁଁ ତ ଗ୍ରିଫ୍ ଆଣ୍ଡ ଡିପ୍ରେସନ୍ ଆର୍ ଡିଫରେଣ୍ଟ। ଆଚ୍ଛା ଓକେ, ତ ଗ୍ରିଫ୍ କ'ଣ ହୁଏ, ଗ୍ରିଫ୍ କମ୍ସ ଇନ୍ ୱେଭ୍ସ, ମାନେ ୱେଭ୍ ଅନୁସାରେ ଆସିବ। ହୁଁ ମାନେ ଯେମିତିକି ଘଣ୍ଟାଏ ଖଣ୍ଡେ ସିଏ ବହୁତ ଉଦାସ ରହିବେ, ହୁଁ କ'ଣ ମାନେ ବହୁତ ମନରେ କାନ୍ଦିବେ, କିଛି କରିବେନି, ପଡ଼ିକି ରହିବେ। ତାପରେ ସେ ସମୟରେ ଘଣ୍ଟାଏ 2 ଘଣ୍ଟା ପରେ ଯେତେବେଳେ ସେ ଟିକେ ମାନେ ସେଇ ଜିନିଷରୁ ବାହାରୁଛନ୍ତି, ହୁଁ ଅନ୍ୟ କିଛି ଜିନିଷରେ ସେ ନିଜକୁ ଏଙ୍ଗେଜ୍ କରିପାରିବେ। କରିପାରିବେ ଯେମିତିକି ଆଉ କିଏ ବଡ଼ ପୁଅ ଆସିଲା ବୋଲେ ତା ସହିତ କିଛି କଥାବାର୍ତ୍ତା ଏମିତି ମାନେ ହୁଁ କରିପାରିବେ। ହୁଁ 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 ଯେଉଁଟାକି ଏମିତି ହେଲା, ତାପରେ ଆଉଥରେ କିଛି ସମୟ ପରେ ଆଉଥରେ ସାଙ୍ଗକୁ ସ୍ୟାଡ଼୍ ଲାଗିବ ସେଇଟା। ହୁଁ ତ ଗ୍ରିଫ୍ ଏମିତି ଗୋଟେ ୱେଭ୍ ପରିଆ ଆସେ। ହୁଁ ଆଉ ଗ୍ରିଫ୍‌ରେ ଯେଉଁ ଇଏଟା ଆସେ ମୋଷ୍ଟଲି ଗିଲ୍ଟ। ଗିଲ୍ଟ କ'ଣ, ମୁଁ ଆଉ କିଛି କରିପାରିଥାନ୍ତି କି? ହୁଁ ଯାହା ବଦଳରେ ମୋ ପୁଅ ହଉ କି ନହେଲେ ମୋ ବାପା ରହିପାରିଥାନ୍ତେ। ହୁଁ ସେଇ ଟାଇପ୍‌ର ଗ୍ରିଫ୍ ରହିବ। ହୁଁ ତ ସେଲ୍ଫ ରିଲେଟେଡ୍ ମାନେ ମୁଁ ଗିଲ୍ଟ, ତାଙ୍କୁ ଲାଗିବ ମୁଁ ଗିଲ୍ଟ। ହୁଁ ବଟ୍ ଡିପ୍ରେସନ୍‌ରେ ମ୍ୟାଡ଼ାମ୍ ଏମିତି ହୁଏନି। ଡିପ୍ରେସନ୍‌ରେ ଦ ସ୍ୟାଡ଼ନେସ୍‌ଟା କଣ୍ଟିନ୍ୟୁଅସ୍‌ଲି ରହେ। ହୁଁ ଆଉ ଗିଲ୍ଟ ଯେଉଁ ରହେ ସେଟା ମାନେ ସେଲ୍ଫ ସେଣ୍ଟର୍ଡ ଗିଲ୍ଟ ଏତେ ନଥାଏ। ହୁଁ ଏ ଟାଇପ୍‌ର ରହେ। ମୁଁ ବୁଝିଲି କି ସାଡନେସ୍ ହେଉଛି ଗୋଟେ ମୋମେଣ୍ଟାରୀ, ଗୋଟେ ମୋମେଣ୍ଟ ପାଇଁ ଆସୁଛି, ତାପରେ ଆମେ ହାପିନେସ୍ ଫିଲ୍ କରୁଛୁ, ନର୍ମାଲ ହେଇଯାଉଛୁ, ପୁଣି ଟିକେ ସାଡନେସ୍ ଫିଲ୍ କରୁଛୁ। ସାଡନେସ୍ ଇଜ୍ ଲାଇକ୍ ଦ୍ୟାଟ୍। ଗ୍ରିଫ୍ ହେଉଛି ଗୋଟେ ୱେଭ୍ରେ ଆସେ ଯଦି କିଛି ପାଷ୍ଟ ଘଟଣା ଘଟିଥାଏ। ଆଉ ଡିପ୍ରେସନ୍ ଯଦି ଗୋଟେ ପ୍ରୋଲଙ୍ଗଡ ପିରିୟଡ଼ ପାଇଁ ଆମେ ସାଡନେସ୍ର ଭାବନା ରହେ। ସାର୍ ଆଉ ଗୋଟେ ଟର୍ମ ଅଛି ଆଙ୍ଗଜାଇଟି। ସାର୍ ମୁଁ ସେଇଟା ବି ବୁଝିବାକୁ ଚାହିଁବି, ସାଡନେସ୍, ଗ୍ରିଫ୍, ଡିପ୍ରେସନ୍, ଆଙ୍ଗଜାଇଟି ଏ ସମସ୍ତଙ୍କ ଠାରୁ କେମିତି ଭିନ୍ନ? ଆପଣ ଯେମିତି ଏନ୍ଜାଇଟି କହିଲେ, ଏନ୍ଜାଇଟି ବି ଗୋଟେ ବଡ଼ିଲି ଷ୍ଟେଟ୍, ହୁଁ ଯେଉଁଟାରେ କ'ଣ ହୁଏ ନା ବଡ଼ି ଗୋଟେ ସର୍ଭାଇଭାଲ୍ ମୋଡ଼୍ରେ ଷ୍ଟକ୍ ହେଇଯାଏ। ହୁଁ ତ ସର୍ଭାଇଭାଲ୍ ମୋଡ଼୍ ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେଉଛି। ଯେମିତି ଆପଣ ରାସ୍ତାରେ ଯାଉଛନ୍ତି, ହୁଁ ଗୋଟେ ସାପ ଦେଖିଲେ, ହୁଁ ସାପ ଦେଖିଲେ ଆପଣଙ୍କୁ ଡର ଲାଗିଲା, ହୁଁ ନହେଲେ ଆପଣ ସଡନ୍ଲି କ'ଣ ହେବ, ଛାତି ଧକ୍ ଧକ୍ ଲାଗିବ, ହୁଁ ନିଶ୍ୱାସ ନେବା କଷ୍ଟ ହେବ, ଆପଣ ହୁଁ ଜାଣିପାରିବେନି, ପାଟି ବାଟି ଶୁଖିଯିବ, କ'ଣ କରିବି କ'ଣ ନାହିଁ, ଆପଣ ସେଇଠୁ ସାଙ୍ଗେ ସାଙ୍ଗେ ଦୌଡ଼ିକି ପଳେଇବେ। ହୁଁ ଏଇଟା ଠିକ୍ ଅଛି। ତ ସେଇ ସିଚୁଏସନ୍‌ରେ କ'ଣ, ଆପଣ ଯେତେବେଳେ ସାପଟା ଦେଖିଲେ, ଆପଣ ବଡ଼ିର ଗୋଟେ ସିମ୍ପାଥେଟିକ୍ ନର୍ଭସ୍ ସିଷ୍ଟମ୍ ଅଛି ଯିଏକି ଆକ୍ଟିଭ୍ ହେଲା। ହୁଁ ଆକ୍ଟିଭ୍ ଗୋଟେ ଟ୍ରିଗର୍ ଅଛି, 3ଟା ଜିନିଷ ସେ ଟ୍ରିଗର୍ କଲା, ଫାଇଟ୍, ଫ୍ଲାଇଟ୍ ଆଣ୍ଡ ଫ୍ରାଇଟ୍। ହୁଁ ଫାଇଟ୍ ମାନେ ଯଦି ଆପଣ ସାପ ଆପଣଙ୍କ ପାଖକୁ ପଳେଇ ଆସୁଛି, ଆପଣ ଗୋଟେ ପଥରଟେ ଫୋପାଡ଼ି ଦେଇଥିବେ। ହୁଁ ଫ୍ଲାଇଟ୍ ବୋଲେ ଆପଣ ସେ ଜାଗାରୁ ପଳେଇବେ, ପଳେଇବେ। ହୁଁ ଫ୍ରାଇଟ୍ ମାନେ ଡରିଯିବେ। ହୁଁ ତ ଏକ୍ଜାକ୍ଟ ଏଇ ଟାଇପ୍‌ର ଯେଉଁ ସିମ୍ପାଥେଟିକ୍ ନର୍ଭସ୍ ସିଷ୍ଟମ୍ ଇଏ ରହୁଛି, ଏନ୍ଜାଇଟିରେ ଆମର ସିମ୍ପାଥେଟିକ୍ ନର୍ଭସ୍ ସିଷ୍ଟମ୍‌ଟା ଏମିତି କଣ୍ଟିନ୍ୟୁଅସ୍‌ଲି ଆକ୍ଟିଭ୍ ହେଇ ରହିଯାଏ। ତ ସେଟାକୁ କୁହାଯାଏ
ଆମର କଣ୍ଟିନ୍ୟୁଅସ୍ ଆକ୍ଟିଭେସନ୍ ଅଫ୍ ସିମ୍ପାଥେଟିକ୍ ନର୍ଭସ୍ ସିଷ୍ଟମ୍ ଯାହାଫଳରେ ସେ ପର୍ସନକୁ ଏମିତି ଲାଗେ କି ସେ ସବୁବେଳେ କଣ୍ଟିନ୍ୟୁଅସ୍ ଏନ୍ଜାଇଟି ମାନେ ଯେଉଁ ଛାତି ଦଗ ଦଗ ହେଉଛି ନିଶ୍ୱାସ ନେବାରେ କଷ୍ଟ ହେଉଛି ସେ ଟାଇପ୍ର ପ୍ରୋବ୍ଲେମ୍ ହୁଏ ତ ସେଟାକୁ ଏନ୍ଜାଇଟି କୁହାଯାଏ। ତ ସ୍ୟାଡନେସ୍ ଯେମିତି ମ୍ୟାଡ଼ାମ୍ କହିଲି ଏଇଟା ଗୋଟେ ଷ୍ଟେଟ୍ ଅଫ୍ ମାଇଣ୍ଡ ଦ୍ୟାଟ୍ ଇଜ୍ ମୋମେଣ୍ଟାରିଲି ଇଟ୍ କ୍ୟାନ୍ ଚେଞ୍ଜ ଡିପେଣ୍ଡିଂ ଅନ୍ ଦ ସରାଉଣ୍ଡିଂ ଷ୍ଟିମୁଲସ୍। ଗ୍ରିଫ୍ ସ୍ପେଶିଆଲି କିଏ ରିଲେଟିଭ୍ ୟା ନିଜର କିଛି ଅଛନ୍ତି ଯେଉଁମାନେ ପାସ୍ ବି ହେଇଯାଉଛନ୍ତି ଗ୍ରିଫ୍ରେ ମୋଷ୍ଟଲି ଯେଉଁ ସ୍ୟାଡନେସ୍ଟା ଥାଏ ସେଇଟା ୱେଭ୍ରେ ଆସେ ଆଉ ଗିଲ୍ଟଟା ସେଲ୍ଫ ସେଣ୍ଟର୍ଡ ଗିଲ୍ଟ ରହେ। ଡିପ୍ରେସନ୍ ଯେମିତି ପ୍ରୋଲଙ୍ଗଡ ରହେ ସ୍ୟାଡନେସ୍ ଆଉ ଅଲଗା ଯେମିତି ଡେ ଟୁ ଡେ ଲାଇଫ୍ ପୁରା ହାମ୍ପର ହେଇଯାଏ। ଏନ୍ଜାଇଟିରେ ଏଇ ଟାଇପ୍ର ସିମ୍ପାଥେଟିକ୍ ଓଭର ଆକ୍ଟିଭିଟି ରହେ ଯେଉଁଟାକି ପେସେଣ୍ଟ କଣ୍ଟିନ୍ୟୁଅସଲି ଗୋଟେ ଫ୍ଲାଇଟ୍ ଅର୍ ଫ୍ଲାଇଟ୍ ମୋଡ଼୍ରେ ରହିଥାଏ। ସାର୍ ଆଙ୍ଗ୍ଜାଇଟିଟା ମୁଁ ଆଉ ଟିକେ ଇଲାବୋରେଟିଭ୍ ୱେରେ ବୁଝିବାକୁ ଚାହିଁବି। ଆଙ୍ଗ୍ଜାଇଟି ଯଦି କୌଣସି ଘଟଣା ପୂର୍ବରୁ ସମସ୍ତ ମଣିଷଙ୍କ ଭିତରେ ଟିକେ ନା ଟିକେ ଆଙ୍ଗ୍ଜାଇଟି ଥାଏ, କାହାର ଟିକେ ଅଧିକ କାହାର ଟିକେ କମ୍। ଯଦି ମୋର ଗୋଟେ ଇଣ୍ଟରଭ୍ୟୁ ଅଛି ମୋର ଟିକେ ଆଙ୍ଗ୍ଜାଇଟି ଲେଭେଲ୍ ରହିବ। ସାର୍ ଆମେ କେତେବେଳେ ଜାଣିବା ମୋର ଆଙ୍ଗ୍ଜାଇଟି ବହୁତ ଅଧିକ ରହୁଛି ଆଉ ମୋତେ ଡକ୍ଟର ଦେଖେଇବା ନିହାତି ଦରକାର? ମ୍ୟାଡ଼ାମ୍ ଦେଖନ୍ତୁ କିଛି ଆମାଉଣ୍ଟ ଅଫ୍ ଏନ୍ଜାଇଟି ଇଜ୍ ଅଲୱେଜ୍ ଗୁଡ୍, ସମ୍ ଆମାଉଣ୍ଟ ଅଫ୍ ଏନ୍ଜାଇଟି ଇଜ୍ ଅଲୱେଜ୍ ଗୁଡ୍। କାହିଁକି ଲେଟ୍ସ ସେ ମୋର କିଛି ଗୋଟେ ପ୍ରୋଜେକ୍ଟ ଅଛି ସେଇଟାକୁ ନେଇକି ମୋତେ ଟିକେ ଏନ୍ଜାଇଟି ଆସୁଛି କାହିଁକି ନା ମୁଁ ଠିକ୍ସେ କରିପାରିବି ନା ନାହିଁ। ଓକେ, ତ ମୁଁ କ'ଣ କରୁଛି ସେ ଏନ୍ଜାଇଟିଟାକୁ ଦୂର କରିବା ପାଇଁ ମୁଁ କ'ଣ କରୁଛି ଅଧିକା ଟିକେ ପଢ଼ୁଛି, ମୁଁ ଅଧିକା ଟିକେ ବେଟର୍ ପ୍ରିପେୟାର କରୁଛି ସୋ ଦ୍ୟାଟ୍ ମୁଁ ଜାଣିଛି କି ହଁ ଏଇ ଜିନିଷଟା ମୁଁ ବେଟର୍ ୱେରେ କହିପାରିବି ତାପରେ ମୁଁ ଏନ୍ଜାଇଟି ପଢ଼ଉଛି। ଠିକ୍ ଅଛି, ତ ସମ୍ ଆମାଉଣ୍ଟ ଅଫ୍ ଏନ୍ଜାଇଟି ଇଜ୍ ଅଲୱେଜ୍ ଗୁଡ୍। ବଟ୍ ଯେଉଁ ସମୟରେ ଏନ୍ଜାଇଟିଟା ବଢ଼ିଲା କଣ୍ଟିନ୍ୟୁଅସଲି ବଢ଼ି ଚାଲୁଛି ଯେମିତିକି ମୋତେ ମୋର ଅଛି କାଲି ପ୍ରୋଜେକ୍ଟ ମୁଁ ଜାଣିଛି ମୁଁ ପଢ଼ାପଢ଼ି କରୁଛି ତଥାପି ମୋତେ ଟେନସନ୍ ହେଉଛି। ମୁଁ ସେଇ ଭାବିଦେଲେ ସେ ପ୍ରୋଜେକ୍ଟ କଥା ଭାବିଦେଲେ ପ୍ରେଜେଣ୍ଟେସନ୍ କଥା ଭାବିଦେଲେ ମୋ ଛାତି ଦଗ 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 ହେଇ ଲାଗୁଛି, କଣ୍ଟିନ୍ୟୁଅସଲି ଏମିତି ହେଉଛି, ଦେହ ହାତ ଝାଳ ହେଇଯାଉଛି ପୁରା। ତ ସେ ଟାଇମ୍ରେ ଯେତେବେଳେ କଣ୍ଟିନ୍ୟୁଅସଲି ଏମିତି ରହୁଛି ଦେନ୍ ଦ୍ୟାଟ୍ ଇଜ୍ ଏ ପ୍ରୋବ୍ଲେମ୍। ସାର୍ ଆଉ ଗୋଟେ ଜିନିଷ ଆମେ ସୋସାଇଟିରେ ମୁଁ ଲକ୍ଷ୍ୟ କରିଛି, ଆପଣ ବି ଲକ୍ଷ୍ୟ କରିଥିବେ ହୁଏତ, ଆମ ମା ମାନେ ଯଦି ଟିକେ ଶୋଇଥିବେ ଆମେ ତାକୁ ଡାକିଦେବା ମା, ସେ ହଠାତ୍ ଉଠିବେ, ଗୋଟେ ହାଇ ଆଲର୍ଟ ମୋଡ଼୍ରେ ସେମାନେ ରୁହନ୍ତି। ସାର୍ ଏଇଟା ଗୋଟେ କ'ଣ କିଛି ସାଇକାଟ୍ରିକ୍ ପ୍ରୋବ୍ଲେମ୍ କି? ଏଟା ନୁହଁ, ଏଟା ନର୍ମାଲ ଜିନିଷ। ଯେତେବେଳେ ଆମେ ସ୍ଲିପ୍ରେ ଥାଉ ନା, ଡିପ୍ ସ୍ଲିପ୍ରେ ଥାଉ ତ ଇଟ୍ ଇଜ୍ କାଇଣ୍ଡ ଆମ ସିଷ୍ଟମ୍ ସଟ୍ଡାଉନ୍ ହେଇଯାଇଥାଏ। ଠିକ୍ ଅଛି, ଯେତେବେଳେ ଆମେ ସଡନ୍ଲି ତାଙ୍କୁ ଜର୍କ ଦେଇକି ଉଠେଇଦେବା ଲାଇକ୍ ଇଟ୍ସ ପ୍ରିଟି କିନ୍ତୁ ଟିକେ ସେଟା ୱିମେନ୍ଙ୍କ ଭିତରେ ଟିକେ ଅଧିକ ଦେଖାଯାଏ ସବୁବେଳେ, ଗୋଟେ ହାଇ ଆଲର୍ଟ ମୋଡ଼୍ରେ ସେମାନେ ରୁହନ୍ତି। ତ ଅବଭିୟସଲି ଓମେନ୍ ମାନେ ଯେହେତୁ ମା ମାନେ ସେମାନେ ଦେ ଅଲୱେଜ୍ କାଇଣ୍ଡ ଅଫ୍ ଲାଇକ୍ ଦେ ଟେନ୍ ଟୁ ଏପ୍ରିହେଣ୍ଡ, ଯେମିତିକି ତାଙ୍କ ମନରେ ଥାଏ ନା ମୋ ପିଲାମାନେ ଭଲ ରହନ୍ତୁ, ସମସ୍ତେ ଠିକ୍ସେ ରହନ୍ତୁ, ସମସ୍ତେ ଠିକ୍ରେ ରହିଥାନ୍ତୁ। ତ ତାଙ୍କ ଯେଉଁଠି ଥିଲେ ବି ତାଙ୍କ ମନ ଭିତରେ ସବକନସିୟସଲି ସେଇଟା ଚାଲିଥାଏ କି ସମସ୍ତେ ଭଲରେ ଥାନ୍ତୁ। ଏମିତି ଗୋଟେ ସଡନ୍ ହେଇଗଲେ ତାଙ୍କୁ ଲାଗେ କାଳେ କ'ଣ ହେଇଗଲା କି, ଏଇଟା ଗୋଟେ ଆସେ, ସେ ଟାଇପ୍ର ଟିକେ ପାନିକ୍ ହେଇଯାଆନ୍ତି। ବଟ୍ ଦ୍ୟାଟ୍ ଇଜ୍ ଏ ନର୍ମାଲ ଥିଙ୍ଗ। ଓକେ ସାର୍। ସାର୍ ଆମେ ଡିପ୍ରେସନ୍ ଜାଣିଲେ, ଆଙ୍ଗ୍ଜାଇଟି ଜାଣିଲେ, ସାଡନେସ୍ ଜାଣିଲେ, ଗ୍ରିଫ୍ ଜାଣିଲେ, ଆଉ ଗୋଟେ ସାର୍ ମେଜର କଣ୍ଡିସନ୍ ହେଉଛି ପାନିକ୍ ଆଟାକ୍। ସାର୍ ବହୁତ ଲୋକ ପାନିକ୍ ଆଟାକ୍ ଆସିଲେ ଭାବନ୍ତି ହାର୍ଟ ଆଟାକ୍, ସେମାନେ ଜାଣି ବି ପାରନ୍ତିନି କି ଏଇଟା ପାନିକ୍ ଆଟାକ୍ ବୋଲି, ଆଉ ସେଇଟା ବାରମ୍ବାର ବି ଆସେ। ସାର୍ ପାନିକ୍ ଆଟାକ୍ଟା ଆକ୍ଚୁଆଲି କ'ଣ, କେମିତି ଆମେ ଜାଣିବା ଏଇଟା ପାନିକ୍ ଆଟାକ୍ ବୋଲି? ପାନିକ୍ ଆଟାକ୍ ଗୋଟେ ହେଉଛି ଏକ୍ସଟ୍ରିମ୍ ଫର୍ମ ଅଫ୍ ଏନ୍ଜାଇଟି। ଏଇଟା ଏନ୍ଜାଇଟିଟା ଏତେ ଜୋର ବଢ଼ିଯିବ ସଡନ୍ଲି ୱିଥାଉଟ୍ ଏନି ଟ୍ରିଗର। ଏମିତି ନାହିଁ କିଛି ଟ୍ରିଗର ଅଛି, କିଛି ନାହିଁ, ଆପଣ ବସିଥିବେ ସଡନ୍ଲି ଆସିଯିବ। ତ ଆସିଯିବ ସଡନ୍ଲି କ'ଣ ଏତେ ଜୋର ଛାତି ଦଗ 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 କରିବା ଲାଗିବ, ନିଶ୍ୱାସ ନେବାରେ କଷ୍ଟ ହୁଏ। ତାଙ୍କୁ ଲାଗେ ସାର୍ ମୁଁ ନିଶ୍ୱାସ ଜମା ନେଇପାରିଲିନି, ମୋତେ ଲାଗିଲା ଏଇଠି ଆକା ମୁଁ ରହିଯିବ, ମୁଁ ଏଠି ମରିଗଲି। ଏଇଟା ମାନେ ସଡନ୍ ସେନ୍ସ ଅଫ୍ ଗୋଟେ ଇମ୍ପେଣ୍ଡିଂ ଡୁମ୍, ମାନେ ଏବେ ମରିଯିବି ହେଇକି ଏତେ ତାଙ୍କୁ ଲାଗିବ ମୋର ହାର୍ଟ ଆଟାକ୍ ହେଇଗଲା। ସେ ସାଙ୍ଗେ ସାଙ୍ଗେ ଚାଲିବେ ଏମର୍ଜେନ୍ସିରେ, ସେଠି ଇସିଜି ଇକୋ ସବୁ କରିବେ, କାର୍ଡ଼ିଓଲୋଜିଷ୍ଟ ଦେଖିବେ, ସବୁ ଆସିବ ନର୍ମାଲ। ତ ସେ ସିଚୁଏସନଟାରେ ଯେଉଁଟାକି ବଡ଼ି ଗୋଟେ ଏକ୍ସଟ୍ରିମ୍ ଏନ୍ଜାଇଟି ୱେରେ ରିଆକ୍ଟ କରେ ସେଟାକୁ ପାନିକ୍ ଆଟାକ୍ କୁହାଯାଏ। ତାମାନେ ସାର୍ ପାନିକ୍ ଆଟାକ୍ ଗୋଟେ ଏକ୍ସଟ୍ରିମ୍ କଣ୍ଡିସନ୍, ତା ପୂର୍ବରୁ ମେଡ଼ିକାଲ ଆଟେନସନ୍ ଦରକାର ଥିଲା, ଆମେ କିନ୍ତୁ ତାକୁ ଆଟେନସନ୍ ଦେଇନାହାନ୍ତି, ସେଥିପାଇଁ ପାନିକ୍ ଆଟାକ୍ ଆସୁଛି। ସାର୍ ପାନିକ୍ ଆଟାକ୍ ଆଉ ହାର୍ଟ ଆଟାକ୍ ଭିତରେ କ'ଣ ମେଜର ଡିଫରେନ୍ସ ଥାଏ? ସୋ ପାନିକ୍ ଆଟାକ୍ ଆଣ୍ଡ ହାର୍ଟ ଆଟାକ୍ ଭିତରେ ତ ଗୁଡ଼ାଏ ଡିଫରେନ୍ସ ଅଛି। ଜିନିଷ ହେଉଛି ହାର୍ଟ ଆଟାକ୍ଟା ମ୍ୟାଡ଼ାମ୍ ଲାଇଫ୍ ଥ୍ରେଟନିଂ। ହାର୍ଟ ଆଟାକ୍ ଆସିଲା ମାନେ ଦି ଇଜ୍ ଏ ଚାନ୍ସ ଦ୍ୟାଟ୍ ଦ ପର୍ସନ୍ ୱିଲ୍ ଡାଏ। ସେଟା ଆଉ ଟୁ ବି ଅନେଷ୍ଟ ଗୋଟେ ନର୍ମାଲ ଲେମେନ୍ ମାନେ ନର୍ମାଲ ଲୋକକୁ ପାନିକ୍ ଆଟାକ୍ ଆଉ ହାର୍ଟ ଆଟାକ୍ ଭିତରେ ଡିଫରେନ୍ସିଏଟ୍ କରିବାଟା ଅଲମୋଷ୍ଟ ଇମ୍ପସିବଲ୍।
ଇମ୍ପସିବଲ୍ ୟେସ୍ ସେ ଏତେ ସିମିଲାର ଥାଏ ୟେସ୍ ଇଟ୍ସ କମ୍ପ୍ଲିଟଲି ଅଲମୋଷ୍ଟ କମ୍ପ୍ଲିଟଲି ସିମିଲାର ଗୋଟେ ନର୍ମାଲ ଲୋକ କରିପାରିବନି ତ ସେଥିପାଇଁ ଆମେ ୟୁଜୁଆଲି ଯଦି ସେମିତି ଲାଗିଲା ଇଟ୍ସ ଏ ଗୁଡ୍ ଥିଙ୍ଗ ଦ୍ୟାଟ୍ ଦେ ଗୋ ଟୁ ଏମର୍ଜେନ୍ସି ଯଦି ହାର୍ଟ ଆଟାକ୍ ହେଇଥିବ ଠିକ୍ ଅଛି ଆମେ ଜାଣିପାରିବୁ ତାଙ୍କର ସିମ୍ପଟମ୍ ଦେଖେ କାହିଁକିନା ଆସୋସିଏଟେଡ୍ ସିମ୍ପଟମ୍ ଥାଏ ଯେମିତି ଏନ୍ଜାଇଟିର ବଟ୍ ହାର୍ଟ ଆଟାକ୍ରେ ବି କିଛି କିଛି ସିମ୍ପଟମ୍ ଥାଏ ଯେମିତି ଝାଳ ବାହାରିବା ଠିକ୍ ଅଛି ହାତ ଗୋଡ଼ ପେନ୍ ହେବା ହାତ ଗୋଡ଼ ଟିକେ ମାନେ ଟ୍ରେମର୍ସ ହେବା ହାର୍ଟ ଆଟାକ୍ରେ ବି ସେଇଟା ହୁଏ ତ ନର୍ମାଲ ଲୋକ ପାଇଁ ଏଇଟା ଡିଫରେନ୍ସିଏଟ୍ କରିବା ବହୁତ ଡିଫିକଲ୍ଟ ସୋ ଯଦି ବି କିଏ କେବେ ସେମିତି ଫିଲ୍ କରୁଛନ୍ତି ଇଟ୍ସ ବେଟର୍ ଟୁ ଗୋ ଟୁ ଏମର୍ଜେନ୍ସି ଅର୍ ବେଟର୍ ଟୁ ଗୋ ଟୁ ସି ଏ ଡକ୍ଟର ସୋ ଦ୍ୟାଟ୍ ସେମାନେ ଆଇଡେଣ୍ଟିଫାଇ କରିପାରିବେ ଓକେ ଏଇଟା ହାର୍ଟ ଆଟାକ୍ ନାହିଁ ଏଇଟା ପାନିକ୍ ଆଟାକ୍ ଏଇଟା ପାନିକ୍ ଆଟାକ୍ ନାହିଁ ଏଇଟା ହାର୍ଟ ଆଟାକ୍ ଓକେ ସାର୍ ଯାହାର ଏମିତି କଣ୍ଡିସନ୍ ହେଉଛି ସେ ଏମର୍ଜେନ୍ସିକୁ ଯାଉଛନ୍ତି ଏମର୍ଜେନ୍ସି ଯେମିତି ଆପଣ କହିଲେ ଇସିଜି ଇକୋ କଲା ପରେ ତାଙ୍କୁ ଲାଗୁଛି ଏଇଟା ନର୍ମାଲ ୟେସ୍ କିନ୍ତୁ ସାର୍ ବାରମ୍ବାର ପାନିକ୍ ଆଟାକ୍ ପରେ ବି ଯଦି ଜଣେ ସାଇକେଟ୍ରିକ୍ ଡକ୍ଟରଙ୍କୁ ନ ଦେଖାଉଛନ୍ତି ତାପରେ ର କଣ୍ଡିସନ୍ କ'ଣ ହୁଏ ଗୋଟେ ମଣିଷର ତ ମ୍ୟାଡ଼ାମ୍ ସେଇଟା ତ ଗୋଟେ ଅସୁବିଧା ନା ଯେଉଁଟାକି ଆମେ ପାନିକ୍ ଡିଜର୍ଡର କହୁ ମଲ୍ଟିପୁଲ୍ ପାନିକ୍ ଆଟାକ୍ ଆସୁଛି ଜଣଙ୍କୁ ପ୍ରତିଦିନ ଆସୁଛି ବଟ୍ ଫିର୍ ବି ସେ ନେଇକିରି ସାଇକିଆଟ୍ରିକ୍ ହେଲ୍ପ ନେଉନାହାନ୍ତି ତ ଏଇଦର ମାଇଟ୍ ବି ବିକଜ୍ ଅଫ୍ ଷ୍ଟିଗ୍ମା ଅର୍ ତାଙ୍କର କିଛି ଗୋଟେ ଫଲ୍ସ ବିଲିଭ୍ ଥାଇପାରେ ଏମିତି ଗଲେ ଡକ୍ଟର ମେଡ଼ିସିନ୍ ଦେଇଦେବେ ଭଲ ହେବନି କ'ଣ କରିଦେବେ ଶୁଆଇକି ରଖିବେ ଯେଉଁଟାକି ଆମର ଗୁଡ଼ାଏ ଭୁଲ ବିଶ୍ୱାସ ଚାଲି ଆସିଅଛି ତ ହେଇଥାଇପାରେ ସେଇଟା ବଟ୍ କଣ୍ଟିନ୍ୟୁଅସଲି ପାନିକ୍ ଆଟାକ୍ ହେବାଟା ପାନିକ୍ ଡିଜର୍ଡରଟା ଯେଉଁଟା ତ ଇଟ୍ସ ବେଟର୍ ଟୁ ସିକ୍ ସାଇକେଟ୍ରିକ୍ ହେଲ୍ପ କାହିଁକିନା ସେଇଟା ତ ଲାଇଫ୍ଟା ପୁରା ଚେଞ୍ଜ କରିଦିଏ ନା ସବୁବେଳେ ଭିଜିଲାଣ୍ଟ ହେଇ ରହୁଥିବେ ସବୁବେଳେ କେତେବେଳେ ପଳେଇ ଆସିବ ମାନେ ପାନିକ୍ ଆଟାକ୍ରେ ଏମିତି ହୁଏ ନା ଗୋଟେ ଆଣ୍ଟିସିପେଟୋରୀ ଏନ୍ଜାଇଟି ରହେ ଆଣ୍ଟିସିପେଟୋରୀ ଏନ୍ଜାଇଟି କ'ଣ ନା ତାଙ୍କେ ସେଇଟା ଆଣ୍ଟିସିପେଟ୍ କରୁଥିବେ ମୁଁ ଯାଉଛି ବାହାରୁ କାଳେ ସେଇଟା ଆସିବନି ତ ମୁଁ ନିଜେ ବସ୍ରେ ଯାଉଛି କାଳେ ସେଇ ଆଟାକ୍ଟା ଆସିଯିବନି ତ ଏମିତି ଆଣ୍ଟିସିପେଟ୍ କରୁଥିବେ ତ ଆଣ୍ଟିସିପେଟ୍ କରି 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 କଣ୍ଟିନ୍ୟୁସ୍ ଏନ୍ଜାଇଟିସ୍ ରହୁଥିବେ ସଡନ୍ଲି କେତେବେଳେ ଗୋଟେ ଆସିଯିବ ତ ଇଟ୍ସ ବେଟର୍ ଟୁ ସିକ୍ ଟ୍ରିଟମେଣ୍ଟ ଫର୍ ଦ୍ୟାଟ୍ ଓକେ ସାର୍ ଆଉ ଦୁଇଟି ଜିନିଷ ମୁଁ ଶୁଣିଛି ଗୋଟେ ହେଉଛନ୍ତି ସାଇକେଟ୍ରିକ୍ ଡକ୍ଟର ଆପଣ ଆଉ ଜଣେ ହେଲେ ସାଇକୋଲୋଜିଷ୍ଟ ତା ଭିତରେ କ'ଣ ମେଜର ଡିଫରେନ୍ସ ଓକେ ମ୍ୟାଡ଼ାମ୍ ସାଇକିଆଟ୍ରିଷ୍ଟ ଆଣ୍ଡ ସାଇକୋଲୋଜିଷ୍ଟ ସାଇକିଆଟ୍ରିଷ୍ଟ ଆର୍ ଡକ୍ଟର୍ସ ଇନ୍ ଦ ସେନ୍ସ କି ସେମାନେ MBBS କରୁଛନ୍ତି ତାପରେ MD କରୁଛନ୍ତି ଠିକ୍ ଅଛି MD ମାନେ ହେଉଛି ଗୋଟେ ପୋଷ୍ଟ ଗ୍ରାଜୁଏସନ୍ ଇନ୍ ସାଇକିଆଟ୍ରି MD ଅର୍ DPM ଅର୍ DNB ଇନ୍ ସାଇକିଆଟ୍ରି ଦ୍ୟାଟ୍ ଇଜ୍ ଦ ପୋଷ୍ଟ ଗ୍ରାଜୁଏସନ୍ ଡିଗ୍ରୀ ଆଉ ସେମାନେ କ'ଣ କରନ୍ତି ସେମାନେ ପେସେଣ୍ଟ ଆସିଲେ ତାଙ୍କୁ ସେମାନେ ଇଭାଲୁଏଟ୍ କରିପାରିବେ ଏକ ଦୁଇ ହେଉଛି ସେମାନେ ଟ୍ରିଟମେଣ୍ଟ ଷ୍ଟାର୍ଟ କରିପାରିବେ ଯେମିତିକି ମେଡ଼ିକେସନ୍ସ ବଗେରା ଠିକ୍ ଅଛି 3 ନମ୍ବର କି ସେମାନେ ଥେରାପି ବି କରିପାରିବେ ଓକେ ଠିକ୍ ଅଛି ସେମାନେ ଯଦି ସେମାନେ ଟ୍ରେଣ୍ଡ ହେଇକି ଆସିଛନ୍ତି ତାଙ୍କ ଇନଷ୍ଟିଚ୍ୟୁଟ୍ରୁ ସେମାନେ ଥେରାପି ବି କରିପାରିବେ ତା ସହିତ ଅଛନ୍ତି ସେମାନେ ECT ବଗେରା ଅଛି ବିଭିନ୍ନ ପ୍ରକାର ବାୟୋଲୋଜିକାଲ ଟ୍ରିଟମେଣ୍ଟ କହୁ ଆମେ ECT ଇଲେକ୍ଟ୍ରୋ କନଭଲସନ୍ ଥେରାପି ସେଟା ସେମାନେ ଆପ୍ଲାଏ କରିପାରିବେ ତ ଏଇଟା ହେଉଛି ସାଇକିଆଟ୍ରିଷ୍ଟର ସାଇକୋଲୋଜିଷ୍ଟ ମ୍ୟାଡ଼ାମ୍ ସେମାନେ ହେଉଛନ୍ତି କ୍ଲିନିକାଲ ସାଇକୋଲୋଜି ବ୍ୟାକଗ୍ରାଉଣ୍ଡ ସେମାନେ MPhil MSc କରନ୍ତି ତାପରେ MPhil ତାପରେ ଯେଉଁମାନଙ୍କ ଟିକେ ଅଧିକା ଇଚ୍ଛା ଥାଏ ଆଗକୁ ବଢ଼ିବା ସେମାନେ PhD କରନ୍ତି ତ ସେମାନେ ମୋଷ୍ଟଲି ଥେରାପି କରନ୍ତି ଥେରାପି ରିଲେଟେଡ୍ ବିଭିନ୍ନ ଟାଇପ୍ର ଭେରିୟସ୍ ଥେରାପି ଅଛି ଗୁଡ଼ାଏ ଥେରାପି ଅଛି ଯେଉଁଟାକି ମୋଷ୍ଟଲି ସେମାନେ ଥେରାପି ରିଲେଟେଡ୍ ଫୋକସ୍ କରନ୍ତି ସେମାନେ ପେସେଣ୍ଟକୁ ଖାଲି ମାନେ ଟ୍ରିଟ୍ କରିବା ପାଇଁ ଆଡ଼ମିସନ୍ କରିବାଟା କରିପାରିବେନି ECT ବଗେରା ଦେଇପାରିବେନି ସେମାନେ ଆଉ ମେଡ଼ିସିନ୍ ବଗେରା ତ ସେମାନେ ଦେଇପାରିବେନି ବଟ୍ ଦେ ଡୁ ଭେରିୟସ୍ କାଇଣ୍ଡସ୍ ଅଫ୍ ଥେରାପିସ୍ ଓକେ ସାର୍ ସାଇକୋଲୋଜିଷ୍ଟ ମେନଲି ଥେରାପି ଦିଅନ୍ତି ଆଉ ଡକ୍ଟର୍ସ ମେନଲି ମେଡ଼ିକେସନ୍ ଉପରେ ମେଡ଼ିକେସନ୍ସ ହିଁ ଦିଅନ୍ତି ସାର୍ ମେଡ଼ିକେସନ୍କୁ ନେଇକି ମିସକନସେପସନ୍ କନସେପସନ୍ ଆପଣ କହିବେ କି ବହୁତ ଲୋକ ଭାବନ୍ତି କି ଆମେ ଯଦି ସାଇକେଟ୍ରିକ୍ ମେଡ଼ିସିନ୍ସ ନେଉଛୁ ତାର ବହୁତ ଅଧିକ ସାଇଡ଼୍ ଇଫେକ୍ଟସ୍ ଯଦି ଆମେ ଦେଖିବା ଫାର୍ମାସିରେ ବି ବହୁତ ସହଜରେ ମିଳେନି ଆମକୁ ଗୋଟେ କ୍ୟାନ୍ସରର ଯଦି ଡକ୍ଟର କିଛି ଲେଖିଥିବେ ଅଙ୍କୋଲୋଜିଷ୍ଟ ଆମକୁ ମେଡ଼ିସିନ୍ ସହଜରେ ମିଳିଯାଏ ବିନା ପ୍ରେସ୍କ୍ରିପ୍ସନ୍ରେ କିନ୍ତୁ ମେଣ୍ଟାଲ୍ ଡିସଅର୍ଡ଼ରର ବା ସାଇକେଟ୍ରିକ୍ ପ୍ରବ୍ଲେମ୍ର ମେଡ଼ିସିନ୍ ଆମକୁ ବିନା ପ୍ରେସ୍କ୍ରିପ୍ସନ୍ରେ ଦିଆଯାଏନି ସତରେ ସେଇଟା ବହୁତ ହାର୍ମଫୁଲ୍ କି ସାଇଡ଼୍ ଇଫେକ୍ଟସ୍ ବହୁତ ଅଧିକ ଥାଏ କି ମ୍ୟାଡ଼ାମ୍ ଟୁ ବି ଅନେଷ୍ଟ ସାଇଡ଼୍ ଇଫେକ୍ଟ ସବୁ ଜିନିଷର ଅଛି ରାଇଟ୍ ଇଭେନ୍ ପାରାସିଟାମଲ୍ ସାଇଡ଼୍ ଇଫେକ୍ଟସ୍ ତ ମୁଁ କହିପାରିବିନି କି ମେଡ଼ିସିନ୍ର ସାଇଡ଼୍ ଇଫେକ୍ଟ ନାହିଁ ଓକେ ବଟ୍ ଏମିତି ବି ସାଇଡ଼୍ ଇଫେକ୍ଟ ନାହିଁ ଯେଉଁଟାକି ପେସେଣ୍ଟମାନେ ଏତେ ଡରନ୍ତି କିଛି କିଛି ମେଡ଼ିସିନ୍ ଅଛି ଯେଉଁଟାର ସାଇଡ଼୍ ଇଫେକ୍ଟ ଆମେ ଆଗରୁ ହିଁ କହିଦେଉ ଯେମିତି ଗୋଟେ କ୍ଲୋଜାପିନ୍ ଅଲାଞ୍ଜାପିନ୍ କିଛି କିଛି ମେଡ଼ିସିନ୍ ଆମେ କହିଦେଉ କି ହଁ ଏ ମେଡ଼ିସିନ୍ ଖାଇଲେ ତୁମର ଟିକେ ଓଜନ ବଢ଼ିବାର ଚାନ୍ସ ରହୁଛି ଠିକ୍ ଅଛି ବଟ୍ ଏମିତି ନାହିଁ କି ସବୁ ମେଡ଼ିସିନ୍ର ସେ ଟାଇପ୍ର ସାଇଡ଼୍ ଇଫେକ୍ଟ ଠିକ୍ ଅଛି ଆଉ କିଛି ପେସେଣ୍ଟ ଭାବନ୍ତି କି ମେଡ଼ିସିନ୍ରେ ସବୁବେଳେ ନିଦ ଆସିବ ବଟ୍ ସେମିତି ନୁହଁ କିଛି ମେଡ଼ିସିନ୍ ଅଛି ଯେଉଁଟା ନିଦ ପାଇଁ ଆମେ ୟୁଜ୍ କରୁ ସେଟାରେ ହିଁ ନିଦ ଆସିବ ସବୁ ମେଡ଼ିସିନ୍ ନିଦ ଆସେନି
ठीक अच्छे तो साइड इफेक्ट रिलेटेड जो ये अच्छे गोटे मिसकनसेप्शन अच्छी आउ जो फार्मासी दौना से माने भावती ना कौन साइकेट्रिक मेडिकेशंस मोस्टली पीपल लोक नहीं एब्यूज करती जमीक आम बेंजोडाइजिपिन हो जमीक आमर ये टाइप जो निद निद मेडिसिन जो कहते नहीं कि से शोयापाई यूज करेंगे तो यूजुअली से भावती साइकेट्रिक मेडिकेशन जहाँ कंट्रोल्ड मेडिसिन तो आम बिना प्रेस्क्रिप्शन दबाटा कि प्रेस्क्रिप्शन ऑनलाइन प्रेस्क्रिप्शन दबाटा डिफिकल्ट काले पेसेंट किए एब्यूज कर काले किसी असुविधा हम आसीज से यूजुअली डिस्पेंस करते सर आउ गोटे जिन आप कहले निद मेडिसिन सर टिके एज है ओल्ड एज रे निद टिके कमी जाए नॉर्मली लोकंकर कमी जाए और से मेडिसिन खाइबा स्टार्ट कर दियंती आम समस्त शुणु कि निद मेडिसिन इज हार्मफुल किंतु बिना डॉक्टर प्रेस्क्राइब रे बिना डॉक्टर प्रेस्क्रिप्शन ने निद मेडिसिन तार कौन साइड इफेक्ट्स रहे मैडम साइड इफेक्ट्स देखा गले माने साइड इफेक्ट्स एमती किसी रहे ठीक अच्छे निद मेडिसिन तो निद कराए मेन प्रोब्लेम है कि सेटा डिपेंडेंस हो जाए अच्छा डिपेंडेंस हो जाए माने आज मैंने उदाहरण दूचे आज जड़े 0.5 मिलीग्राम खाई शोई पार्टी से 0.5 मिलीग्राम 2-4 मास 6 मास खाईदेला 0.5 मिलीग्राम कम देवनी ताकू 1 मिलीग्राम खाया पड़ो 1 मिलीग्राम 4 मास खाला कम देव 2 मिलीग्राम खाया पड़ो 2 मास पर 4 मिलीग्राम करा पड़ो तो एमती कर धीरे 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 डिपेंडेंसटा बढ़ी बढ़ी जीव जहाँफल हाई डोज हेल्ले कौन हुए ना ओबियसली से ना ब्रेन को सप्रेस कर दिए निद केमी आसे ब्रेन सप्रेस हेल्ले निद आसे तो जिते कंटिन्यूअसली हाई लेवल रो टाइप हाई डोज रे टाइप खाए तो से आमको ब्रेन रो प्रोब्लेम आसे ठीक अच्छे अदरवाइज एटा तो आजिकल गुड़ाए लोक सेमती भी करूँ डॉक्टर लिखी दिए 0.5 डॉक्टर पाक से आसती 2-4 वर्ष पर्यंत से बढ़े 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 4 पर्यंत खाऊँ सेटा गोटे प्रॉब्लम यस सर मैं मेंटल हेल्थ रो साइकेट्रिक प्रॉब्लम रो बहुत कॉमन टर्मिनोलॉजी विषय जानले गोटे ओवरऑल नॉलेज हमर हे गेला सर हम आउ किछटा डिफरेंट एस्पेक्ट रे कथा बा स्टूडेंट को पॉइंट ऑफ व्यू रो टे कथा बा एबे सर एबे जति देखिबा गोटे कॉम्पिटिटिव वर्ल्ड समस्ते गोटे कंपटीशन ने दौड़ुचती आउ ये जो टाइमटा यंग एज रे बहुत पिला डिप्रेशन ने रोचंती आ सी निजे रियलाइज भी करना कि आम डिप्रेशन ने रोचु बोली फास्ट तो मुझे देवी कि कंपटीशन वर्ल्ड रे कॉम्पिटिटिव एग्जाम बहुत गोटे लंबा टाइम पे से रेस रे रोचंती 5 वर्ष 6 वर्ष 7 वर्ष तापरे किछि लोकंकर एमिति भी गोटे कंडीशन में देखिले लोक पागल भी हो जाउछंती छुआ पागल भी हो जाउछंती से कंडीशन आपण केमती एडवाइस करिवे तांका लाइफस्टाइल से माने केमिति मेंटेन करबा दरकार स्टूडेंट मु डिफरेंट टाइप रो कहबे ठीक है जेमिति कि हमर गोटे जाई होची 10th क्लास जाई गोटे टाइप रो स्ट्रेस थाए 10th ରୁ 12 पर गोटे स्ट्रेस थाए तापर प्रोफेशनल लाइफ रे गोटे स्ट्रेस थाए ठीक है तो फर्स्ट लेट्स टॉक अबाउट टिल 10th क्लास ओके ठीक अच्छे तो 10th क्लास जाए पिलांकर जो मेन प्रोब्लेम थाए सेटा गोटे मेन एग्जाम अच्छे 10th तो समस्त इंटरेस्ट थाए कि सेटा जमी आम बेस्ट भल करूँ एक सेटा नहीं एकेडमिक स्ट्रेस रहा एलंग विथ दैट आजिकल कौन हो आप कहले कंपटीशन ठीक अच्छे कंपटीशन कौन से गोटे माने जेहेतु स्कूल कॉलेज बना भी से टाइप करा दि जाइए कि जे टपर हम तार भलसे बोर्ड लगे बड़ बड़ बोर्ड लगे टाइप तो पिला गुड़ाए एक्सपेक्टेशन था निज उपरू कि मुझे करी मु पढ़ी मु टॉप करी गोटे अल्टीमेटम भावी था मु टॉप करी मु टॉप कले ही मत लगे बेस्ट मो घर लोक खुशी हे समस्ते खुशी हे तो निजठू गोटे हाई लेवल एक्सपेक्टेशन रखी था से गोटे असुविधा हुए सेकेंड हूँ के पेरेंट्स को एक्सपेक्टेशन था हाई लेवल रो जमीन कि कार पेरेंट्स सी सब टॉप करी सब 95-99% रखुवे तो सी भी चाहिए कि पुओ कि झील 95-99% रखू तो पेरेंट्स को भी हाई एक्सपेक्टेशन थाए तापर कौन हुए स्पेशली जो आमर कंपटीशन टा आसे जमी कंपेरिजन ठीक अच्छे कंपटीशन मोस्टली कंपेरिजन रू आसे जमी पेरेंट्स कहे देख सी किसी नक सी 97% आनी तू 95% आणलु 2% कम होगा ठीक अच्छे ये टाइप कंपेरिजन टा भी गोटे एफेक्ट करे तो ये सब जाक है बेलू कंपेरिजन तापर पेरेंट्स को एक्सपेक्टेशन निजर हाई एक्सपेक्टेशन सब अल्टीमेटली गोटे न चाहिए गोटे स्ट्रेस आसी जाए ठीक अच्छे तो से स्ट्रेसटा कौन हुए ना जहाँफल कंटिन्यूअसली स्ट्रेस रहा जो पढ़ाई भी मन लगे से चाहूँ पढ़ा बट पढ़ी बसला बेलू आउ
ମନରେ ଆଟେନସନ୍ ରହିବନି, କନସେନ୍ଟ୍ରେସନ୍ ରହିବନି, ସେ ପଢ଼ିପାରିବନି। ତା ମନରେ ସେଇଟା ଆସୁଥିବ ମୁଁ କାଳେ ନ କରିପାରିବି ବୋଲି। ତ ଏଇସବୁ ପ୍ରୋବ୍ଲେମ୍ ହେଇକି କ'ଣ ହୁଏ, ଧୀରେ ଧୀରେ ଆକାଡେମିକ୍ ଡିକ୍ଲାଇନ୍ ହୁଏ। ଠିକ୍ ଅଛି। ଯଦି ଏକାଡେମିକ୍ ଡିକ୍ଲାଇନ୍ ହେଲା, ପଢ଼ାପଢ଼ି ତୋର କମ୍ ମାର୍କ ଆସିଲା, ଇଏ ହେଲା, ତ ଫର୍ଦର କ'ଣ ହୁଏ ନା ସେ ଜିନିଷଟା ବେଶୀ ବଢ଼ିଯାଏ। ମାନେ ଟିକେ ଡିପ୍ରେସନ୍ ଟାଇପ୍ର ଆସିଯାଆନ୍ତି। ତ ୟୁଜୁଆଲି ମୁଁ ଦେଖିଛି ଏମିତି, ମାନେ ମୋ ଷ୍ଟୁଡେଣ୍ଟ ଆସୁଛନ୍ତି ମୋ ପାଖକୁ, ଯେଉଁମାନେ କି 8th କ୍ଲାସ୍ରେ ତାଙ୍କେ ଏକ୍ସପେକ୍ଟ କରୁଥିଲେ 99% ରଖିବେ, ସେମାନେ ରଖିବେ 92% ଆଣ୍ଡ ଦେ ଥିଙ୍କ କି ଏଭ୍ରିଥିଙ୍ଗ ଇଜ୍ ଓଭର। ସେଟା ସେମାନଙ୍କୁ ସେଟା ଆମକୁ ବୁଝାଇବାକୁ ପଡ଼େ କି ଇଟ୍ ଇଜ୍ ଓନ୍ଲି 8th କ୍ଲାସ୍, ଲାଇକ୍ नो ଦେର୍ ମାନେ ଆଗକୁ ତ ଗୁଡ଼ାଏ ଜିନିଷ ଅଛି। ଆଉ ଯେହେତୁ ସେମାନେ ଦେ ଆର୍ ଓଭିୟସଲି ହାଇ ଷ୍ଟାଣ୍ଡାର୍ଡ଼ ପିଲାମାନେ ପଢ଼ାପଢ଼ି କରୁଛନ୍ତି, 95% ଜଣେ ରଖୁଛି, ସେ ଆଜି 92% ରଖିଲା ଡଜଣ୍ଟ ମିନ୍ କି କାଲି ରଖିବନି ସେ 99%। ତ ଆମେ ତାଙ୍କୁ ସେଇଟା ବୁଝାଇବାକୁ ପଡ଼େ କି ଠିକ୍ ଅଛି, ଇଟ୍ ୱାଜ୍ ଜଷ୍ଟ ଏନ୍ ଏକ୍ଜାମ୍। ଆଗକୁ ଏମିତି ଗୁଡ଼ାଏ ଏକ୍ଜାମ୍ ଆସିବ ଯେଉଁଟାକି ତୁମେ ୱେରେ ପଢ଼ାପଢ଼ି କଲେ ତୁମେ ଆଉ ଟିକେ ବେଟର ୱେରେ ଏକ୍ସେଲ୍ କରିପାରିବ। ଇଟ୍ ଇଜ୍ ନଟ୍ ଦ ଏଣ୍ଡ। ତ ସେ ଟାଇପ୍ରେ ଆମକୁ ତାଙ୍କୁ ଟିକେ ବୁଝାଇବାକୁ ପଡ଼େ। ବଟ୍ ଏଇ ଯେଉଁ ରିଲେଟେଡ୍ ଏଇ ଜିନିଷରେ ଆଜିକାଲି ଆମେ ଦେଖୁଛୁ ବହୁତ ବଢ଼ିଯାଇଛି, ଏସ୍ପେସିଆଲି ରିଲେଟେଡ୍ ଟୁ ଦିସ୍ ଡିପ୍ରେସନ୍ ରେଟ୍ ବହୁତ ବଢ଼ିଯାଇଛି। ଏଟା ତ ଆମେ କଥା ହେଲେ 10 କ୍ଲାସ୍ ଭିତରେ, ଯେମିତି ଆମେ 10 to 12 2 ବର୍ଷ 2 ବର୍ଷ ପରେ କ'ଣ ହୁଏ ନା, ଆମର ଗୋଟେ ସୋସାଇଟିରେ ଗୁଡ଼ାଏ ରହିଯାଇଛି, ଏମିତିକି ମେଡ଼ିକାଲ ପଢ଼ିବୁ ନା ଇଞ୍ଜିନିୟରିଂ ପଢ଼ିବୁ, ଦୁଇ ଟାଇପ୍ର ଅଲ୍ଟିମେଟ୍। ତାପରେ ତ ଗୁଡ଼ାଏ ଜିନିଷ ଅଛି, ବଟ୍ କେହି ସେଟାକୁ ଆଉ ବେଶୀ ଧ୍ୟାନ ଦିଅନ୍ତିନି। ତ ପିଲାମାନେ କ'ଣ ନା, ମୁଁ ଇଞ୍ଜିନିୟରିଂ କରିବି, ନହେଲେ ପିଲାମାନେ କହିବେ ମୁଁ ମେଡ଼ିକାଲ, ମୁଁ IITରେ ପଢ଼ିବି, ଜଣେ କହିବେ ନା ମୁଁ ମେଡ଼ିକାଲରେ ପଢ଼ିବି। ତ ସେମାନେ କ'ଣ କରନ୍ତି, ତାଙ୍କ ନିଜ ଭିତରେ ଯଦି ବି ସେମାନେ ନ ଚାହାନ୍ତି, ପ୍ୟାରେଣ୍ଟସ୍ କହିବେ ନା ବାପା ତୁ ମେଡ଼ିକାଲ ପଢ଼େ, ଆମ ଘରେ କେହି ଡକ୍ଟର ନାହାନ୍ତି, ତୁ ଗୋଟେ ଡକ୍ଟରଟେ ବାହାରିବୁ, ଆମ କୂଳର ନାଁ ରଖିବୁ, ଗାଁର ଲୋକ ନାଁ କହିବେ, ବାହା କହିବେ ଲୋକ ସବୁ, ତୁ ଡକ୍ଟର ପଢ଼େ। ଯଦି ବି ପିଲାର ଇଚ୍ଛା ନଥିବ, ତାକୁ କହିବେ ନା ତୁ ଡକ୍ଟର କରେ। ତ ସେଇ ଟାଇପ୍ର କ'ଣ ହୁଏ, ଯେହେତୁ ତାର ଆରମ୍ଭରୁ ହିଁ ଇଚ୍ଛା ନଥାଏ ପଢ଼ିବା ପାଇଁ, ତ ସିଏ କ'ଣ କରେ, ପଢ଼ାପଢ଼ିରେ ଏତେ ତାକୁ ମନ ଲାଗେନି। ହେଇପାରେ କି ସିଏ ସେଇ ଟାଇପ୍ର ର୍ୟାଙ୍କ ସିକ୍ୟୁର କରିପାରେନି, ହେଇପାରେ କି ସିଏ ସେତିକି ଏକ୍ସେଲ୍ କରିପାରେନି ଯେଉଁଟାକି ପ୍ୟାରେଣ୍ଟସ୍ ମାନେ ଚାହୁଁଛନ୍ତି। ବଟ୍ ଥରେ ନହେଲା ପରେ ସେମାନେ ଆଉଥରେ ଟ୍ରାଏ କରନ୍ତି, ପିଲାକୁ ଫୋର୍ସ କରନ୍ତି। ତ ଏମିତି ମଲ୍ଟିପୁଲ୍ ଟାଇମ୍ସ ବି ପିଲାମାନେ ସେଇଟା ଦିଅନ୍ତି କି ଟୁ ଗେଟ୍ ଏନ୍ ର୍ୟାଙ୍କ। ଯେତେବେଳେ ମଲ୍ଟିପୁଲ୍ ଟାଇମ୍ସ ଦେଲା ପରେ ବି ନହେଲା ପରେ ବି ଯଦି ଠିକ୍ ଅଛି ପ୍ୟାରେଣ୍ଟସ୍ ବୁଝିଗଲେ, ନହେଲେ ସିଏ ବି ବୁଝିଗଲା ଠିକ୍ ଅଛି ମୋ ଦ୍ୱାରା ହେଇପାରୁନି, ମୁଁ ଆଉ କିଛି ଚେଞ୍ଜ କରିଦେବି, ଭଲ କଥା। ନହେଲେ ଗୁଡ଼ାଏ ସମୟରେ କ'ଣ ହେଉଛି ଆମେ ଦେଖିଛୁ, ପିଲାମାନେ ଏକ୍ସଟ୍ରିମଲି ଡିପ୍ରେସ୍ ହେଇ ଆସନ୍ତି, ଇଭେନ୍ ସୁଇସାଇଡ଼୍ ଆଟେମ୍ପ୍ଟ କରି ଆସନ୍ତି ଆମ ପାଖକୁ କି ସାର୍ 5 ବର୍ଷ ମୁଁ ଇଏ କରିଦେଲି, ମୋ ଜୀବନଟା ପଳେଇଲା, ମୁଁ କିଛି କରିପାରିଲିନି, ଏବେ ଆଉ କିଛି କରିବାକୁ ନାହିଁ ମୋ ପାଖରେ, କାହିଁକିନା ସେ 5 ବର୍ଷ ତ ପଳେଇଲାଣି ଅଲରେଡ଼ି, ଆଉ ଷ୍ଟାର୍ଟ କରିବି ତ ମୁଁ ଏବେ କେଉଁଠୁ ଷ୍ଟାର୍ଟ କରିବି, ଏଇ ଟାଇପ୍ର ହେଇକି ଆସନ୍ତି। ସାର୍ ଯଦି ଆମେ ଦେଖିବା, ଆପଣ ଯେମିତି କହିଲେ ବହୁତ ସାରା ଡିପ୍ରେସନର କଜେସ୍ ଅଛି, ପ୍ୟାରେଣ୍ଟାଲ ଏକ୍ସପେକ୍ଟେସନ୍ସ ବି ବହୁତ ରହୁଛି। ଗୋଟେ ଜିନିଷ ହେଲା ଯେମିତି ଆପଣ କହିଲେ ପ୍ୟାରେଣ୍ଟସ୍, ଯଦି ଆମେ ପ୍ୟାରେଣ୍ଟସ୍କୁ କହିବା କି ତୁମେ ଯଦି ପିଲାକୁ ବାଧ୍ୟ କରିବ, ଦେହ ତାର ଫିଜିକାଲ ହେଲ୍ଥ ଖରାପ ହେବ, ହୁଏତ ସେ ବାଧ୍ୟ କରିବେନି, କିନ୍ତୁ ମେଣ୍ଟାଲ ହେଲ୍ଥକୁ ସେମାନେ କମ୍ପ୍ରମାଇଜ୍ କରିଦିଅନ୍ତି। ହୁଏତ ସେତିକି ଆମର ଆୱେରନେସ୍ର ଅଭାବ ରହିଛି। ଆମେ ସେତିକି ଭାଗ୍ୟବାନ କି ଗୋଟେ ଡକ୍ଟରଙ୍କ ଠାରୁ ଆମେ ଶୁଣିପାରୁଛୁ, ଯେମିତି କୁହନ୍ତି ପ୍ରିଭେନ୍ସନ୍ ଇଜ୍ ବେଟର ଦ୍ୟାନ୍ କିଓର। ନିଶ୍ଚିତ ରୋଗ ତ ହେଲେ ଆମେ ଆପଣଙ୍କ ପାଖକୁ ଯିବୁ, କିନ୍ତୁ ଯଦି ଗୋଟେ ପ୍ରିଭେନ୍ସନ୍ ଦରକାର, ଆପଣ କହିବେ କି କେମିତି ଗୋଟେ ପ୍ୟାରେଣ୍ଟ ନିଜର ଛୁଆର ମେଣ୍ଟାଲ କଣ୍ଡିସନକୁ କେମିତି ବୁଝିବ, ଗୋଟେ ଛୁଆ ନିଜକୁ କେମିତି ଠିକ୍ କରିପାରିବ, ପ୍ୟାରେଣ୍ଟକୁ କେମିତି ବୁଝେଇ ପାରିବ, ଏ ଜିନିଷଟା କେମିତି ସମ୍ଭବ ହେବ? ଆମର ଫ୍ୟାମିଲିରେ ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି କମ୍ୟୁନିକେସନ୍। ଠିକ୍ ଅଛି, ପ୍ୟାରେଣ୍ଟସ୍ ଚିଲଡ୍ରେନ୍, ତ ଫ୍ୟାମିଲିରେ ଏମିତି ହେବା କଥା କି ଗୋଟେ ସବୁବେଳେ ଗୋଟେ ବେଟର କମ୍ୟୁନିକେସନ୍ ରହିବା କଥା। ପିଲାମାନଙ୍କ ପାଇଁ ଯେମିତି ଯାଇକରି ବାପାକୁ କି ମାଆକୁ ସେମାନେ ଆପ୍ରୋଚ୍ କରିପାରିବେ, ତାଙ୍କୁ ସେଇଟା ଇଜି ହେବାର ଅଛି। ଏମିତି ନାହିଁ କି ତାଙ୍କୁ ଲାଗୁଥିବ ଯାଇ ବାପାଙ୍କୁ କହିହେବନି, ମାଆଙ୍କୁ କହିଲେ ମାଆ ଗାଳି କରିବେ, ବାପାଙ୍କୁ କହିଲେ ବାପା ଇଏ କରିବେ, ସେ ଟାଇପ୍ର ଫିଲିଂ ଆସିବା କଥା ନୁହଁ। ଦେର୍ ସୁଡ୍ ବି ଅଲୱେଜ୍ ଏ ଚ୍ୟାନେଲ୍ ଟୁ କମ୍ୟୁନିକେଟ୍। ପିଲାମାନେ ଯାଇକି ବାପା ମାଆଙ୍କୁ କହିପାରିବେ ଫାଷ୍ଟ କଥା କି କିଛି ମୋର ଅସୁବିଧା ହେଉଛି, ମୁଁ ଏଇଟା କରେ, କି ବାପା ମୋତେ ଫିଜିକ୍ସ ହେଉନି, ମୁଁ ଏ ସବଜେକ୍ଟ ନ ନେଇକି ଏପଟେ ମାନେ ମୋତେ ମେଡ଼ିକାଲ ଇଚ୍ଛା ନାହିଁ, ମୁଁ ଏଇଟା କରିବିନି, ମୋତେ ଇଞ୍ଜିନିୟରିଂ ଇଚ୍ଛା ନାହିଁ, ମୁଁ ଏ ଲାଇନ୍ରେ ଯିବି, ସେଇଟା ଗୋଟେ। ତା ସହିତ ପ୍ୟାରେଣ୍ଟସ୍କୁ ବି ବୁଝିବାକୁ ପଡ଼ିବ କି ସେମାନେ ବି ଗୋଟେ ମାନେ ଚିଲଡ୍ରେନ୍ସ ଆର୍ ଅଲସୋ ଅଟୋନୋମିକ୍, ରାଇଟ୍? ସେମାନଙ୍କ ଗୋଟେ ଅଟୋନୋମି ଅଛି, ସେମାନେ ବି କିଛି ଗୋଟେ ଚାହୁଁଛନ୍ତି କରିବାକୁ ଲାଇଫ୍ରେ, ତାଙ୍କର କ'ଣ ଅଛି ଇଚ୍ଛା, ତାଙ୍କର ଆମ୍ବିସନ୍ କ'ଣ ଅଛି, ସେଟାକୁ ଯଦି ପ୍ୟାରେଣ୍ଟସ୍ ମାନେ ଟିକେ ଭଲସେ ବୁଝିପାରିବେ, ତାଙ୍କ ସହିତ ଡିସ୍କସନ୍ କରିପାରିବେ କି ଗୋଟେ ଘରେ ବସି ସବୁ ଆମେ କ'ଣ କରିବା, ମାନେ ହ୍ୱାଟ୍ ସୁଡ୍ ବି ଦ ୱେ ଫର୍ ଦ ଫ୍ୟୁଚର୍, ତୋତେ କ'ଣ କରିବାକୁ ଇଚ୍ଛା, ତୁ ଯଦି ସେଇଟା ଲାଇନ୍ରେ ଯାଉଛୁ ଆମେ ୱିଲ୍ ସପୋର୍ଟ ୟୁ,
टू आर फुल एक्सटेंट सो दैट यू कैन एक्सेल ହୁଁ से टाइप सपोर्टिवनेस से टाइप कम्युनिकेबिलिटी से टाइप अंडरस्टैंडिंग ताले गुड़ाए ये टाइप जिनस गुड़ाए कमिजी ସାର୍ ସବୁ ଜିନିଷର ଯେମିତି କୁହନ୍ତି ଗୋଟେ କଏନ୍ର ଦୁଇଟା ପାର୍ଶ୍ୱ ଥାଏ ଆମେ କେବଳ ପ୍ୟାରେଣ୍ଟସ୍କୁ ଦୋଷ ଦେଲେ ବି ହେବନି ବେଳେବେଳେ ପ୍ୟାରେଣ୍ଟସ୍ ବି ବୁଝନ୍ତି କିନ୍ତୁ ଛୁଆମାନେ ଡିପ୍ରେସନ୍ ନାଁରେ ଆଙ୍ଗ୍ଜାଇଟି ନାଁରେ ବହୁତ ସାରା ଭୁଲ କାମ କରିଦିଅନ୍ତି ମୋତେ ଇଚ୍ଛା ହେଉନି ପଢ଼ିବାକୁ ମୁଁ ଟ୍ୟୁସନ୍ ଯିବିନି ମୁଁ ଆଙ୍ଗ୍ଜାଇଟିରେ ଅଛି ଟିକେ ଯାଉଛି ସାଙ୍ଗମାନଙ୍କ ସହ କଥା ବି ସେଠି ନିଶା ଦ୍ରବ୍ୟ ନେବା ଷ୍ଟାର୍ଟ କରିଦେବା ଗୋଟେ ଖରାପ ସଙ୍ଗ କରିବା ଷ୍ଟାର୍ଟ କରିଦେବା ସେଇ କ୍ଷେତ୍ରରେ ପ୍ୟାରେଣ୍ଟସ୍ ମାନେ କେମିତି ଆୱେର୍ ହେଇକି ଛୁଆଙ୍କ କେମିତି ଧ୍ୟାନ ରଖିପାରିବେ ଆପଣ जोटा कहते पूरा ठीक एटा आम देखीचु भी ହୁଁ माने सबु पिला सेमिति नुहंती किछि पिला थांती ହୁଁ आउ सेमानଙ୍କର ना मैडम टिके जहाँ को आम कहे पर्सनालिटी इश्यूज थाए ହୁଁ पर्सनालिटी इश्यूज इन द सेंस कि दे आर वायर्ड डिफरेंटली ହୁଁ तांकर माने थिंकिंग टा टिके अलगा थाए ହୁଁ से माने कोन करन ना से माने प्रिफर करंती कि सांगन सहित बेसी टाइम स्पेंड से माने केबे केबे मिछ कहंती पेरेंट्स को ହୁଁ एटा मु करि जाउची एटा करबी तो गुडाए टाइप रे से माने मैनिपुलेट भी करंती ହୁଁ पैसा नेबे पाठ पढ़ी बोली अलग वे यूज करेंगे जमी आप निशा द्रव्य सेवन करेंगे लाइक नो बहुत एपट सेपट खर्च करेंगे ହୁଁ तो से जिनस भी रोचे तो से जिनसा कौन यूजुअली पेरेंट्स मैंने इनिशियल स्टेज जापारती ହୁଁ कहीं जी मैनिपुलेट करे से भलसे मैनिपुलेट कर सी जानी केमी मैनिपुलेट कर ହୁଁ तो से यूजुअली चिल्ड्रेन मैंने भी करती किसी बट जिते बड़े पेरेंट्स को जना पड़े ओके तो से समय कौन ना व्हाट मोस्ट इम्पोर्टेंट कि से समय ताकू शुणवे ହୁଁ तो ओके ठीक अच्छे आम जिन जाणिलु कि ये जिनस आम तो गाली करूनु ହୁଁ बट वी वांट टू लिसन लाइक आम जाना चाहूँ ये जिनस कहीं ହୁଁ ये जिनसा को तू ए रास्तार जाऊलु बट ए रास्तार जो जाऊँ सडनली कौन है कोठू तू लाइनच्युत हलु माने लाइन बाहर गलु आमे कौन करि परथांतु कि हमर कौन भूल है किछि माने काइंड ऑफ एम्पैथिक लिसनिंग एम्पैथेटिक लिसनिंग जदि रहिले से शुणा चेष्टा करेंगे ओके जदि से भल कथा कहूची किसी जहाँ डिफिकल्टी हो जनाऊँगी यहाँ हूँ कि जदि से डिस्कसन किसी सल्यूशन काढ़ी पार्सन भल नहले इट्स ऑलवेज बेटर टू सीक हेल्प इधर दे कैन कम टू क्लिनिकल साइकोलॉजिस्ट जे कि तार पर्सनालिटी वगैरह आसेस करेंगे वेरियस टाइप थेरापी दे पारे बेटर कोपिंग मेकानिज्म शिखई पारे सो दैट सी जमी निशा द्रव्य आड़े न जीव अन्य किसी वे टाइम वेस्ट न कर और जदि एक्सट्रीम इश्यू किसी अच्छी बहुत प्रोब्लेमेटिक इश्यू अच्छी तो साइकेट्रिस्ट पाक आसपारे मेडिकेशन वगैरह दे किसी आम हेल्प भी करूँ निश्चित सर सर आउ गोटे जिनस आम कथा कि निशा द्रव्य सर जब आम देखा फिजिकल हेल्थर किसी फिजिकल हेल्थ अच्छी निशा द्रव्य ताको बहुत ही खराब कर दिए वर्सन कर दिए और किसी बहुत कम इफेक्ट पकाए माइल्ड इफेक्ट पकाए जब आम देखा साइकेट्रिक प्रॉब्लम हो जाऊ कि मेंटल हेल्थ इश्यूज उपरे निशा द्रव्य केते इम्पैक्ट पकाए तो विभिन्न टाइप निशा द्रव्य अच्छे जोटा कि विभिन्न टाइप ये करे जमी मु स्टार्ट कर जो कॉमनली यूज हुए अल्कोहल अल्कोहल तो अल्कोहल इनिशियली जो नियंती अल्कोहल एक्चुअली हेल्प करे कौन एंजाइटी कम करने ठीक है कहीं अल्कोहलटा गोटे हूँ आम सीएनएस माने आम नर्वस सिस्टम को सप्रेस कर दिए तो सी कौन करे एंजाइटी कम हाँपाई तो लोग देखिए जो मैंने किसी कम कर परफॉर्मेंस कर अल्कोहल पीकी चली जाती सो दैट एंजाइटी कमी जाए बट इन द लॉन्ग रन एक्चुअली अल्कोहल इनक्रीजेस द एंजाइटी प्रॉब्लम ओके तो जो विड्रॉल आसो से एंजाइटी एक्सट्रीमली बढ़ी ठीक अच्छे लोक मैंने पीले निद होनी न पीले निद होनी ठीक अच्छे ना कौन कर शोला बेलू टे पीकी शोचे आग को कौन हम निद भी बहुत प्रोब्लेम कर तो विड्रॉल निद भी हेनी तो अल्कोहल मोस्टली ए टाइप इश्यू करे एंजाइटी बढ़े दिए डिप्रेशन टा गोटे बढ़े दिए निद कराएनि ठीक अच्छे तापर हूँ आमर निकोटिन सिगरेट या च्यूएबल टोबाको निकोटिन च्यूएबल टोबाको से माने भी मोस्टली एंजाइटी को बहुत वर्सन करती आपण देखिए जो जे सिगरेट पिउ ताको टिके समय माने सिगरेट मिलानी देखिए सी पूरा बहुत रेस्टलेस हो जाऊँ सान सान जिन रागी जाऊँ थर थर हो तो से टाइम भी एंजाइटी बहुत बढ़े दिए निकोटिन टा मोस्टली एंजाइटी को बहुत एक्सट्रीमली लेवल रे बढ़ाए आ गोटे आमर कैनाबिस जो वीड तो वीड कौन करे वीड आमर वीड आमर साइकोसिस टाइप गोटे करे साइकोसिस जोटा आम आगे कथा हाँ साइकोसिसटा हूँ गोटे सिवियर मेंटल इलनेस
जोटारे कि रियलिटी सहित टच रहेनी ठीक अच्छे जोटा कि ହୁଁ, डेल्यूजन्स हालुसिनेसन सब शुणा जाए तो कैनाबिस रे भी ए टाइप साइकोसिस हुए जोटा ଆଚ୍ଛା जोटारे कि सडनली पेसेंट लगे कौन होगा मत लोक मैंने मत मारिया गोड़ाऊँ मो पछरे मतलब किए कथा किए कहला पर शुणा ए टाइप ताकू माने मूड बहुत एलिवेट हो मुझे करदेवी से करदेवी मो हाथ में शक्ति अच्छी भगवान मो पाखे अच्छा तो मूडटा भी एलिवेट करे हेल्प करे ହୁଁ, तो ये जो मादक द्रव्य जहाँ सब जहाँ भी निशा द्रव्य जो समस्त नौन समस्त एगुड़ा हुए ହୁଁ, किछि किछि लोक थांती जो मानक एटा बेसी एफेक्ट करे ହୁଁ, स्पेशली कैनाबिसटा कैनाबिस गुड़ाए लोक नौचंती कौन समस्त प्रोब्लेम होची समस्त प्रोब्लेम हुएनी किछि किछि लोक जो माने वल्नरेबल थांती जो मानकर किछि रिस्क थाए जोटा किछि जेनेटिक रिस्क थाए ହୁଁ, नले किछि एनवायरमेंटल रिस्क थाए सेमानकु ए टाइप साइकोसिस वगैरह हो जाए ହୁଁ। ନିଶ୍ଚିତ ସାର୍ ଯେଉଁମାନେ ବି ପଡ଼କାଷ୍ଟ ଦେଖୁଥିବେ ଯେଉଁମାନେ ଏଇ ଏକ୍ସକ୍ୟୁଜ୍ ଦେଇକି ପିଅନ୍ତି କିମ୍ବା ସିଗାରେଟ୍ ନିଅନ୍ତି କୌଣସି ପ୍ରକାର ମାଦକ ଦ୍ରବ୍ୟ ନିଅନ୍ତି ଏ ପଡ଼କାଷ୍ଟରୁ ତାଙ୍କୁ କିଛି ଆୱେରନେସ୍ ମିଳିବ କାରଣ ମୁଁ ବହୁତ ଲୋକଙ୍କୁ ଏହା କହିବାର ଦେଖିଛି କି ମୁଁ ଡିପ୍ରେସନରେ ଅଛି ମୋ ଗର୍ଲଫ୍ରେଣ୍ଡ ଛାଡ଼ିକି ପଳାଇଥିଲା ମୋ ବୟଫ୍ରେଣ୍ଡ ଛାଡ଼ିକି ପଳାଇଲା ମୁଁ ଟିକେ ସେଥିପାଇଁ ନିଶା ଦ୍ରବ୍ୟ ନେଉଛି ଏଇଟା ନିଶ୍ଚିତ ଭାବରେ ଗୋଟେ ଏକ୍ସକ୍ୟୁଜ୍ ସେଇଟା ଗୋଟେ ମ୍ୟାଡ଼ାମ୍ ସେମାନଙ୍କର ଯୋଉ କହୁଛନ୍ତି ସେଟା ହୁଁ ସେଟାକୁ ଆମେ କହୁଛେ ପୁଅର୍ କୋପିଂ ମେକାନିଜମ୍ ହୁଁ यू आर स्ट्रेस्ड ହୁଁ गर्लफ्रेंड छाड़ी जाइए ठीक अच्छे बट दैट डजंट मीन कि मद टिके पीदेले ही सेटा ठीक है ଠିକ୍ ହେଇଯିବ देर आर अदर बेटर कोपिंग मेकानिजम ହୁଁ जोटा कि से शिखा पड़ो सो दैट ए जिनसटा एक्सेसिवली हेनी ସେମିତି ଗୋଟେ ମୁଁ ଫିଜିକାଲ ହେଲ୍ଥର ଗୋଟେ ଜିନିଷ ଜାଣିଥିଲି ଯେତେବେଳେ ଆମକୁ ଟିକେ ଗ୍ୟାସ୍ ଲାଗେ ଆମେ ଟିକେ କୋଲ୍ଡ ଡ୍ରିଙ୍କସ୍ ପିଇଥାଉ ଆମକୁ ଲାଗେ କି ଗ୍ୟାସ୍ ଛାଡ଼ିଯାଏ କିନ୍ତୁ ଏଇଟା କ୍ରୋନିକ୍ ଗ୍ୟାଷ୍ଟ୍ରୋ ପ୍ରୋବ୍ଲେମର ଗୋଟେ ରିଜନ୍ ହେଉଛି ଆମେ କୋଲ୍ଡ ଡ୍ରିଙ୍କସ୍ ନେବାଟା ସେମିତି ମଦ ଆମ ମେଣ୍ଟାଲ ହେଲ୍ଥ ପାଇଁ କାମ କରେ ସାର୍ ଏଇ ତ ଗଲା ଆମେ ଗୋଟେ ଷ୍ଟୁଡେଣ୍ଟ ଲାଇଫ୍ ବିଷୟରେ ଜାଣିଲେ ଯଦି ଆମେ ଗୋଟେ ୱିମେନ୍ ଲାଇଫ୍କୁ ଦେଖିବା ଗୋଟେ ମେନ୍ ଆଉ ୱିମେନ୍ ଲାଇଫ୍ ଟିକେ ଡିଫରେଣ୍ଟ ସେ ଆମେ ସୋସିଆଲି ହେଇଯାଉ ଫିଜିକାଲି ହେଇଯାଉ କିମ୍ବା କଲଚରାଲି ହେଇଯାଉ ବହୁତ କିଛି ଡିଫରେନ୍ସ ଥାଏ ଗୋଟେ ୱିମେନ୍ ଲାଇଫ୍ରେ ୱିମେନ୍ ଲାଇଫ୍ରେ ବହୁତ ସାରା ଚେଞ୍ଜେସ୍ ଦେଖନ୍ତି ଗୋଟେ ଝିଅ ଥାଏ ତାପରେ ବାହାଘର ହୁଏ ବୋହୂ ହୁଏ ପୁଣି ଗୋଟେ ମା ହୁଏ ଫାର୍ଷ୍ଟ ଟିକେ ମୁଁ ଜାଣିବାକୁ ଚାହିଁବି ମ୍ୟାରେଜ୍ ଏବେ ମ୍ୟାରେଜ୍ ରିଲେଟେଡ୍ ଇସ୍ୟୁଜ୍ ବଢ଼ିଯାଇଛି ସାର୍ କ'ଣ ପାଇଁ कारण तो गुड़ाए अच्छी राइट तो मोस्टली मु जहाँ कहबी मु जहाँ आम जहाँ देखुचु डे टू डे क्लिनिकल प्रैक्टिस रे पोस्ट माने मैरिज पर जो इश्यू जाक हुए गोटे मेन रीजन थाए सेटा कौन ना अंडरस्टैंडिंग इश्यू हजबैंड कौन कहूँ वाइफ बुझुनी वाइफ कौन कहूँ हजबैंड बुझुनी कहीं कहीं से भितर बेटर कम्युनिकेशन होनी जेहेतु भल से कम्युनिकेट कर पाना जन हजबैंड कौन चाहूँगी सी यदि कम्युनिकेट करनी वाइफ तो जापर मन वाइफ टे कौन चाहूँगी जब न कम्युनिकेट कर हजबैंड भी जापर एमती माने गुड़ाए टाइप आम कपल देखु जो मैंने आसिक कहे कि सार से मो मन कथा बुझुना ठीक अच्छे मन कथा बुझाटा ठीक अच्छे इट्स ए रोमांटिक सेंस बट एमती ना कि सब जिन से बुझीपार एबे फीमेल जमी कहले गोटे स्त्री लोक तार भी गुड़ाए जिनस गुड़ाए प्रोब्लेम थाए से गुड़ाए स्ट्रेस थाए यहाँ सब पॉसिबल ना कि किए सी हजबैंड मन कथा बुझीज पुरुष लोक सी भी गुड़ाए स्ट्रेस थाए सब पॉसिबल ना कि बट जिनसा कौन ना यही से कम्युनिकेट करना सी किए कहूनी कि अरे मो मन एटा अच्छी प्लीज बुझी जा सीटा किए कहूनी कि स्त्री कहूनी कि हजबैंड कहूनी तो एथि जो जेहेतु कम्युनिकेशन इश्यूटा आसी जाऊँगी मेजर प्रोब्लेम सेठू स्टार्ट होपर धीरे 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 सान सान जिनस बढ़ी बढ़ी जाऊँचे से दिन एमती करूँ आज भी एमती है तो इट कीप्स ऑन इंक्रीजिंग सेठू सर मेन होची कम्युनिकेशन इज द की जदि कम्युनिकेशन ठीक रहबो विथ मैरिज लाइफ रे एते सारा डिस्टर्बेंसेस देखा जीवनी सर मु टिके मैरिज पूर्व जीवी गोटे झिया ता लाइफ रे बहुत कांस्टेंट फियर नै कि रुहे से छोट बेलू बाहर को जीवारे हो पेरेंटल फियर हो सोसाइटी कौन कहबो हो बहुत सारा फियर नै कि गोटे झिया चली थाए ता लाइफ लॉन्ग सर गोटे अलोन फियर गोटे डिप्रेशन किंबा गोटे मेंटल डिसऑर्डर को लीड करि पारे कि मैडम डिपेंड करे देखो टिके एप्रेन्सिव होवाटा नॉर्मल लेट से कि जड़े झील आसी गाँव रु आसी भुवनेश्वर आसी तो नुआ जगह नुआ सिटी नुआ लोक तो बीइंग लिटिल बिट एप्रेन्सिव आई थिंक इट इज प्रिटी नॉर्मल सेटा सेमिति किसी बड़ इश्यू ना बट जदि सी बहुत डर सी आसी पाठ पढ़ापी लेट से सी पाठ पढ़ी जावाक ही डर कॉलेज जावाक ही डर ट्यूशन जावाक ही डर
ଯାହାଫଳରେ କ'ଣ ତାର ଯେଉଁଟା ମେନ୍ ଟାର୍ଗେଟ୍ ତାର ହୁଁ ଯେଉଁଟା ଡେ ଟୁ ଡେ ଟାର୍ଗେଟ୍ ଥିଲା କି ମୁଁ ଏଇଟା ପଢ଼ିବି ଏଇଟା କରିବି ତାର ସେଇଟା ସେ ପୋଟେନ୍ସିଆଲଟା ଆଚିଭ୍ କରିପାରିବନି। ତ ସେଟାରେ ଯଦି ବେଶୀ ହେଇଯାଉଛି ନା କ'ଣ ହେବ ସିଏ ପଢ଼ିପାରିଲାନି, ଏକ୍ଜାମ୍ ଦେଲାନି, ପାସ୍ ହେଲାନି, ଫେଲ୍ ହେଇଗଲା। ତ ହୁଁ କ'ଣ ହେବ ତାକୁ ଆଉଥରେ ଷ୍ଟ୍ରେସ୍ ବଢ଼ିଲା, ତାକୁ ହୁଁ ଲାଗିବ ମୁଁ ଆସିଥିଲି ପାଠ ପଢ଼ି ଏଇଟା କରିବି ବୋଲି ମୁଁ ଏତିକି ହେଲେ କରିପାରିଲିନି, ହୁଁ ଆଇ ଏମ୍ ନଟ୍ ଏନଫ୍, ଆଇ ଏମ୍ ହୁଁ ୱର୍ଥଲେସ୍, କିଛି ପଏଣ୍ଟ ନାହିଁ। ହୁଁ ତ ଅଲ୍ଟିମେଟଲି ଏ ଥଟ୍ ଯାକ ଆସିକିରି ତାକୁ ଡିପ୍ରେସନ୍ କି ଏନ୍ଜାଇଟି ଆସିବାର ଚାନ୍ସେସ୍ ରହୁଛି, କାହିଁକିନା ଯେଉଁ ଷ୍ଟ୍ରେସ୍ରେ ସେ ରୁହେ ସେ ହୁଁ ଷ୍ଟ୍ରେସ୍ଟା ବିଭିନ୍ନ ପ୍ରକାର ଆମର ମେଣ୍ଟାଲ ହେଲ୍ଥ ଇସ୍ୟୁକୁ ଟ୍ରିଗର କରିବାରେ ଇଏ କରେ। ହୁଁ ସାର୍ ନିଶ୍ଚିତ ଗୋଟେ ଡର କଥା ଆପଣ କହିଲେ କରିୟର ଫିୟର ତ ଗୋଟେ ପୁଅର ବି ଥାଏ ଗୋଟେ ଝିଅର ବି ଥାଏ କିନ୍ତୁ ଝିଅର ଯଦି ମୁଁ ଗୋଟେ ସ୍ପେସିଫିକ୍ ଫିୟର ମୁଁ କହିବି ପ୍ରାୟ ଝିଅମାନଙ୍କର ଥାଏ ଘରୁ ବାହାରିଲେ ଡର କାଳେ କିଏ କ'ଣ କହିଦେବ କିଏ କ'ଣ କହିଦେଲେ ମୁଁ ଯଦି ତାକୁ କିଛି କହିଦେଉଛି ମୁଁ ଘରକୁ ଗଲେ ଘରେ ମୋ ଉପରେ ଗାଳି ପଡ଼ିବ ମ୍ୟାରେଜ୍ ହେଇଗଲେ ଗୋଟେ ଇନଲସ୍କୁ ସବୁବେଳେ ସାଟିସ୍ଫାଏ କରିବାର କିମ୍ବା ସେମାନେ କ'ଣ ମୋତେ କେମିତି ଦେଖିବେ ତାର ଗୋଟେ ଫିୟର ଛୁଆ ହେଇସାରିଲା ପରେ ଡର ଗୋଟେ ହଜବେଣ୍ଡକୁ ଡର ଗୋଟେ ସମ୍ପୂର୍ଣ୍ଣ ଗୋଟେ ଡର ମାହୋଲରେ ସେ ରହେ सोसाइटी मते केमती जज करिवो मो इनलॉज रे जाई केमती रहिबी इवन फिजिकल चेंजेस भी गोटे छुआ होला पर मो फिजिकल हेल्थ केमती रहइबो सो से जो डर गोटे वुमेन कन्स्टेंटली रुहे सर वुमेन ना मेंटल हेल्थ टा मेन मानक ठारू किछि अलगा कि गोटे फियर किछि अलगा लीड करे कि वुमेन बॉडी रे वुमेन मेंटल हेल्थ कंडीशन ने सो मैडम एक्चुअली मेन एंड वुमेन बोथ आर बिल्ड डिफरेंट, ठीक अच्छे जमी हो फिजिकल एपियरेन्सेस हो कि आमर बायोलोजिकल फीचर्स हो कि हार्मोनाल थिंग्स हो। तो आपण जमी कहले यहाँ तो आम मुझे कह बायोलोजिकल बट सोसाइटी भी गोटे जेंडर रोल समस्त गोटे एसाइन कर दी कि तू झील तू ए टाइप चलिया पड़ो माने यूजुअली जोटा कि गुड़ाए जगार बहुत स्ट्रिक्टली भी फॉलो करते जमी आप कहले कि झील आसला माने बाहर गला माने डर ऑब्वियसली कहीं कहु तू बाहर को जीवन एका तू रिटर्न करू संध्या 5टा भितर रिटर्न कर ना असुविधा तो बहुत स्ट्रिक्टली से कहुए तो से डरटा रहे फास्ट सोसाइटाल नॉर्मटा प्रति स्टेजेस ऑफ लाइफ रे तांकर चेंजेस हुए जमीती कि बहु गले सब ओढ़ना दे रही घर क्या सहित कथा ही पारूनु एका बाहर को जापरूनु जिते छुआ पिला हुए तार जत्न तू ही नबू जमी घर लोक अन्य मैंने बेसी ध्यान न देकर हजबैंड इनवल्व हेनी सी ही मोस्टली नब तो अल्टीमेटली कौन हुए ना अल्टीमेटली ये सबू जाक बिल्डअप हो गोटे तार ऑब्वियसली से माने कहती स्त्री लोकों प्रोब्लेम हुए से बहुत जिन से कहती आमे माने आमे यूजुअली दे आर नॉट वीक से माने वीक नुह से बहुत स्ट्रांग बट दे बिकम डिप्रेस्ड बिकॉज लाइक दे कैरी ए लॉट ऑफ मोर बर्डन से वीक जो डिप्रेस होती ना बहुत अधिका बर्डन नियंती से जमी घर लोक समस्त फैमिली मेंबर है पिला छुआंकर है पिला छुआ पढ़ापढ़ी आप देखूँ गोटे स्त्री लोक सका उठिकी सी सबू जिन करुच्च राइट सका उठी रंधारंधि कर पिला स्कूल पठेब हजबैंड रेडी कर खियापिया पठेब तापर संध्या बेलू पाखे समय ना निजपाई सी टिके बस भी पारे तापर सी एत कलापर भी किए एप्रिशिएट भी करती हाँ आज यहाँ कर भल कर ना हजबैंड एप्रिशिएट करती ना इनलॉस एप्रिशिएट करती तो एते सब बर्डन है अल्टीमेटली से कौन हुए बिल्डअप ही हुए बिल्डअप ही धीरे 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 केवे से अल्टीमेटली डिप्रेशन की एंजाइटी को ही लीड करे गला पर भी से कहीपारती कि मु कहले काले भावे मो पागलीटा मो काले कम कर घरे मो हजबैंड काले मत नहीं मो बापा घर छाड़ी पलि आसो इनलो कहे बापा माँ कहे कि कौन गोटे पागली झील बाहा कर तो सेमती भी से कहीपारती तो सीटा बहुत क्रोनिक होना अल्टीमेटली आम देखीचु गुड़ाए सीवियर डिप्रेशन रे आसंती से सर एज ए डॉक्टर आपन को जब मुझे क्वेश्चन पचारि कि जब 10टा पेसेंट आसपन जदि करेंगे केतटा वुमेन आसटा मेन आस क्लिनिक को मैम क्लिनिक को आमर ऑलमोस्ट देखा 50-50 पर आसुंती ऑलमोस्ट सिमिलर जेंडर रोल रोच मेल 50-60% फीमेल 60% से टाइप ही आसंती बट डिफर करे माने सबुदिन तो सेमती नुह डे अनुसार डिफर करे बट तांको प्रोफाइल सब एंजाइटी डिप्रेशन सब डिफर करे जे ह्यूमन मान में देखिछु टिके अधिका डिप्रेशन एंजाइटी आसंती मेल माने टिके अधिका साइकोटिक और सब्सटेंस यूज रे आसंती ए टाइप माने प्रोफाइल टिके वेरी करे और से जमती आपन कहले गोटे सोशल नर्चरिंग हमर एमती हो जाइए कि मेन मान को किसी रोल दि जाइए प्ले करने वुमेन मान किसी दि जाइए हुए तो सेटा लाइफ इजी करने होता कि
ଆଗକୁ ଯାଇକି ଏଇଟା ଡିଫିକଲ୍ଟ ହେଇଗଲା। ସେମିତି ଗୋଟେ ୱିମେନ୍ ଲାଇଫ୍ରେ କେବଳ ଏତିକି ପ୍ରୋବ୍ଲେମ୍ ନଥାଏ, ବହୁତ ସାରା ପ୍ରୋବ୍ଲେମ୍ ଥାଏ। ଯାହାର ବି ଗୋଟେ ବେବି ଗର୍ଲ ହେଉଛନ୍ତି, ସେ ପ୍ୟାରେଣ୍ଟମାନଙ୍କୁ ଆପଣ କ'ଣ କହିବେ, କେମିତି ଗୋଟେ ଗର୍ଲ ଚାଇଲ୍ଡକୁ ପ୍ୟାରେଣ୍ଟିଂ କେମିତି ଦରକାର ହୁଏ? ଓକେ, ଦେଖନ୍ତୁ ଫାଷ୍ଟ ହେଉଛି ଦେ ସୁଡ୍ ନଟ୍ ଥିଙ୍କ ଦ୍ୟାଟ୍ ଦ ଚାଇଲ୍ଡ ଇଜ୍ ଗର୍ଲ। ଆଚ୍ଛା। Okay, is a child. Okay, boy ho ki girl ho, it doesn't matter, right? It's their own child, and ଆଗକୁ ସିଏ ହିଁ ସବୁ କରିବ, ରାଇଟ୍? ତ ଫାଷ୍ଟ ସେମାନେ ଗର୍ଲ ଚାଇଲ୍ଡ ହଉ ୟା ଯେତେ ଆଗକୁ ତ ଏମିତି ଗୁଡ଼ାଏ ଥିଲା, ଲୋକ ବହୁତ ଭାବୁଥିଲେ କି ମାନେ ଝିଅ ହେଇଗଲା ଇଏ ମାନେ ଇଏ, ବଟ୍ ଆଜିକାଲି ଟିକେ ଟ୍ରେଣ୍ଡ ଚେଞ୍ଜ ହେଉଛି। ତ ମୁଁ ଦେଖିଛି ପ୍ୟାରେଣ୍ଟସ୍ ମାନେ, ତ ମୁଁ ମାନେ ସେମାନେ ଚାଇଲ୍ଡକୁ ବି ଗର୍ଲ ଚାଇଲ୍ଡକୁ ବି ନିଜ ପୁଅ ପରିଆ ପାଳନ କରୁଛନ୍ତି। ସେମାନେ ଭାବୁଛନ୍ତି କି ଓକେ, ଗର୍ଲ ଇଜ୍ ନଥିଙ୍ଗ ଲାଇକ୍ ଦ୍ୟାଟ୍, ଦେର୍ ଇଜ୍ ନୋ ଡିସ୍କ୍ରିମିନେସନ୍, ଦେ ଆର୍ ଆଲାଉଇଂ ଦ୍ୟାଟ୍ ଚାଇଲ୍ଡ, ମାନେ ସବୁ କରିବାକୁ ଦେଉଛନ୍ତି ତାକୁ। ସେ ଯେମିତି ଆପଣ ପୁଅର ଯେମିତି କରିଥାନ୍ତି ଝିଅରେ ସବୁ କରୁଛନ୍ତି, ତାକୁ କ୍ଲାସ୍ ପଠାଉଛନ୍ତି, ସ୍କୁଲ ପଠାଉଛନ୍ତି, ତାକୁ ଶିଖଉଛନ୍ତି ଜିନିଷ, ଅନ୍ୟମାନଙ୍କ ସହିତ କେମିତି ବିହେଭ୍ କରିବ, ଅନ୍ୟମାନେ କିଛି ଖରାପ ବିହେଭ୍ କଲେ ତାଙ୍କ ସହିତ ବି କେମିତି ବିହେଭ୍ କରିବା ଶିଖାଉଛି, ଅନ୍ୟମାନେ ଭଲ ବିହେଭ୍ କଲେ ତାଙ୍କୁ କେମିତି ବିହେଭ୍ କରିବା ଶିଖାଉଛି। ତ ଅଲ୍ଟିମେଟଲି ସେଇଟା ହିଁ ଆମର ମେନ୍ ଜିନିଷ, ତାଙ୍କୁ ସବୁ ଜିନିଷ ତାଙ୍କୁ ପଜିଟିଭଲି ଶିଖାଇବାର ଅଛି କି ହ୍ୱାଟ୍ ଏଭର୍ ଦେ ଡୁ, ଯଦି ସେମାନେ କିଛି ଭଲ କଲେ ତାଙ୍କୁ ଆପ୍ରିସିଏଟ୍ କରିବ। ଝିଅ ପିଲାଙ୍କୁ ତ ଗୁଡ଼ାଏ ଖରାପ ଜିନିଷ ବି ଫେସ୍ କରିବାକୁ ପଡ଼େ, ତ ତାଙ୍କୁ ଶିଖାଇବାକୁ ପଡ଼ିବ କେଉଁଟା ଭଲ ଜିନିଷ କେଉଁଟା ଖରାପ ଜିନିଷ। ସେ ଜିନିଷ ଯଦି ଆପଣ ଲାଗୁଛି କିଛି ଖରାପ ଜିନିଷ, ଆଣ୍ଡ ଦେ କ୍ୟାନ୍ ରିପ୍ଲାଏ ବ୍ୟାକ୍ ଅଲସୋ, ସେଟା ଆଇ ଥିଙ୍କ ଦ୍ୟାଟ୍ ସୁଡ୍ ବି ଆଲାଉଡ୍ ଅଲସୋ। ଏମିତି ନାହିଁ କି ସେଟା ତାଙ୍କର କିଛି ଭୁଲ କରିଛନ୍ତି। ତ ଏଇ ଟାଇପ୍ର ପଜିଟିଭ୍ ଏନଭାରନମେଣ୍ଟ, ପଜିଟିଭ୍ ସପୋର୍ଟ ରହିଲେ ସେମାନଙ୍କର ଆଉ ଟିକେ ବେଟର ଗ୍ରୋଥ୍ ହେବ। ନିଶ୍ଚିତ ସାର୍, କିନ୍ତୁ ବେଳେବେଳେ ଦେଖିବାକୁ ମିଳେ କି ଗୋଟେ ସୋସାଇଟିରେ ଯାହା ଚାଲିଛି ତାକୁ ଦେଖିକି ଗୋଟେ କେୟାର ଡେଭଲପ୍ ହୁଏ, କିନ୍ତୁ ସେ କେୟାରଟା ଆଗକୁ ଯାଇ ଗୋଟେ କଣ୍ଟ୍ରୋଲର ରୂପ ନେଇଯାଏ। ସେଇ ଜିନିଷଟାକୁ ଆପଣ କେମିତି ଦେଖନ୍ତି? ପ୍ୟାରେଣ୍ଟାଲ କେୟାର ଆଉ ପ୍ୟାରେଣ୍ଟାଲ କଣ୍ଟ୍ରୋଲ, ଆ ଭିତରେ ଯେଉଁ ଲାଇନ୍ଟା ଅଛି ସେଟାକୁ ଆପଣ କେମିତି ଦେଖନ୍ତି? କେୟାର ଆଉ କଣ୍ଟ୍ରୋଲ ଭିତରେ ଲାଇନ୍ଟା ମାନେ ବହୁତ ମାନେ କ'ଣ କହିଲେ, ଜାଣିବାଟା ବହୁତ ଡିଫିକଲ୍ଟ। ଓକେ, କେତେବେଳେ କେୟାରଟା କଣ୍ଟ୍ରୋଲରେ କନଭର୍ଟ ହେଇଯାଏ ଜଣାପଡ଼େନି। ତ ମାନେ ମୋଷ୍ଟଲି କେୟାରରେ ଦ ଚାଇଲ୍ଡ ସୁଡ୍ ହାଭ୍ ଅଟୋନୋମି, ପିଲାର ଅଟୋନୋମି ରହିବାର ଅଛି। ଅଟୋନୋମି ମାନେ ସିଏ ଯଦି କିଛି କରିବାକୁ ଚାହୁଁଛି ତ ସିଏ ଆସି ନିଜେ କହିପାରିବ କି ବାପା ମୁଁ ଏଇଟା କରିବାକୁ ଚାହୁଁଛି, ପ୍ଲିଜ୍ ଆଲାଉ ମି, ଆଣ୍ଡ ବାପାକୁ ଲାଗୁଛି ଠିକ୍ ଅଛି ରିଜନାଲ୍, ଆଣ୍ଡ ହି ଆଲାଉସ୍। ଦ୍ୟାଟ୍ ଇଜ୍ ଦ କେୟାର, ବିକଜ ହି ଟ୍ରଷ୍ଟ। ସେ ଜାଣିଛି ହଁ ଝିଅ ମୋର ଏଇଟା କରୁଛି, ମୁଁ ଜାଣିଛି, ଆଇ ନୋ ହର୍, ସି ୱିଲ୍ ଡୁ ଗୁଡ୍ ହ୍ୱାଟ୍ ଏଭର୍ ସି ଡଜ୍, ସେଇଟା ଦ୍ୟାଟ୍ ଇଜ୍ କେୟାର। କଣ୍ଟ୍ରୋଲିଂରେ କ'ଣ ହୁଏ ନା, ସେ ଯେତେବେଳେ କହେ ବାପାକୁ ବାପା ଏଇଟା କରିବି, କାହିଁକି କରିବୁ, ତୋ ସାଙ୍ଗ କିଏ ଯାଉଛି କି, ତୋ ସାଙ୍ଗ ତ କିଏ କରୁନାହାନ୍ତି, ତୁ କାହିଁକି କରିବୁ, ଲାଭ କ'ଣ କରିକିରି, ଏଠି ତ କରୁଛୁ ଏକ୍ସଟ୍ରା କରିଦେଇ କ'ଣ ହେବ, ମାନେ ଏ ଟାଇପ୍ର। ଠିକ୍ ଅଛି, ଆପ୍ରେହେନ୍ସିଭନେସ୍ ଟିକେ ଆସିବାଟା ନର୍ମାଲ ଜିନିଷ, ମାନେ ତୁ ମାନେ କାଳେ ଝିଅଟା ଯିବ କ'ଣ ହେବ କ'ଣ ନାହିଁ, ବଟ୍ ୟୁ ସୁଡ୍ ଅଲସୋ ହ୍ୟାଭ୍ ଫେଥ୍ ଇନ୍ ୟୋର୍ ସେଲ୍ଫ କି ମୁଁ ଏ ଟାଇପ୍ର ମୋ ଝିଅକୁ ବଢ଼େଇଛି ସୋ ଦ୍ୟାଟ୍ ସେ ଜିନିଷଟା ସେ ହ୍ୟାଣ୍ଡେଲ୍ କରିପାରିବ। ଦ୍ୟାଟ୍ ଇଜ୍ ଆକ୍ଚୁଆଲି କେୟାର। ଆଉ ତାକୁ ଜିନିଷ ଆଲାଉ ନ କରିବାଟା, ନିଜେ ନିଜେ ତା ପାଇଁ ସବୁ ଡିକ୍ଟେଟ୍ କରିବାଟା, ତ ସେ ଟାଇପ୍ର କଣ୍ଟ୍ରୋଲିଂ ସିଚୁଏସନ୍ ଆସିଯାଏ। ଏମ୍ପାୱାର କରିବା ଆକ୍ଚୁଆଲି କେୟାରିଂ, ଯଦି କୌଣସି ଜିନିଷରେ ଆମେ କମ୍ପ୍ରୋମାଇଜ୍ କରିଦେଉଛନ୍ତି ଦ୍ୟାଟ୍ ଇଜ୍ କଣ୍ଟ୍ରୋଲ। ଦ ମୋର୍ ୟୁ ଏମ୍ପାୱାର ଇଟ୍ ଶୋସ୍ ଆକ୍ଚୁଆଲି ୟୁ କେୟାର। ସାର୍ ଆଉ ଗୋଟେ ଜିନିଷ ମୁଁ କହିବି, ଗୋଟେ ମେଜର ଗୋଟେ ସେନ୍ସିଟିଭ୍ ଟପିକ୍ କହିବି। ଆଜିକା ଡେଟ୍ରେ ବହୁତ ରେପ୍ ହେଉଛି, ବହୁତ ଅଧିକ ରେପ୍ ହେଉଛି। ଆଉ ମୁଁ ପୂର୍ବ ପଡ଼କାଷ୍ଟରେ ବି କଥା ହେଉଥିଲି, ଜଣେ ଓଏସ୍ ମ୍ୟାଡ଼ାମ୍ ଆସିଥିଲେ, ତାଙ୍କ ସହିତ କଥା ହେଉଥିଲି। ଏବେ ଲିଡର୍ସ ମାନେ ବି ଏମିତି କମେଣ୍ଟସ୍ କରୁଛନ୍ତି ରେପ୍ ଭିକ୍ଟିମ୍ସ ଉପରେ, ଯେଉଁଟାକି ବହୁତ କଷ୍ଟଦାୟକ କି ଆମ ସୋସାଇଟି କେଉଁ ଡିରେକ୍ସନରେ ଯାଉଛି। ଯେଉଁମାନେ ରେପ୍ ଭିକ୍ଟିମ୍ସ, ଯଦି ଲିଡର୍ସ ମାନେ ଏତେ ଉପର ଲେଭେଲରେ ରହିକି ଏଭଳିଆ କଥା କହୁଛନ୍ତି, ଗୋଟେ ଗ୍ରାଉଣ୍ଡ ଲେଭେଲରେ ଗୋଟେ ଝିଅ ସହିତ ଏମିତି ହେଲେ ସେ ଯାଇ ଗୋଟେ ଏଫଆଇଆର ଲସ୍ କରିବା କଷ୍ଟ, ପ୍ରକୃତରେ କଷ୍ଟ। ଆଉ ଲାଇଫ୍ ଲଙ୍ଗ୍ ଗୋଟେ ଗିଲ୍ଟ ରହିଯାଏ, ମୋ ସହିତ କାହିଁକି ହେଲା, ମୁଁ ହିଁ କାହିଁକି, ମୁଁ ତ କିଛି ଭୁଲ କରିନଥିଲି। ଆଉ ଗୋଟେ ଜିନିଷ ଥାଏ, ଗୋଟେ ସୋସାଇଟିର ବି ଗୋଟେ ସବୁବେଳେ ଗୋଟେ ଟଣ୍ଟିଂ ଥାଏ। ତ ଆପଣ କ'ଣ କହିବେ ଯେଉଁମାନେ ରେପ୍ ଭିକ୍ଟିମ୍ସ ଅଛନ୍ତି? ମୁଁ ଭିକ୍ଟିମ୍ସ ତ କହିବିନି, ଯେଉଁମାନେ ରେପ୍ ସର୍ଭାଇଭାଲ୍ସ ଅଛନ୍ତି ସେମାନଙ୍କୁ ଆପଣ କ'ଣ କହିବେ? ରେପ୍ ମ୍ୟାଡ଼ାମ୍ ଗୋଟେ ହିନିୟସ୍ କ୍ରାଇମ୍, ଆଣ୍ଡ ଗୋଇଂ ଥ୍ରୁ ଦ୍ୟାଟ୍, ମାନେ ଯାହାକୁ ଯିଏ ବି ସେ କଣ୍ଡିସନ୍ ମାନେ ଯାହା
फेस करिछि इट इज रियली डिफिकल्ट इट इज रियली लाइक नो आमे एक्चुअली भाभी परियोनी तांको मन भितर कोन चलछि वी कैन प्रिटेंड लाइक आमे भाई हाँ मु बुझी पाउछि आमे बुझी परिबानी ओके तो सी एक्चुअली it is traumatic in so many different levels. It is traumatic physically, it is traumatic mentally, it is traumatic to the core. Okay, सबू level ले trauma, right? तो एते परे एते सह्या परे तापरे जेतले सोसाइटी रु तांके फेस करंदी तो it becomes आउरी problematic, आउरी कष्ट होवे, right? तो living as a rape survivor is very difficult, especially in our society and all. But जो माने भी करूचंदी they actually are like worth appreciating a lot because after going through so much they have been able to move forward with a new aim in life. तो सेटा माने एक्चुअली सेमानंकु कोन कहि मु एक्चुअली इट इज pretty माने commendable, right? तो बसी कहबे सर आ पूर्वरु आमे गोटे पॉडकास्ट करथिलु आपन जे जानथिबे एसिड अटैक अगेन कहबे एसिड अटैक सर्वाइवल मिस प्रमोदिन रावल तांको सहित जेतले करथिलु से कहले मो देहर कष्ट जेते कि नथिला मो मांस गळी पडुचे होचे मो मनर कष्ट बहुत अधिक थिला काइना मते लोक माने एम्ति कथा कहउथांती मोर किछ भूल न थाए किंतु कहउथांती कि तमे आरे ही किसी भूल थे से जो कंडीशन ने गोटे झीर मेंटल हेल्थ को से केमती स्टेबल रखिपर कौन से कर फिजिकली मेंटली से केमती का थॉट्स आनी पार जो थे स्टेबल हो पार ना गोटे डॉक्टर को से टाइम से देखेबा दरकार कौन से करवा दरकार देखंतु एसिड अटैक लाइक एटा भी गोटे हेनियस क्राइम राइट एसिड अटैक विक्टिम मानकर माने फिजिकल जहाँ चेंजेस तो हुए फिजिकल जहाँ हुए फिजिकल स्कार ठू मेंटल स्कार बहुत से कौन हुए ना लाइक दे लूज एवरीथिंग इन लाइक फ्यू सेकेंड्स सब जिन ठीक ठाक था लाइफ बढ़िया चलती सब अच्छी किए गोटे एसिड फोपाड़ी देला सी पूरा हे सी हॉस्पिटल पड़ी रही 2 मास 4 मास देह ये माने लाइफ सडनली चेंज इट इज एक्चुअली वेरी ट्रॉमेटिक एसिड सर्वाइवर विक्टिम गुड़ाए विक्टिम को आम देखीचु जो माने कि एसिड सर्वाइवर अच्छा से पीटीएसडी स्ट्रॉन्ग पीटीएसडी होता है पीटीएसडी पोस्ट ट्रॉमेटिक स्ट्रेस डिसऑर्डर तो से माने कौन ना थरे अटैक हेची बट सी अटैकटा से सिचुएशनटा तांको माइंड को एते गोटे ट्रमा पहुँचाई दिए तो तांकर कौन प्रतिदिन सी अटैकटा मन पड़े एज इफ दे आर रिलिविंग द सिचुएशन गोटे थर हेची एक्चुअली बट मन भितर सबुदिन हो तो से जो पेन सेटा माने अलग टाइप रो पेन आ से पेन जो ना से माने पूरा शटडाउन हो जाते पूरा नम हो जाते लाइक नो पाखरे किए अच्छे लाइक डजंट मैटर राइट जो से पेन सफर कर पेन आसुँच किसी मैटर करे तो से समय मैडम निजर मानसिक स्थिति को संतुलित रखाटा लाइक नो भगवान भी लाइक वेरी डिफिकल्ट से माने केमिति रखुचंदी सेटा भी बड़े कमेंडेबल जिन फास्ट कथा आई नो माने से सिचुएशन रे किछि किछि जिन से करि परिबे जेमिति बट सेटा ता कंट्रोल नै जेमिति कि माने से बाहर गले टे बोली बट से समय आक्षेप आक्षेप पाइबे से तो जदि जो माने एमिति सर्वाइवर अछन माने एक्चुअली बहुत मेंटली अछंती सबड्यूड मो कहबी लाइक आपण किसी भी क्या पाख भी जड़े साइकियाट्रिस्ट पाखक हो या क्लिनिकल साइकोलॉजिस्ट पाखक जो माने मेंटल हेल्थ प्रोफेशनल यू गो डिस्कस कहतु आपण भीतर कौन लगुच आम बुझीपारूनु आम से ऑब्वियसली आम से फील करूनु बट विल ट्राई टू अंडरस्टैंड विल ट्राई टू हेल्प इन सम वे वी कैन नॉट रिवर्ट इट बैक बट किछि किछि करी आम हेल्प करि परिबु सो दैट आपण जीवन में किछि भी जदि आम आनी पारलु ना सेटा आम पई बहुत माने गर्वर विषय हम निश्चित सर जमती फिजिकल हेल्थ केयर अटेंशन दरकार सेमती से टाइम रे मेंटल हेल्थ केयर अटेंशन भी निहाती दरकार नहले हेई पारे एटा गोटे सुइसाइड को भी लीड करि पारे
ସାର୍ ଇଏ ତ ଆମେ ଟିକେ ୱିମେନ୍ ଉପରେ କଥା ହେଉଥିଲେ। ଆଉ ଗୋଟେ ଜିନିଷ ପଚାରିବି ସୁଇସାଇଡ୍। ସାର୍ ଆପଣ ଅଛନ୍ତି ପ୍ରାକ୍ଟିସ୍ କରୁଛନ୍ତି ଡେଲି ବେସିସ୍‌ରେ ପେସେଣ୍ଟ ଦେଖୁଛନ୍ତି। ସାର୍ ମେନ୍ କଜ୍ କ'ଣ ଦେଖୁଛନ୍ତି? ସୁଇସାଇଡ୍‌ର ମେନ୍ କଜ୍ କ'ଣ ଆମ ଓଡ଼ିଶାରେ? ବହୁତ difficult question to answer to. But ସୁଇସାଇଡ୍ ମ୍ୟାଡ଼ାମ୍ ମେନ୍ କଜ୍ ସେମିତି ଦେଖିବାକୁ ଗଲେ ଆମେ ମାନେ କହିବାଟା ଡିଫିକଲ୍ଟ ଅନେଷ୍ଟଲି। ଦେଖନ୍ତୁ ବହୁତ କାରଣ ହେଇପାରେ ସୁଇସାଇଡ୍, ରାଇଟ୍? ବଟ୍ ମୋଷ୍ଟଲି ଆମେ ଯାହା ଦେଖିଛୁ ସିଭିୟର୍ ଡିପ୍ରେସନ୍, ସିଭିୟର୍ PTSD, ଏ ସିଚୁଏସନ୍ ଯାକରେ ୟୁଜୁଆଲି ପେସେଣ୍ଟ ମାନେ ସୁଇସାଇଡ୍ ଆଟେମ୍ପ୍ଟ କରନ୍ତି, ଇଭେନ୍ ସୁଇସାଇଡ୍ କମ୍ପ୍ଲିଟେଡ୍ ବି ହେଇଯାଏ। ଆଉ କିଛି କିଛି ଆମେ ଦେଖିଛୁ ଯେଉଁଟାକି ସୁଇସାଇଡ୍ କମ୍ପ୍ଲିଟ୍ ହୁଏନି ବଟ୍ ଆଟେମ୍ପ୍ଟ କରନ୍ତି, ଯେମିତି ଇମ୍ପଲସିଭ୍ ଆଟେମ୍ପ୍ଟ ଥାଏ। ସେଟାରେ ମାନେ ଯେହେତୁ ଲିଥାଲ୍ ମାନେ ଏତେ ନଥାଏ ଦ ୱେ ଦେ ଆଟେମ୍ପ୍ଟ, ଯେଉଁ ଟାଇପ୍ରେ ସେମାନେ ଆଟେମ୍ପ୍ଟ କରନ୍ତି ସେତେ ସିରିୟସ୍ ନଥାଏ, ଯାହାଫଳରେ ସେମାନଙ୍କର କମ୍ପ୍ଲିଟ୍ ହୁଏନି ସୁଇସାଇଡ୍। ବଟ୍ ଇମ୍ପଲସିଭଲି ବି ଗୁଡ଼ାଏ ଲୋକ ଆଟେମ୍ପ୍ଟ କରନ୍ତି, ଯେମିତିକି ସଡନ୍ଲି କିଛି ଗୋଟେ ରାଗିଗଲେ ଆଟେମ୍ପ୍ଟ କରିଦେଲେ, ସେଇଟା ଇମ୍ପଲସିଭ୍ କୁହାଯାଏ। ବଟ୍ ମୋଷ୍ଟ ଆମେ ଯାହା ଦେଖିଛୁ ମୋଷ୍ଟ କମନଲି ତ ସିଭିୟର୍ ଡିପ୍ରେସନ୍, ସିଭିୟର୍ PTSD କେସ୍ରେ ୟୁଜୁଆଲି ହୁଏ ସୁଇସାଇଡ୍। ସାର୍ ଯେତେବେଳେ ମୁଁ ସୁଇସାଇଡ୍ ବିଷୟରେ ମୁଁ ଦେଖୁଥିଲି ଗୋଟେ ପାରାଡକ୍ସ ମୁଁ ଦେଖିଲି କି ସୁଇସାଇଡ୍ ଅଧିକ ୱିମେନ୍ ମାନେ ଆଟେମ୍ପ୍ଟ କରନ୍ତି କିନ୍ତୁ ସୁଇସାଇଡ୍‌ରେ ଅଧିକ ଡେଥ୍ ମେନ୍ ମାନଙ୍କର ହୁଏ। ସାର୍ କ'ଣ ପାଇଁ ଏଇଟା ଏମିତି? ଏଟା ଆମେ ଦୁଇ ଜଣ ଯାକ ଦେଖିବାକୁ ପଡ଼ିବ, ଠିକ୍ ଅଛି? ମେଲ୍ଙ୍କର କ'ଣ ହୁଏ, ଫିମେଲ୍ଙ୍କର କ'ଣ ହୁଏ? ଫିମେଲ୍ଙ୍କର ମ୍ୟାଡ଼ାମ୍ ୟୁଜୁଆଲି କ'ଣ ହୁଏ, ମୋଷ୍ଟ ଅଫ୍ ଦ ସୁଇସାଇଡ୍ ଆଟେମ୍ପ୍ଟସ୍ କାଇଣ୍ଡ ଅଫ୍ ଆର୍ ଇମ୍ପଲସିଭ୍, ଠିକ୍ ଅଛି? ତ ଏମିତି ନାହିଁ କି ମାନେ ସିଭିୟର୍ ଡିପ୍ରେସନ୍ ଆଟେମ୍ପ୍ଟ କରନ୍ତିନି ସେମାନେ, ବଟ୍ ମୋଷ୍ଟ ଅଫ୍ ଦେମ୍ ଗୁଡ଼ାଏ ଅଛନ୍ତି ଯେଉଁମାନେ କି ଇମ୍ପଲସିଭ୍ ଆଟେମ୍ପ୍ଟ କରିବେ। ମାନେ ଆପଣ ବୟଫ୍ରେଣ୍ଡ ସହିତ କଥା ହେଉଛନ୍ତି, ସଡନ୍ଲି ସେ ରାଗିଗଲା, ରାଗିକି ଯାଇକିରି ମୁଁ କହେ ହାତ କାଟିଦେବି, ଠିକ୍ ଅଛି? ସଡନ୍ଲି ତାପରେ କିଛି ଗୋଟେ ଏକ୍ସପେକ୍ଟ କରୁଛନ୍ତି, ସେଇଟା ହେଲାନି, କ'ଣ କରିବି ନା ମୁଁ ଟିକେ ବିଷ ଟିକେ ଖାଇଦେବି, ମାନେ ଯେଉଁଟା ହୁଏ ମାନେ ଇମ୍ପଲସିଭ୍ ଯେଉଁଟା ମୋଷ୍ଟ ଅଫ୍ ଦ ଓମେନ୍ରେ ସେ ଟାଇପ୍ର ହୁଏ। ବଟ୍ ସିଭିୟର୍ ଡିପ୍ରେସନ୍ ଯେତେବେଳେ ଓମେନ୍ ବି ଥାନ୍ତି ସେମାନେ ବି ଆଟେମ୍ପ୍ଟ ସେଇଟା କମ୍ପ୍ଲିଟ୍ ହେଇଯାଏ, କମ୍ପ୍ଲିଟେଡ୍ ସୁଇସାଇଡ୍ ହୁଏ। ତ ଯେହେତୁ ଇମ୍ପଲସିଭ୍ ଏମାଉଣ୍ଟଟା ଟିକେ ଅଧିକା ରୁହେ, ତାଫଳରେ ଅନକମ୍ପ୍ଲିଟେଡ୍ ମାନେ ସୁଇସାଇଡ୍ କମ୍ପ୍ଲିଟ୍ ହୁଏନି। ବଟ୍ ମେଲ୍ରେ କ'ଣ ହୁଏ ନା ମ୍ୟାଡ଼ାମ୍, ମେଲ୍ରେ ସେମାନେ ବେଶୀ ଡିସ୍କସନ୍ କରନ୍ତି ନା, ଯାହା ବି ପ୍ରୋବ୍ଲେମ୍ ହେବ ସେମାନେ ରଖନ୍ତି। ଏବେ ସେମ୍ ଜିନିଷ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ପାଟିତୁଣ୍ଡ କରୁଥିଲେ, ଡିଫିକଲ୍ଟି ବୟଫ୍ରେଣ୍ଡକୁ ବି ହେଉଛି, ହଟ୍ ବୟଫ୍ରେଣ୍ଡ ବି ହେଉଛି, ହଟ୍ ଗର୍ଲଫ୍ରେଣ୍ଡ ବି ହେଉଛି। ଓକେ, ତ ଗର୍ଲଫ୍ରେଣ୍ଡ ଗଲା କିଛି ଗୋଟେ ସିଏ ଗୋଟେ ଆଟେମ୍ପ୍ଟ କଲା, ତ ବୟଫ୍ରେଣ୍ଡ ତ ଅଲରେଡ଼ି ହଟ୍ ଥିଲା, ତାପରେ ସେ ଆଟେମ୍ପ୍ଟ କଲା ପରେ ଆହୁରି ହଟ୍ ହେଲା, ବଟ୍ ସେ କାହାକୁ କହିବ, କହିବ ନାହିଁ, ମନେ ମୁଁ କହୁଛି ସେଇଟା ଭିତରେ ରହିଲା। ତ ଏଇ ଟାଇପ୍ର କିଛି କିଛି ରହିକିରି ନା ୟୁଜୁଆଲି ସେମାନେ କ'ଣ କରନ୍ତି, ଭିତରେ ବହୁତ ରୁହେ, ତ ଡିପ୍ରେସନ୍ ବଗେରା ଟିକେ ଟିକେ ଅଧିକା ରେଟ୍ ବଢ଼ିଯାଏ। ଡିପ୍ରେସନ୍ ବଢ଼ିଲା ପରେ ନା ସେମାନେ ମ୍ୟାଡ଼ାମ୍ କ'ଣ କରନ୍ତି, ପ୍ଲାନ୍ କରି ସୁଇସାଇଡ୍ କରନ୍ତି। ଇମ୍ପଲସିଭଲି ଆପଣଙ୍କ ପାଖରେ ମନେକର ଛୁରୀଟେ ଅଛି, ଆପଣ କାଟିଦେଲେ, ସେଠି କେତେ ଇଞ୍ଜୁରି ହେଉଛି କିଛି ଫରକ ପଡ଼େନି। ଆପଣ ତ ପ୍ଲାନ୍ କରି କରିବେ, ଆପଣ ରିସର୍ଚ୍ଚ କରିବେ, ମୁଁ ଏଇ ଛୁରୀଟା ଆଣିଲେ ଏଇ ଜାଗାରେ ପ୍ରପରଲି କାଟିଲେ ମୋର ଏଇଟା କାଟି ହେବ, ମୁଁ ମରିପାରିବି। ତ ସେ ଟାଇପ୍ର ପ୍ଲାନ୍ କରି କରନ୍ତି। ଯେତେବେଳେ ମେଲ୍ ସେ ତ ଯେହେତୁ ପ୍ଲାନ୍ କରି ଟିକେ ଅଧିକା କରନ୍ତି ଆଉ ଅଧିକା ଲିଥାଲ୍ ୱେରେ କରନ୍ତି, କମ୍ପ୍ଲିଟେଡ୍ ସୁଇସାଇଡ୍ଟା ଟିକେ ଅଧିକା ହୁଏ। ଦୋ ଫିମେଲ୍ ଆଟେମ୍ପ୍ଟ ମୋର୍, ବଟ୍ ମେଲ୍ ହ୍ୟାଭ୍ ମୋର୍ କମ୍ପ୍ଲିଟେଡ୍ ସୁଇସାଇଡ୍ସ। ସାର୍ ଯଦି ଆମେ ଟିକେ ୱିମେନ୍ ମେଣ୍ଟାଲ୍ ହେଲ୍ଥ ବି କଥା ହେଲେ, ସୁଇସାଇଡ୍ ରିଲେଟେଡ୍ ଟିକେ କଥା ହେଲେ, ମେନ୍ ମେଣ୍ଟାଲ୍ ହେଲ୍ଥକୁ ଯଦି ଆମେ ଟିକେ କଥା ହେବା, ତାହେଲେ ମୋତେ ଲାଗେ ସେମାନେ ବି ବହୁତ ବହୁତ ଜିନିଷ ଦେଇକି ଯାଆନ୍ତି। ଆଉ ଗୋଟେ ଆମର ସୋସିଆଲ୍ ନର୍ଚରିଂ ଏମିତି ହେଇଯାଇଛି କି ପୁଅ ପିଲା କାନ୍ଦି ପାରିବେନି, ପୁଅ ପିଲା ଇମୋସନ୍ ବାହାର କରିପାରିବେନି। ଯଦି ଇଭେନ୍ ମୁଁ କହୁଛି, ଯଦି ମୁଁ ବି ମୋ ସାଙ୍ଗମାନଙ୍କ ପାଖରେ ଦେଖିଛି, ଯଦି ଗୋଟେ ପୁଅଟେ ଗୋଟେ ଝିଅ ସାଙ୍ଗକୁ କିଛି କହୁଛି, ଝିଅଟା ଶୁଣିବ, ଆରେ ତୋ ଲାଇଫ୍ରେ ଏମିତି ପ୍ରୋବ୍ଲେମ୍ ଚାଲିଛି। କିନ୍ତୁ ଯଦି ପୁଅଟା ତ ପୁଅ ସାଙ୍ଗକୁ କହୁଛି, ଆରେ ମର୍ଦ କୋ ଦର୍ଦ ନେଇ ହୋତା, ତୁ ଗୋଟେ କ'ଣ ଏତେ ଛୋଟ ଜିନିଷରେ ଏତେ ଡରି ଯାଉଛୁ। ମାନେ ଆମ ସୋସିଆଲ୍ ନର୍ଚରିଂଟା ଏମିତି ହେଇଯାଇଛି। ସେ କ୍ଷେତ୍ରରେ ଗୋଟେ ପୁଅ ଯେଉଁଠି ସେୟାରିଂ ସେ କରିପାରୁନି, ସେ କ୍ଷେତ୍ରରେ ସେ ନିଜ ମେଣ୍ଟାଲ୍ ହେଲ୍ଥର ଧ୍ୟାନ କେମିତି ରଖିବ? ମ୍ୟାମ୍ ସୋସାଇଟି ସବୁବେଳେ ମେଲ୍ ମାନଙ୍କୁ କରିବ କି ଏଜ୍ ଏ ପ୍ରୋଭାଇଡର, ଦେ ଆର୍ ଟୁ ପ୍ରୋଭାଇଡ୍, ରାଇଟ୍? ଆଣ୍ଡ ପ୍ରୋଭାଇଡ୍ କଲା ବେଳକୁ କ'ଣ କ'ଣ ଷ୍ଟେଜ୍ରେ ସେମାନେ ଯାଆନ୍ତି ସେଟା କେହି ଦେଖନ୍ତିନି। ଗୋଟେ ଉଦାହରଣ ଦେଉଛି, ଯେମିତି ପୁଅ ଚାକିରି କରିବାର ଅଛି, ପୁଅ ଚାକିରି କଲେ ବାପା ମା ପାଇଁ ଇଏ କରିବ, ବାପା ମାଙ୍କୁ ଇଏ କରିବ, ତାପରେ ବାହା ହେବ।
झीर गोटे एक्सपेक्टेशन रोचे मुझे जहाँ बाहा से भल रोजगार कर पड़ो ओके बाहागर है पिला छुआ आम कहू कि माँ 9 वर्ष पेटरे रखे पिला को करी पिला जन्म करे पिला जन्म कला तार एत प्रोब्लेम माने जहाँ भी स्ट्रेस आसी ये आसे बट से समय रे बापार मन कौन चलता है कहीं देखती ना तार भी मन टेंशन 2 जन अच्छा आगु 3 जन हे पिला आसब जी रोजगार कर हम ना नहीं से पिलार ग्रोथ केमी करे पिलार लालन पालन केमी करेबी कोट स्कूल पढ़ा आजिकल स्कूल एत पैसा कोट स्कूल पढ़ा देवी कौन भी माने ता मन भी गुड़ाए जिनस चलता है राइट पिलार फाइनेंशियल फ्यूचर कौन करी आम तो 2 जन अच्छे मुझे रोजगार कर जन हो पिला फाइनेंस पिलाटा आस फाइनेंस भी माने फ्यूचर भी आमको देखा पड़ो तो फ्यूचर ये कर तो गुड़ाए जिनस से भीतर चलता है जिनस ना सी कह तो क्या कह वाइफ को कहीपर नो बिकज वाइफ हैज सो मेनी प्रॉब्लम्स बापा माँ को कहले बापा माँ टेंशन तो सेटा मेन प्रॉब्लम हो जाए आउ गुड़ाए समय रे मु जहाँ देखी से जो कोपिंग मेकानिज्म हुए तापर कि अल्कोहल वगैरह नवा कैनाबिस वगैरह ना ए टाइप रही जाती बट हेल्दी कोपिंग मेकानिज्म होची जेमिति कि 2-3 जन भल सांग थे 2-3 जन भल सांग सहित कथबार्ता हो पार सेयार कर मो असुविधा जाक हो टेंशन लगुच एमती हो तो सांग मैंने कहे हाँ ठीक अच्छे यहाँ आमर भी एमती होता मो भी छुआ समय टाइप टेंशन होता बट थिंग्स विल सॉर्ट आउट ग्रेजुअली तो किसी करूँ माने गोटे वे माने गुड सपोर्ट सिस्टम निहाती दरकार स्पेशली जदि भी फैमिली नहला आउटसाइड ऑफ फैमिली जमी 2-3 जन भल सांग अच्छा गुड सपोर्ट सिस्टम वेरी मच इंपोर्टेंट सेकेंड मु चाहूँगी मु बिलीव करे कि हजबैंड क्या न कही पारे भी ही शुड बी एबल टू स्पीक टू द वाइफ ओके बिकॉज दे आर देयर फॉर ईच अदर एंड दे आर देयर ऑलवेज राइट कि सर ये गोटे जिनस थाए वाइफ शुणु अबा न शुणु सीटा सेकेंडरी थिंग हो जाए किंतु गोटे मेल इगो थाए कि गोटे मुझे फास्ट भी एड्रेस कली गोटे सोशल नर्चरिंग थाए पुटे कहे ही ना सेटा को सर आपन केमती कहिबे से कौन एडवाइस देबे ना मैडम मेल इगो जोटा अछि ना इगो इज नथिंग ओके अल्टीमेटली से इगो जो कहार किसी हुए नहीं माने नो वन गेन्स एनीथिंग फ्रॉम दैट इगो जी मु देखी इगोरे बेसी रहती ना अल्टीमेटली से बहुत सफर हुअंती ओके आ जो समय मु देखी से माने इगोटा को टिके छाड़ी देकरी टिके बेटर वे रे कम्युनिकेट करियो चेष्टा करंती तो एक्चुअली गुडाई जिंस सॉर्ट आउट हो जाए नहीं मु कहली कहा को भी कौन ठीक अच्छे इगो अच्छी आई अंडरस्टैंड बट व्हाट इज इगो बिटवीन हस्बैंड एंड वाइफ राइट हस्बैंड वाइफ भीतर इगो रहिला इट इज नॉट ए मैरिज ना एटा कंपटीशन गोटे हेला तो husband wife there should not be any ego and he should be able to go and speak to the wife and wife also should be able to listen vice versa also when she speaks he should listen आजिकाली मैडम जिनस होची ना आपण शुणुचंती रिप्लाई देवा पई बुझिया पई नु ठीक है तो सेटा चेंज करियो आपण जेमिति कि देयर इज सी कपल अछंती माने दे शुड दे कैन like they should be able to share things between them then only जाके relationship टा strong होबो आउ किछि अलगा वे भी बाहरिबो माने जे फ्रस्ट्रेटेड लागुची मेल को माने पुरुष फ्रस्ट्रेटेड लागुची कोन करी कोने तो she can give a solution which will help so that should be it निश्चित सर गोटे जिनस मु बुझिली कि कम्युनिकेशन इज द की से पुआ हो बा झियो हो जदि दुख रे अछंती या कोनोसी प्रकार रे इमोशनल प्रॉब्लम आपन को आसुचे आपन कम्युनिकेट करंतु से पेरेंट्स होंतु किंबा निज वाइफ होंतु सांग साथी होंतु कम्युनिकेट निश्चित करंतु सर आउ गोटे जिनस जमती आपन कहले गोटे पुआ छुआ हो सारा पर फाइनेंशियल कथा भाबे सेमते आउ गोटे डिप्रेशन को हमें बहुत गोटे अंडररेटेड डिप्रेशन अच्छी से पोस्टपार्टम डिप्रेशन सर से विषय में आम कम कथा हो जिते गोटे बेबीटा आम बेबी उपर आम बेसी नजर रखू ताको बेसी केयर दो कि माटी को आम भूली जाऊ सर से क्षेत्र में आप फैमिली मेंबर्स को कौन एडवाइस करेंगे केमिति गोटे न्यू मदर रो केमिति ध्यान रखिबा दरकार हम एक्चुअली जो पोस्टपार्टम डिप्रेशन एते कॉमन यू कैन बिलीव ऑलमोस्ट 20% वुमेन हैव पोस्टपार्टम डिप्रेशन और कितने परसेंट 20% 10 to 20 15 to 20 माने 100 रु 15 रु 20 जन स्त्री लोक पोस्टपार्टम डिप्रेशन होंती इट एक्चुअली दैट कॉमन बट जेते कॉमन सेते इग्नोर्ड भी राइट जो के पोस्टपार्टम डिप्रेशन काहे हुए
फास्ट कथा है देयर इज प्रेगनेंसी ହୁଁ hormonal imbalance ହୁଁ there is so many hormones that is acting during pregnancy जोटा पे पार्चुरेशन पर माने चाइल्ड बर्थ पर इमिडिएटली से हार्मोन सब बंद हो जाए ହୁଁ फास्ट ହୁଁ सेकंड वे कौन चाइल्ड बर्थ इज ए वेरी 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 डिफिकल्ट एंड पेनफुल प्रोसेस ହୁଁ जो मदरटा चाइल्ड बर्थ दे जाए से कौन हुए ना सिग्निफिकेंट टायर्डनेस ହୁଁ कहीं सी लैबर 12 घंटा रहिला परे आउ कौन देहर मसल किसी काम कर डिहाइड्रेशन टायर्डनेस ये सब हो ना अल्टीमेटली न्यूरोबायोलॉजिकली इफेक्ट करे जोटा कि लीड करे पोस्टमार्टम डिप्रेशन को ହୁଁ डिप्रेशन हेल्ले कौन हुए माने छुआ है माँ खुशी हवा कथा माँ तो छुआ पाखे अच्छी माँ खुशी हो पाऊनी माने सी इज नॉट एबल टू फाइंड दैट जॉय ହୁଁ ताको लगुच अरे मु तो बहुत खुशी हवा कथा समस्ते खुशी होचंदी मु काहे पाऊनी ହୁଁ मु कहीं मो हाथटा जाऊनी कि मो पिलार केयरटा केमिति करदेबी मो हाथटा कहीं जाऊनी पिला को आनी मु खुआई देबी ए टाइप रो थॉट आसे तापरे धीरे धीरे ताकू यूजुअली पोस्टमार्टम डिप्रेशन धीरे धीरे सबसाइड हो जाए बट किसी केस कौन ना से बहुत बढ़ी जाए एते बढ़ी जाए ना से लास्ट को सेटा साइकोसिस टाइप रही जाए से कहबो कि पिलाटा मो पिला नुह ହଁ पिला को इवन हार्म करने चेष्टा करते तो इट इज ए मेडिकल इमरजेंसी इट इज एक्चुअली ए वेरी डेंजरस कंडीशन ହୁଁ तो से समय रे फास्ट रे घर वाला घर लोक देखा पड़ो कि मदर केमी अच्छी ହୁଁ मदर बिहेवियर चाइल्ड सहित केमी अच्छी ହୁଁ चाइल्ड सहित से केते एंगेज हो पार्टी एंगेज जदि हो पाउनी कहीं हो पाउनी ହୁଁ ଆଉ ପଚାରିବେ କ'ଣ ଅସୁବିଧା ହେଉଛି କିଛି ଡିଫିକଲ୍ଟ ହେଉଛି ତ ସେ ସେୟାର କଲେ କିଛି ଯଦି କିଛି ହ୍ୟାଣ୍ଡେଲ୍ କରିପାରିବେ ସେମାନେ ଯଦି କିଛି ୱେରେ ତାକୁ ସପୋର୍ଟ କରିପାରିବେ ତ ଇଟ୍ ଇସ୍ ଏ ଗୁଡ୍ ଥିଙ୍ଗ ହୁଁ ନହେଲେ ଇଟ୍ସ ଅଲୱେଜ୍ ଟୁ ଗो ଆଣ୍ଡ ସିକ୍ ହେଲ୍ପ ଏଦର ଫ୍ରମ୍ ଏ ସାଇकोलोजिस्ट ଅର୍ ଫ୍ରମ୍ ଏ ସାଇକିଆଟ୍ରିଷ୍ଟ ନଟ୍ ଟୁ ଇଗ୍ନୋର ଦ୍ୟାଟ୍ କେବେ ବି ଇଗ୍ନୋର କରିବା କଥା ନୁହଁ କାହିଁକି ନା ଅଲ୍ଟିମେଟଲି ଇଟ୍ ମାଇଟ୍ ଇନକ୍ରିଜ୍ ହେଇକରି ବହୁତ ସିଭିଅର୍ ବି ହେଇପାରେ ଯେଉଁଟା ହେଉଛି ଆମର ସିଭିଅର୍ ହେଇଗଲା ମାନେ ଇଟ୍ ଇଜ୍ ଭେରି ପ୍ରୋବ୍ଲେମେଟିକ୍। ସାର୍ ଆପଣ ଯଦି ଆୱେର୍ ଥିବେ ଓଡ଼ିଶା ସୋସାଇଟିରେ ଟିକେ ଦେଖିବା ମେନଲି ରିମୋଟ୍ ଏରିଆରେ କିମ୍ବା ଭିଲେଜ୍ ଏରିଆରେ ଗୋଟେ ଜିନିଷ କୁହାଯାଏ ଆତ୍ମା ବଶ କରିଛି ବା ପୋଜେସନ୍ ଗୋଟେ ଲୋକ ଡିଫରେଣ୍ଟ ୱେରେ ରିଆକ୍ଟ କରୁଥିବ ଚୁଟି ଖୋଲା କରିଦେଇଥିବ ସାର୍ ସେ କଣ୍ଡିସନଟା ଆକ୍ଚୁଆଲି କ'ଣ? ସେମାନେ ଯେଉଁ ଆତ୍ମା ବଶ କହୁଛନ୍ତି ତ ମୋଷ୍ଟଲି ସେମାନେ ଡିସୋସିଏସନ୍ ବୋଲି ଗୋଟେ ଆମର କଣ୍ଡିସନ୍ ଅଛି ମୋଷ୍ଟଲି ଡିସୋସିଏସନ୍ରୁ ସେଇଟା ହୁଏ। ଡିସୋସିଏସନ୍ ମାନେ ନାଁ ଯେମିତି ସଜେଷ୍ଟ କରୁଛି କି ଆମର ମାଇଣ୍ଡ କ'ଣ କରେ ଆମ ହାତ ମାନେ ଯେଉଁଟା କହୁଛେ ଆମ କଥା ହାତ ଗୋଡ଼ ସବୁ କଣ୍ଟ୍ରୋଲ କରେ ରାଇଟ୍ ଆମ ମନ ତ ଡିସୋସିଏସନ୍ରେ କ'ଣ ହୁଏ ମନର ଯେଉଁ କଣ୍ଟ୍ରୋଲଟା ଡିସୋସିଏଟ୍ ହେଇଯାଏ ମନ ହାତ ପାଟି ଏଗୁଡ଼ା କିଛି କଣ୍ଟ୍ରୋଲ କରିପାରେ ନା ସେଇଟା କୁହାଯାଏ ଡିସୋସିଏସନ୍। ତ ଏଇଟା ମୋଷ୍ଟଲି ଏକ୍ସଟ୍ରିମ୍ ଷ୍ଟ୍ରେସ୍ରେ ହୁଏ। କିଏ ଗୋଟେ ମନେକର ଝିଅଟେ କିଏ ଗୋଟେ ବାହା ହେବାକୁ ଚାହୁଁନି ତାକୁ ବାହା କରିବାକୁ ଫୋର୍ସ କରୁଛନ୍ତି ସେ ମାଇଣ୍ଡ ଏତେ ଷ୍ଟ୍ରେସ୍ ହେଇଯାଏ ତ ସେ କାହାକୁ ଏକ୍ସପ୍ରେସ୍ କରିପାରେନି ସେ ମନ ଭିତରେ ଏତେ ଷ୍ଟ୍ରେସ୍ ହେଇଯାଏ ନା ସେ ଅଲ୍ଟିମେଟଲି ଲିଡ୍ସ ଟୁ ଡିସୋସିଏସନ୍। ତ ଡିସୋସିଏସନ୍ ହେଲେ କ'ଣ ହୁଏ ଏଇ ଟାଇପ୍ର ସିମ୍ପଟମ୍ ଆସି କ'ଣ ସବୁ କହିବେ ଇଆଡ଼େ ସିଆଡ଼େ ଅନାବନା ଜିନିଷ କହିବ ହାତ ଗୋଡ଼ ସବୁ ହଲେଇବ ମାନେ ଯେମିତି ମୋ ପାଖକୁ ମହାପୁର ଆସିଲେ କ'ଣ ଯେ ଭୂତ ଆସିଗଲା ପ୍ରେତ ଆସିଗଲା ଆତ୍ମା ଆସିଗଲା ଏ ଟାଇପ୍ର କହନ୍ତି। ତ ସେଇ ଟାଇପ୍ର ସେ ବିହେଭିଅର୍ ବି କରେ ଯେହେତୁ ନିଜ କଣ୍ଟ୍ରୋଲରେ କିଛି ନଥାଏ ସେଇ ଟାଇପ୍ର ସେ ବିହେଭିଅର୍ କରେ। ଏଇଟା ମୋଷ୍ଟ କମନଲି ଏଟାକୁ ଲୋକ କହନ୍ତି ଆତ୍ମା ବଶ ହେଇଛି। ଆଉ କିଛି କିଛି କ୍ଷେତ୍ରରେ ଯେଉଁଟାକି ଆମର ଯେମିତି ସ୍କିଜୋଫ୍ରେନିଆ ସ୍କିଜୋଫ୍ରେନିଆ କ'ଣ ହୁଏ ନା ପେସେଣ୍ଟ କୁ ଶୁଣାଯିବ ସବୁ ମାନେ ଆକାଶବାଣୀ ହେଲା ପରେ ମାନେ ଶୂନ୍ୟବାଣୀ ହେବ ସେ ଏକା ବସିଥିବ ତାକୁ କିଏ ଶୁଣା ହେଉଥିବ ବୋଲେ ସେ ତାଙ୍କ ପାଟିଗଲା ନିଜେ ଏମିତି କଥାବାର୍ତ୍ତା ହେଉଥିବ ତ ତାକୁ ଲାଗି କ'ଣ ଏମିତି ଲୋକମାନେ କହିବେ କ'ଣ ଏମିତି ନିଜେ ନିଜେ କଥାବାର୍ତ୍ତା ହେଉଛି ତା ଭିତରେ କିଏ ଗୋଟେ ଭୂତ ପଶିଯାଇଛି ପୁରା ଲାଗୁଛି। ସେ ସବୁବେଳେ ସନ୍ଦେହ କରିବ ଲୋକଙ୍କୁ ଏ ସିଏ ମୋତେ ମାରିବାକୁ ଚେଷ୍ଟା କରୁଛି ଏ ଦେଖାଯାଉଛି ମୋତେ ଏଇ କିଏ ଗୋଟେ ଦେଖାଯାଉଛି ଏ ଭୂତଟା ଆସୁଛି ମୋତେ ମାରିଦେବ ଏଇ ଟାଇପ୍ର ସବୁ କହିବ। ସେ ଟାଇପ୍ର ତାକୁ ମାନେ ଅଡିଟୋରୀ ହାଲୁସିନେସନ୍ ଭିଜୁଆଲ୍ ହାଲୁସିନେସନ୍ କୁହାଯାଏ। ଯେତେବେଳେ ସେ ଟାଇପ୍ର ଏକ୍ସପ୍ରେସନ୍ କରିବ ଗାଁ ଲୋକମାନେ ସେ ବୁଝିପାରିବେନି ସେ କହିବେ କି ଗୋଟେ ଭୂତ ଲାଗିଯାଇଛି ପୁରା ଲାଗୁଛି ଗୁଣିଆ ପାଖକୁ ନେଇ ଧରି ଯାଅ ଝାଡ଼ା ଝାଡ଼ି କଲେ ଗୁଣିଆ ଭୂତ ଛାଡ଼ିଲେ ଭଲ ହେବ। ସାର୍ ଯେଉଁମାନେ ବି ଏଭଳିଆ କଣ୍ଡିସନ୍ ଦେଖୁଛନ୍ତି ତାଙ୍କୁ କ'ଣ ଆଡ଼ଭାଇସ୍ କରିବେ? ୟେସ୍ ମ୍ୟାମ୍ ତ ଫାଷ୍ଟରେ ଯେତେବେଳେ ଏଇଦର ସ୍କିଜୋଫ୍ରେନିଆ ଆଉ କି ଡିସୋସିଏସନ୍ ଠିକ୍ ଅଛି এইটা ତ ସେମାନେ ହ୍ୟାଣ୍ଡେଲ୍ କରିପାରିବେନି ଘର ଲୋକ ତ ହ୍ୟାଣ୍ଡେଲ୍ କରିପାରିବେନି କି ଗାଁରେ ବି ହ୍ୟାଣ୍ଡେଲ୍ କରିପାରିବେନି। ମୁଁ ସଜେଷ୍ଟ କରିବି କି immediately go and seek help from a psychiatrist or clinical psychologist। जदि डिसोसिएशन अच्छी माने आमे फास्ट ताको देखिया पड़े तार स्ट्रेस काहे होची को रीजन जाको तार स्ट्रेस होची आ स्ट्रेस ता एते सिवियर काहे हेची कि से एमिति डिसोसिएट कर जाउची। हमको स्ट्रेस रो कॉज आइडेंटिफाई करिया पड़िबो
आउ से स्ट्रेसटा को ताकू केमिति हैंडल करिवार अछि से टाइप ताकू कोपिंग स्किल शिखाइବାକୁ पड़िବ सेटा हे गेला तार धीरे धीरे डिसोसिएशनटा कमी जाए जदि स्किजोफ्रेनिया अछि ताकू एक्चुअली नीड्स प्रॉपर साइकेट्रिक ट्रीटमेंट जोटा कि एंटीसाइकोटिक वगैरह मेडिकेशन वगैरह दिया जीवो ट्रीटमेंट कले तार इंप्रूवमेंट आसी जाए निश्चित सर गोटे बहुत भल कथा कहले जे भी देखुवे से जिनस अवेयर हेबे सर आपण निमांस रे बैंगलोर रे पीजी कले तापरे आसिले एम्स रे 3 वर्ष काम कले जोटा कि इंडिया रो गोटे बहुत बड़ा हॉस्पिटल बहुत ना अच्छी हॉस्पिटल तापरे आपण निजर क्लिनिक कले तार ना होचे आशार किरण Yes. आशार किरण नाटा सर आपण काहे भाबिले ना पछरे तो माने अच्छी किसी थॉट प्रोसेस जमी मुझे देखी निमांस एम्स रे जो थिला बेलू आम जहाँ भी जो आमर निमांस तो बैंगलोर अच्छी कर्नाटका सेठिकार हेल्थ केयर स्पेशली मेंटल हेल्थ केयर जो जो वे डेभलप अच्छी ओडिशा तो से टाइप डेभलप नहीं कहीं कर्नाटक गोटे आमर डिस्ट्रिक्ट मेंटल हेल्थ प्रोग्राम अच्छी जोटा कि बहुत स्ट्रंग सबू डिस्ट्रिक्ट गोटे साइकियाट्रिस्ट सबुठे गोटे गोटे क्लिनिकल साइकोलोजिस्ट माने से माने बहुत इजिली रेफर करें पेसेंट जापारती पाखु माने केयर एक्सेसटा बहुत इजी हुए जिते एक्सेसटा बहुत इजी हो जाए ना मैडम से सफरिंगटा कमी जाए राइट पेसेंट अच्छा एक्सेस ना साइकियाट्रिस्ट नहांती एक्सेस ना तो ऑब्वियसली सफरिंग इनक्रीजेस तो ओडिशा मैडम मोर एठी क्लिनिक रो ना देवार कारण ही से साइकियाट्री एमती गोटे प्रॉब्लम साइकियाट्रिक प्रॉब्लम एमती प्रॉब्लम मेंटल हेल्थ इश्यूज जोटार कि किसी माने कहीं जानी पारंतिनी कहीं होची हमर सेमिति किसी इन्वेस्टिगेशन ना जाए 15टा टेस्ट कर दे जना पड़ जो कौन हिची ना किसी इन्वेस्टिगेशन ना किसी आम जानी पारुना तो अल्टीमेटली ना पेशेंट माने एते सफर जान ना दे बिकम होपलेस तांका पाखरे किसी न थाए लाइक नो जेमिति लागे एक्सट्रीमली होपलेसनेस राइट तो से सेंस को देखी तो किसी जोठे सफरिंग जोठे होपलेसनेस अच्छी सेठी तो आशा ही निहाती दरकार ना निश्चित तो से ये देखी मु स्टार्ट करी आशार किरण भावे होपफुली मु सर्व कर पारि लोकन को होपफुली मो द्वारा किसी इम्प्रूवमेंट आसीपर लोकंर मुझे चाहूँगी भगवान चाहूँगी मत शक्ति दिंतु सो दैट आई कैन डू दैट निश्चित सर सर्विस कर इच्छा जिते थाए भगवान निश्चित हाथ बढ़ाती आज्य करती सर ओडिशा जति आम देखा सर आप बैंगलोर थे ओडिशा आसिले सर ओडिशा रे नेचुरल डिजास्टर बहुत अधिक अनएम्प्लॉयमेंट अधिक माइग्रेशन अधिक सर ये जो कंडीशन गुड़ाक ओडिशार लोकों मेंटल हेल्थ उपर किसी अफेक्ट करे कि वेरी गुड क्वेश्चन देखो आम ओडिशा तो डिजास्टर प्रोन बहुत नेचुरल डिजास्टर्स राइट महाबात्या सुनामी अबे किसी गोटे फाइलिन लाइक नो कंटिन्यूअसली ही चली अच्छी तो आर मैडम दी टाइप इफेक्ट रहे फास्ट हूँ जिते डिजास्टर हुए डिजास्टर हम तार किसी दिन आगु आम कंटिन्यूअसली न्यूज आसे यहाँ हम यहाँ हम 200 किलोमीटर बेगर पवन बहब तो ये जो सीन सुनला आम बिकम वेरी एंक्सियस राइट डिजास्टर 2-4 दिन आगु डिजास्टर है पर्यंत आम बहुत एंक्सियस रो बहुत स्ट्रेस रो डिजास्टर है भी जहाँ सब लॉस होता है सीटा नहीं आम स्ट्रेस रहे सेटा तो हूँ नॉर्मल लोक स्ट्रेस जो मैंने एक्चुअली डिजास्टर को फेस करमती कि आमर जगतसिंहपुर होता 1999 महाबात्या से एरिया रे लोक सब धोईगले गाँ पूरा धोईगला तो आप भावतु गोटे लोकर जीवन जाकर परिश्रम जीवन जाकर लाइक कमाई व्हाट एवर गोटे राति एमती ही पड़ेगा राइट तो केते स्ट्रेसफुल केते ट्रॉमेटिक होते लोक केते कांदी थे राइट तो ऑब्वियसली ये जिनस जाक से समय बहुत एफेक्ट करे लोक मैंने बहुत माने से माने कौन माने एंजाइटी डिप्रेशन भी आम कहीपर से गोटे माने स्टेट ऑफ शॉक मैंने सडन होगा से मैंने भी जापर कौन करूँ लाइक व्हाट इज देयर नाउ व्हाट टू डू से जापारती तो से जिनसा बहुत दिन 10-15 दिन जाए रहे बट ग्रेजुअली जेहेतु वी आर एक्सपोज टू दिस थिंग्स आम रेजिलियंस भी बिल्ड करम माइंड भी से अनुसार ओके महाभारत किसी गोटे सुनामी टाइप आसबार अच्छी ठीक है वी नो व्हाट टू डू से डिजास्टर प्रिपेयर्डनेस कहुए आम आउटे बेटर हो पार्चे आम शिखीचु सीटारू कि ये जिनस एमती एमती होम ये टाइप कर तो आम ये टाइप टे बेटर प्रिपेयर हो पार तो जेहेतु बेटर डिजास्टर प्रिपेयर्डनेस अच्छी
वी टेंड टू लूज लेस ओके ठीक अच्छे कहीं आम लोक डिस्प्लेस कर दूचु से अनुसार लाइफ प्रॉपर्टी बहुत कम बट अल्टिमेटली डिजास्टर देयर विल बी लॉस बट with whatever experience Odisha people are having with disaster I think they are learning डिजास्टर प्रिपेयरनेस बहुत भल रूपे होची आ से माने शिखुचंती जे गोटे निश्चित सर ओडिशा पीपल आर स्ट्रॉन्गर यस सर आमे बहुत सारा कथा हेले मेडिकल कंडीशन विषय कथा हेले कौन कौन प्रॉब्लम रोचे कथा हेले केते बेले डॉक्टर सहित हम परामर्श कर से विषय भी कथा हेले सर आ गोटे जिनस पचारि एबे तो प्रॉब्लम बहुत अधिका बढ़ी चलची आमे लाइफस्टाइल माध्यम रे केमती ताको टिके कमेई परिबा किबा ताको टिके शिथिल कर परिबा कोन एडवाइस देबे मु तो फिजिकल इलनेस विषय कहू चाहूनी हठात को मु फोकस करी मेंटल हेल्थ इश्यूज ऊपर निश्चित एज ए ब्रॉड लाइक मेंटल हेल्थ इश्यूज सब जाक मोस्टली आम जहाँ देखीचु ऑलमोस्ट 80% ऑफ मेंटल हेल्थ इश्यूज आर बिकॉज ऑफ स्ट्रेस तो स्ट्रेसटा गोटे मेजर कारण हो जाए तो स्ट्रेसटा जिते बढ़े सब माने कौन कहले आपड़ जिते खाली रहती आपड़ जो एका रहती आपड़ जो किसी कम एंगेज नथिबे से समय स्ट्रेसटा बेसी बढ़े तो आम सब सजेस्ट करूँ कि यू ट्राई टू डू सम फिजिकल एक्टिविटी फिजिकल एक्टिविटी कले कौन हुए मैडम आमर शरीर आमर ब्रेन रे किछि किछि हार्मोन सिक्रेशन हुए जमीन एंडोरफिन डोपामिन सेरोटोनिन एगुड़ा सब सिक्रेट हुए एंडोरफिन डोपामिन सेरोटोनिन कौन करे आमको हाई दियंती ओके तो इट विल मेक अस फील गुड ओके एंडोरफिन आम शरीर को रिलैक्स भी करदेव तो स्पेशली एंजाइटी डिप्रेशन और स्ट्रेस रिलेटेड डिजॉर्डर जिते अच्छी एक्सरसाइज फिजिकल एक्सरसाइज एक्चुअली हेल्प्स ए लॉट यहाँ आम कहीपर यहाँ गोटे मेडिसिन मेडिसिन तो खाइबे ता सहित यहाँ आउ गोटे मेडिसिन जी एक्सरसाइज वगैरह करे तार रेस्पॉन्सटा बहुत जल्दी आसे तार इम्प्रूवमेंटा बहुत जल्दी आसे तो आम सब कहू मेंटेन ए हेल्दी डाइट ड्रिंक एडिक्वेट वाटर अलॉन्ग विथ दैट भल फिजिकल एक्सरसाइज दैट यू डोंट नीड टू गो टू जिम एंड स्टार्ट लाइक नो पिकिंग अप वेट नो नीड ऑफ दैट 45 मिनिट्स ऑफ ब्रिस्क वॉकिंग दैट इज एनफ मोर देन एनफ तो सेतिकी भी हेले बहुत हेल्प करे आज्ञा सर बहुत सुंदर एडवाइस देले आपण आपण बहुत सुंदर सर काम करचंदी थैंक यू सो मच सर आपण आसिले आम संगे बसिले एते कथा हेले जे भी पॉडकास्ट देखिबे तांको पई बहुत हेल्पफुल रहइबो थैंक यू सो मच सर फॉर कमिंग यस थैंक यू आई वांट टू गिव वन फाइनल मेसेज ओके सर सो मु लोकों को कहबी मेंटल हेल्थ इश्यू कहार भी हुए ओके इट इज नॉट ए साइन ऑफ फेलर राइट you are not a failure if you are having any kind of mental health issues do not suffer in silence please seek help we are always there to help आम पाखु आसतु जहाँ भी प्रोब्लेम हो जनातु क्या पाखु भी जापरेंगे मु कहूनी मो पाखु आसतु एनी वन लाइक नो प्लीज गो टू ए मेंटल हेल्थ प्रोफेशनल क्लिनिकल साइकोलॉजिस्ट और ए साइकियाट्रिस्ट किसी भी स्ट्रेस हो डोंट टेक ए रॉन्ग स्टेप ऑलवेज कम सीक हेल्प घरे कहार देखी पार्टी आप बिहेवियरल प्रोब्लेम हो किसी चेंजेस आसूची डे टू डे लाइफ रे से नहीं देखा साइलेंस रे सफर हबार किसी कारण ना सो ऑलवेज बेटर टू टेक केयर ऑफ योर सेल्फ बिकॉज नो वन एल्स विल थैंक यू बहुत बढ़िया मेसेज देले सर थैंक यू सो मच